ଏବେ ଚାଲ ଆମେ ବୁଝିଦବା କଣ ନା ଡାଟା ଡାଟା ରିପ୍ରେଜେଣ୍ଟେସନରେ କଣ ବୁଝିବା ଗୋଟେ ମିନିଟ୍ ବୁଝିବା କଣ ନା ମିନ୍ କଣ ମୋଡ୍ କଣ ଆଉ ମିଡିଆନ୍ କଣ ଆଉ ଷ୍ଟାଣ୍ଡାର୍ଡ ଡିଭିଏସନ କଣ ଆମେ ଏଇ ଚାରିଟା ଯାକ ପିଲାମାନେ ଭଲ ଭାବରେ ବୁଝିବା ଏଇ ନୋଟରେ ଆଉ ବୁଝିବାନି କାରଣ ଏଇ ନୋଟରେ ପିଲାମାନେ ସବୁ ଜିନିଷ ଅଛି ମାନେ ଯେତିକ ବି ଅଛି ସବୁ ଜିନିଷ ଏଇଥିରେ ପିଲାମାନେ ଅଛି ଡିଟେଲ ପୁରା ଡିଟେଲ ନୋଟ୍ସରେ ସବୁ ଜିନିଷ ଅଛି ବୁଝିବା କିନ୍ତୁ ଯେହେତୁ ଏଇଟା ଗୋଟେ ମ୍ୟାଥମେଟିକାଲ ଜିନିଷ ଥିଓରିଟିକାଲ ଜିନିଷ ନୁହଁ ତ ଆମେ କଣ କରିବା ନା ଆକୁ ସ୍ଲାଇଡରେ ବୁଝିବା ଡିଟେଲ ଆକୁ ସ୍ଲାଇଡରେ ପିଲାମାନେ ବୁଝିବା ଗୋଟେ ମିନିଟ୍ ଦେଖ ପ୍ରଥମେ ଆମେ ଷ୍ଟାର୍ଟ କରିବା ପିଲାମାନେ ରେଞ୍ଜ କାରଣ ଆମକୁ ନର୍ମାଲି ଏଇ ଚାରିଟାକ ଜାଣିଦେଲେ କାରଣ ଆମ ସିଲାବସରେ ଚାରିଟାକ ଦେଇଛି ଏଇ ଚାରିଟାକ ଜାଣିଦେଲେ ବି ଆମର ହେଇଯିବ କିଛି ଅସୁବିଧା ନାହିଁ କିନ୍ତୁ ନର୍ମାଲି ଆମେ ଚାରିଟା ବାଦ ବି ଆହୁରି ଦୁଇଟା ଜିନିଷ ଜାଣିବା ସେଇଟା କଣ ଗୋଟେ ହେଲା ରେଞ୍ଜ ଆଉ ଗୋଟେ ହେଲା ଭ୍ୟାରିଆନ୍ସ ଏଇ ଦୁଇଟାକୁ ବି ଆମକୁ ଜାଣିବାକୁ ପଡିବ କାରଣ ଏଇ ଦୁଇଟାକ ନ ଜାଣିଲା ଯାଏଁ ତମେ ଷ୍ଟାଣ୍ଡାର୍ଡ ଡିଭିଏସନ ବୁଝିପାରିବ ନାହିଁ ଠିକ ଅଛି ତ ଆମେ ସବୁ ଜିନିଷକୁ ବିଟ୍ ବାଇ ବିଟ୍ ପୁରା ଇଜିଲି ବୁଝିବା ଆମର ଏଇ ଥିଓରି ଉପରେ କିଛି ଲେନଦେନ ନାହିଁ ତାପରେ ସଭା ଲାଷ୍ଟକୁ ନା ମୁଁ ତମକୁ ଏଇ ଯୋଉ ଟେବୁଲଟା ଅଛି ସରି ଏଇ ଯୋଉ ଚାର୍ଟଟା ଅଛି ଏଇ ଚାର୍ଟ ବିଷୟରେ ମୁଁ ଡିଟେଲ ତମମାନଙ୍କୁ କଥା ହେବି ବା ଡିଟେଲ ତମମାନଙ୍କୁ ବୁଝେଇବି ଏବେ ଆସ ଆମେ ପ୍ରଥମେ ରେଞ୍ଜ କଣ ବୁଝିବା ଦେଖ ଯେତେବେଳେ ଆମକୁ ନା ବହୁତ ସାରା ଡାଟା ଦିଆଯାଏ ବା ବହୁତ ସାରା ଡାଟା ଦିଆଯାଏ ବେଳେ ବେଳେ ଆମେ ସବୁଠୁ ବହୁତ ମନେକର ଗୋଟେ ସହରକୁ ସପୋଜ ଗଲ ତମେ ଜନଗଣନା କରିବାକୁ ବା ଗୋଟେ ଗାଁକୁ ଗଲ ତମେ ମାନେ ଜନଗଣନା କରିବାକୁ ସେ ଗାଁରେ ମାନେ ଡିଫରେଣ୍ଟ ଡିଫରେଣ୍ଟ ଟାଇପର ଲୋକ ଥାନ୍ତି ଯେମିତି କି କାହାର ଫ୍ୟାମିଲିରେ ପିଲାମାନେ 12 ଜଣ ଲୋକ ଥାନ୍ତି କାହା ଫ୍ୟାମିଲିରେ 18 ଜଣ ଲୋକ ଥାନ୍ତି କାହା ଫ୍ୟାମିଲିରେ 2 ଜଣ ବି ଥାନ୍ତି କାହା ଫ୍ୟାମିଲିରେ ସପୋଜ 8 ଜଣ ବି ଥାନ୍ତି ଏଇଭଳିଆ ଭାବେ ଗୋଟେ ଗାଁରେ ଡିଫରେଣ୍ଟ ଡିଫରେଣ୍ଟ ପରିବାରରେ ଡିଫରେଣ୍ଟ ଡିଫରେଣ୍ଟ ଲୋକ ଥାନ୍ତି ଠିକ ଅଛି ଯଦି ମୁଁ ତମକୁ କୋଶ୍ଚିନ୍ ପଚାରେ କି କୁହ ତମେ ଯୋଉ ଆଜି ଯାଇଥିଲ ଜନଗଣନା କରିକି ଆଇଲ ବା ଏତେ ଦିନ ହେଲା ତମେ ଯୋଉ ଜନଗଣନା କରୁଥିଲ ତମେ କୁହ ସେଇ ଯୋଉ ଫ୍ୟାମିଲି ବା ସେଇ ଯୋଉ ଗାଁର ଲୋକମାନଙ୍କ ପପୁଲେସନ ରେଞ୍ଜ କେତେ ଠିକ ଅଛି ଯଦି ପଚରାଯାଏ ତମ ସେଇ ଗାଁର ପପୁଲେସନର ରେଞ୍ଜ କେତେ ତ ତମେ ତାହେଲେ କଣ ବାହାର କରିବ ମନେ ରଖ ରେଞ୍ଜ ମାନେ ହେଲା ଯେ ସବୁଠୁ ହାଏଷ୍ଟ ଭ୍ୟାଲୁ ଆଉ ସବୁଠୁ ଲୋଏଷ୍ଟ ଭ୍ୟାଲୁ ଏଇ ଦୁଇଟାର ଯୋଉ ଡିଫରେନ୍ସଟା ହାଏଷ୍ଟ ଆଉ ଲୋଏଷ୍ଟ ଭ୍ୟାଲୁ ଯୋଉ ଡିଫରେନ୍ସଟା ସେଇଟା ହେଲା ରେଞ୍ଜ ହେଲା ବା ମୁଁ ଏଠି ଲେଖି ଦଉଛି ଡିଫରେନ୍ସ ଅଫ ଗୋଟେ ମିନିଟ୍ ଏଠି ମୁଁ ଲେଖି ଦଉଛି ଡିଫରେନ୍ସ ଅଫ ହାଏଷ୍ଟ ଭ୍ୟାଲୁ ଆଣ୍ଡ ଲୋଏଷ୍ଟ ଭ୍ୟାଲୁ ଠିକ ଅଛି ଡିଫରେନ୍ସ ଅଫ ହାଏଷ୍ଟ ଭ୍ୟାଲୁ ଆଣ୍ଡ ଲୋଏଷ୍ଟ ଭ୍ୟାଲୁ ଆଙ୍କର ଯୋଉ ଡିଫରେନ୍ସଟା ବାହାରେ ସେଇଟା ହେଲା କଣ ନା ରେଞ୍ଜ ଠିକ ଅଛି ଡାଇରେକ୍ଟ ପିଲାମାନେ କୋଶ୍ଚିନ୍କି ଆସିବା ତାପରେ ତମମାନଙ୍କର ଅଣ୍ଡରଷ୍ଟାଣ୍ଡିଂ ପୁରା କ୍ଲିୟର ହେଇଯାଉ ଯେମିତିକି ଦେଖ ଏଠି ଯେତିକ ସବୁ ସେଟ୍ ଡାଟା ସେଟ୍ ଗୁଡ଼ା ଦିଆଯାଇଛି ସବୁଠୁ ହାଏଷ୍ଟ ପିଲାମାନେ କେତେ ବା ଏଠି ଯୋଉ ଡାଟା ସେଟ୍ ଗୁଡ଼ା ଦିଆଯାଇଛି ସବୁଠୁ ହାଏଷ୍ଟ ପିଲାମାନେ କେତେ 31 ସବୁଠୁ ହାଏଷ୍ଟ ଭ୍ୟାଲୁ କେତେ ଏଠି ଅଛି ଆମର ଅଛି 31 ସବୁଠୁ ହାଏଷ୍ଟ ଭ୍ୟାଲୁ ଆଉ ସବୁଠୁ ଲୋଏଷ୍ଟ ଭ୍ୟାଲୁ କେତେ ଅଛି ଲୋଏଷ୍ଟ ଭ୍ୟାଲୁ ଅଛି ଆମର କେତେ 8 ଅଛି ଲୋଏଷ୍ଟ ଭ୍ୟାଲୁ ଆଙ୍କ ଦିଟାକର ଡିଫରେନ୍ସ ଆମର କେତେ ଆଙ୍କ ଦିଟାକର ଡିଫରେନ୍ସ ହେଉଛି 23 ଏଇ 23ଟା ହେଲା ପିଲାମାନେ ହେଲା ରେଞ୍ଜ ଠିକ ଅଛି କୋଉଠି ଅଛି ଅପସନ ନମ୍ବର ସି 23 ହେଲା କେତେ ରେଞ୍ଜ ଯଦି ତମମାନଙ୍କୁ ପଚାରିକି ରେଞ୍ଜ କେତେ ତମମାନେ ସବୁବେଳେ କଣ କରିବ ହାଏଷ୍ଟ ଭ୍ୟାଲୁ ଆଉ ଲୋଏଷ୍ଟ ଭ୍ୟାଲୁର ଡିଫରେନ୍ସ ବାହାର କରିଦବ ସେଇଟା ହେଲା ରେଞ୍ଜ ଏବେ 2 ନମ୍ବର କ୍ୱେଶ୍ଚିନ୍ ପିଲାମାନେ ଦେଖ 2 ନମ୍ବର କ୍ୱେଶ୍ଚିନରେ ଦେଖ ଏଠି ଲେଖା ହେଇଛି ହ୍ୱାଟ ଇଜ ଦ ରେଞ୍ଜ ଅଫ ଦ ଫଲୋଇଂ ଡାଟା ଏଠି ବି ଦେଖ ସବୁଠୁ ହାଏଷ୍ଟ ଭ୍ୟାଲୁ କେତେ ଅଛି 85 ଏଠି ମୁଁ ଲେଖି ଦଉଛି ହାଏଷ୍ଟ ଭ୍ୟାଲୁ ଏଠି କେତେ ଅଛି ଆମର 85 ଅଛି ଆଉ ସବୁଠୁ ଲୋଏଷ୍ଟ ଭ୍ୟାଲୁ ଆମର କେତେ ଅଛି ଲୋଏଷ୍ଟ ଭ୍ୟାଲୁ ସବୁଠୁ ଲୋଏଷ୍ଟ ଭ୍ୟାଲୁଟା ହେଲା ଆମର ଅଛି କୋଉଟା କେତେ 17 ବୋଧେ ସବୁଠୁ ଲୋଏଷ୍ଟ ଭ୍ୟାଲୁ 17 ତ 85 ଆଉ 17 ଆଙ୍କ ଦିଟାର ଡିଫରେନ୍ସ ଆମର କେତେ ଆଙ୍କ ଦିଟାର ଡିଫରେନ୍ସ 68 ତ ଏଇ 68 ହେଲା କଣ ରେଞ୍ଜ କୋଉଠି ଅଛି ଅପସନ ନମ୍ବର ସି ତ ବୁଝିପାରିଲଟି ମାନେ ତମକୁ ଯେତିକ ବି ଡାଟା ଦିଆଯାଇଥିବ ଗୋଟେ ଗାଁର ହଉ ସହରର ହଉ ତମ ସ୍କୁଲରେ ଯେତିକ ସବୁ ପିଲାମାନେ ଅଛନ୍ତି ତାଙ୍କର ସ୍କୋର ହଉ କି ତାଙ୍କର ପରଫର୍ମାନ୍ସ ହଉ ସବୁତିକର ଯଦି ମନେକର ପଚାରେ କି ରେଞ୍ଜ କଣ ତ ତମମାନେ କଣ କରିବ ସେଇ ଯୋଉ ଡାଟାଟା ତମକୁ ଦିଆଯାଇଥିବ ସେଇ ଡାଟାର ସବୁଠୁ ହାଏଷ୍ଟ ଭ୍ୟାଲୁ ଆଉ ଲୋଏଷ୍ଟ ଭ୍ୟାଲୁ ଡିଫରେନ୍ସ ବାହାର କରିଦବ ସେଇଟା ହେଲା ତମର ରେଞ୍ଜ ଏବେ ଚାଲ ପିଲାମାନେ ଯିବା ଆଉ ଗୋଟେ କଥା ବି ମୁଁ କହିବାକୁ ଭୁଲିଗଲି ଯେ ଦେଖ ତମମାନଙ୍କୁ ପିଲାମାନେ ମୁଁ ଏବେ ଯୋଉ ବି ପଢଉଥିଲି ନା ସବୁତିକ କୋଉ ନୋଟରୁ ପିଲାମାନେ ପଢଉଥିଲି ତମକୁ ଗୋଟେ ପେଡାଗୋଜିରେ ଗୋଟେ ନୋଟ ପଢଉଥିଲି ଆଉ ଯୋଉ ନୋଟଟା ପିଲାମାନେ ତମମାନଙ୍କୁ ଯୋଉ ଦେବି ବୋଲି କହୁଥିଲି ବା ଯୋଉ ନୋଟଟା ତମମାନଙ୍କୁ ପରଚେଜ କରିବେ ବୋଲି କହୁଥିଲି ସେ ନୋଟଟା ପିଲାମାନେ କଣ ଓନ୍ଲି ପେଡାଗୋଜି ନୋଟ ଥିଲା ପେଡାଗୋଜି ନୋଟ ଏଇ ନୋଟଟା ଓନ୍ଲି ଓଟିଇଟି ପାଇଁ ଠିକ ଅଛି ଆଗକୁ ପିଲାମାନେ ଏଇଥିରେ ମୁଁ ଓଏସଟିଟି ସେକ୍ସନ ବି ଆଡ୍ କରିଦେବି ଓଏସଟିଟି ସେକ୍ସନ ବି ଆଡ୍ କରିଦେବି ସିଟିଇଟି ସେକ୍ସନ ବି ଆଡ୍ କରିଦେବି ତାପରେ ଆମର ଯେତିକ ସବୁ ଓଏଭିଏସ୍ ଓଏଭିଏସ୍ ର ପେଡାଗୋ ସେକ୍ସନ ବି ଆଡ୍ କରିଦେବି ତା ବାଦେ ଆମର ଆରଏସଟି ହଉ ହାଇସ୍କୁଲ ଟିଚର ଯୋଉ ଆରଏସଟି ହଉ ଏଲଟିଆର ହଉ
ତାର ଯୋଉ ସିଲାବସକୁ ନେଇକି ଯୋଉ ସେଟ୍ ହଉ ତାକୁ ବି ପିଲାମାନେ ମୁଁ ଆଡ୍ କରିଦେବି। ଠିକ୍ ଅଛି। କିନ୍ତୁ ଏବେ ଓନ୍ଲି ଓଟିଇଟି ପାଇଁ ମୁଁ ଆଡ୍ ଅନ୍ କରିଛି। ଆଗକୁ ଧୀରେ ଧୀରେ ସବୁ ଆଡ୍ ଅନ୍ କରିଦେବି। ତମେମାନେ ଯଦି ଥରେ ବି ଯଦି ପର୍ଚେଜ୍ କରୁଛ ନା, ତ ତମେମାନେ ଏବେ ଯେତେବେଳେ ପର୍ଚେଜ୍ କରିବ ତମେମାନେ କଣ ଓନ୍ଲି ଓଟିଇଟି ସେକ୍ସନଟା ପାଇବ। ପରେ ଯେତେବେଳେ ତମମାନଙ୍କର ଏସବୁ ସେକ୍ସନ ଗୁଡ଼ା ଧୀରେ ଧୀରେ ଯେତେବେଳେ ଅପଡେଟ୍ ହେଇଯିବ ଏଇ ନୋଟରେ, ସେତେବେଳେ ତମମାନେ ମତେ ଖାଲି ସିମ୍ପଲ୍ ମେସେଜ କରିଦବ। ଆଉ ଆଗରୁ ପେମେଣ୍ଟ କରିଛ ବୋଲି ପେମେଣ୍ଟ ହିଷ୍ଟ୍ରିଟା ବି ଯଦି ତମମାନେ ଦେଖେଇଦବ ନା, ତାହେଲେ ପୁଣି ଥରେ ଏଇ ସେମ୍ ପିଡିଏଫ୍‌ଟାକୁ ମୁଁ ତମମାନଙ୍କୁ ବି ସେଣ୍ଡ କରିଦେବି। ଠିକ୍ ଅଛି। ଆଉ ଏଇ ପିଡିଏଫ୍‌ରେ ତମମାନଙ୍କୁ ଆମର ଯୋଉ ଷ୍ଟାଟିଷ୍ଟିକ୍ସର ଯୋଉ ସେକ୍ସନଟା, ଆମର ଷ୍ଟାଟିଷ୍ଟିକ୍ସଟା ବହୁତ ବଡ଼ ଚାପ୍ଟର। ମୁଁ ଆଗକୁ ଯେତେବେଳେ ଏଏସ୍ଓ ପାଇଁ ଓପିଏସସି ଏଏସ୍ଓ ପାଇଁ ପଢେଇବି ଷ୍ଟାଟିଷ୍ଟିକ୍ସ, ସେତେବେଳେ ସବୁତିକ ଇଚ୍ ଆଣ୍ଡ ଏଭ୍ରି ଡିଟେଲ୍ ପିଲାମାନେ ପଢା ହବ। ପୁରା ଗୋଟେ ୱାନ୍ ସଟ୍ ଭିଡିଓ ଆସିବ, 4-5 ଘଣ୍ଟାର ପାଖାପାଖି ଗୋଟେ ଭିଡିଓ ଆସିବ। ଯୋଉଥିରେ କି ଓପିଏସସି ଏଏସ୍ଓ ପାଇଁ ହଉ, ଆଗକୁ ଯେତେ ବି କମ୍ପିଟିଟିଭ୍ ଏକ୍ସାମ ପାଇଁ ହଉ, ଯୋଉଠି ଷ୍ଟାଟିଷ୍ଟିକ୍ସ ଆସେ, ସେଥିରେ ଡିଟେଲରେ ମୁଁ ପଢେଇବି। କିନ୍ତୁ ଏବେ ଯେହେତୁ ତମର ଓଟିଇଟିରେ ଏତିକି ମାତ୍ର ସିଲାବସ୍ ଅଛି ନା, ତ ତମମାନେ ଯଦି ଚାହୁଁଛ ବି ହେଇ ମ୍ୟାଥମେଟିକ୍ସର ନୋଟ୍ସଟା ନେଇକି ପଢିବ ବୋଲି, ତ ତମମାନେ ନେଇକି ପଢିପାରିବ। ଏଇଟା ହେଲା ପିଲାମାନେ ମ୍ୟାଥର ନୋଟ୍ସଟା। ଯୋଉ ମ୍ୟାଥର ନୋଟ୍ସରେ ପିଲାମାନେ ମୁଁ ସବୁ ଚାପ୍ଟର ଯେତିକି, ଏଇଟା ପିଲାମାନେ ପରସେଣ୍ଟେଜର ଚାପ୍ଟରଟା ହେଲା। ଏଇଟା ହେଲା କଣ ପରସେଣ୍ଟେଜର ଚାପ୍ଟରଟା। ଇଚ୍ ଆଣ୍ଡ ଏଭ୍ରି ଚାପ୍ଟର ଯେକୌଣସି ବି ଚାପ୍ଟର ଅଛି, ସବୁ ଚାପ୍ଟର ପିଲାମାନେ ଏକ୍ସାମ୍ପଲ, ଡିଫରେଣ୍ଟ ଡିଫରେଣ୍ଟ ଏକ୍ସାମ୍ପଲ ହଉ, ଡିଫରେଣ୍ଟ କନସେପ୍ଟ ହଉ, ସବୁତକ କନସେପ୍ଟ, ସବୁତକ ଏକ୍ସାମ୍ପଲ ପିଲାମାନେ ଡିଟେଲ ପିଲାମାନେ ମୁଁ ଏଠି ଦେଇଛି। ଆଉ ଷ୍ଟାଟିଷ୍ଟିକ୍ସର ପିଲାମାନେ ବି ଡିଟେଲରେ ମୁଁ ଦେଇଦେବି। ଠିକ୍ ଅଛି। ଯଦି ତମମାନେ ମ୍ୟାଥର ବି ନୋଟଟା ବି ଯଦି ପରଚେଜ କରିବାକୁ ଚାହୁଁଛ, ତାହେଲେ ବି ସେମ୍ ବେଶୀ ଟଙ୍କା ନୁହଁ, ସେମ୍ 100 ଟଙ୍କା ଦେଇକି ବି ତମମାନେ ପରଚେଜ କରିପାରିବ। ଠିକ୍ ଅଛି। ଏଇଟା ହେଲା ମ୍ୟାଥର ନୋଟ୍ସଟା। ତମମାନେ ଆଉ ଥରେ ବି ଦେଖେଇ ଦଉଛି ଦେଖ। ଏଇଟା କୋଉ ଚାପ୍ଟରଟା ଆମେ ପରସେଣ୍ଟେଜ। ଏଇଟା ଆମେ ତଳେ ସେମ୍ ପରସେଣ୍ଟେଜ ବି ଚାଲିଛି। ଦେଖ ପୁରା ଡିଟେଲରେ ଇଚ୍ ଆଣ୍ଡ ଏଭ୍ରି ପଏଣ୍ଟ, ଯେମିତି ଭେନ୍ ଡାଇଗ୍ରାମ ହଉ, ମାନେ ଯାହା ବି ହଉ, ସବୁ ପୁରା ଡିଟେଲରେ ପିଲାମାନେ ନୋଟ୍ସ ପିଲାମାନେ ପୁରା ଦିଆଯାଇଛି। ତମମାନେ ଆକୁ ପିଲାମାନେ ପଢିକି ନେକ୍ସଟ ଲେବୁଲକୁ ପିଲାମାନେ ନେଇପାରିବ ତମ ପାଠ ପଢାଟାକୁ। ଠିକ୍ ଅଛି ନା। ଏବେ ପିଲାମାନେ ଆମେ କୋଉଠି ନା ଥିଲେ, ଗୋଟେ ମିନିଟ୍, କୋଉଠି ନା ଥିଲେ, ରେଞ୍ଜ। ରେଞ୍ଜଟା ପିଲାମାନେ ଆମେ ବୁଝିଗଲେ ନା। ଏବେ ଆମେ ବୁଝିବା ପିଲାମାନେ ମିନ୍। ତମେ ଯେକୌଣସି ବି ନୋଟ୍ ନିଅ, ସବୁ 100 ରୁପିଜ ଦେଇକି ତମମାନେ ନୋଟ୍ ବି ପରଚେଜ କରିପାରିବ। ନମ୍ବର ହେଲା 7894749676, ନହେଲେ ଡେସ୍କ୍ରିପସନରେ ପିଲାମାନେ ନମ୍ବର ପିଲାମାନେ ଅଛି। ତମମାନେ ମେସେଜ କରିକି ପରଚେଜ କରିପାରିବ। ଦେଖ ଆମେ ପିଲାମାନେ ରେଞ୍ଜ ବୁଝିଗଲେ। ରେଞ୍ଜ ମାନେ କଣ ବୁଝିଲେ? ରେଞ୍ଜ ମାନେ ଆମେ ବୁଝିଲେ ହାଇଏଷ୍ଟ ଭ୍ୟାଲୁ ଡିଭାଇଡେଡ୍ ବା ସରି ହାଇଏଷ୍ଟ ଭ୍ୟାଲୁ ମାଇନସ୍ ଲୋଏଷ୍ଟ ଭ୍ୟାଲୁ। ଆଙ୍କର ଯୋଉ ଡିଫରେନ୍ସଟା ସେଇଟା ହେଲା କଣ? ରେଞ୍ଜ। ଠିକ୍ ଅଛି। ସେମିତି ମିନ୍ ପିଲାମାନେ କଣ? ମିନ୍ ହେଲା ଆଭରେଜ। ତମେ ଗୋଟେ ତମକୁ ମନେକର ବହୁତ ସାରା ଡାଟା ଦିଆଗଲା, ତାର ଯାହା ଆଭରେଜ ଯାହା ବାହାରିବ ସେଇଟା ହେଲା ମିନ୍। ମାନେ ଆଭରେଜ ମାନେ ହିଁ ମିନ୍। ଠିକ୍ ଅଛି। ବା ମିନ୍‌କୁ ଅଦରୱାଇଜ ପିଲାମାନେ ଆମେ ଆଭରେଜ କହୁ। ଆଭରେଜ ମାନେ କଣ ପିଲାମାନେ, ଯଦି ତମମାନେ ଜାଣିନ, ଯଦି ସପୋଜ ତମମାନଙ୍କୁ ମୁଁ ସଂଖ୍ୟା ଦେଲି, ଗୋଟେ ମନ ଇଚ୍ଛା ମୁଁ ସଂଖ୍ୟା ଦଉଛି ଦେଖ, 8, 9, 10, 15, 8, 9, 10, 15, ତାପରେ 2 ହେଲା। ମୁଁ ତମକୁ ପଚାରିବି ପିଲାମାନେ ଆର ଆଭରେଜ ବାହାର କର। ତମମାନେ କେମିତି ଆଭରେଜ ବାହାର କରିବ? ତମମାନେ ପ୍ରଥମେ ଏଇ ସବୁତ ସଂଖ୍ୟା ଗୁଡାକୁ ମିଶେଇ ଦବ। 8 ପ୍ଲସ୍ 9 ପ୍ଲସ୍ 10 ପ୍ଲସ୍ 15 ପ୍ଲସ୍ 2 ମିଶେଇ ଦବା। ଆମେ ଦେଖ 8 2 10 10 20 20 15 ହେଲା 35 35 5 ହେଲା କେତେ? 35 5 ହେଲା 40 4 44 ତ 44 ଡିଭାଇଡେଡ୍ ବାଇ 1 2 3 4 5 ତ 5 ହେଇଯିବ ଡିଭାଇଡେଡ୍ 5। ଆକୁ ଯଦି ଆମେ କରିବା 8 5 40 40 4 ହେଲେ ପଏଣ୍ଟ ପିଲାମାନେ ଆମର ହେଇଯିବ 8 ମାନେ 8.8 ଏଇଟା ହେଲା ପିଲାମାନେ ହେଲା ଆଭରେଜ। ମାନେ ଯେତୁଟା ସଂଖ୍ୟା ଦେଇଥିବ ସେତିଟା ସଂଖ୍ୟାକୁ ଆମେ ମିଶେଇ ଦବା, ଆଉ ମାନେ ଯେତୁଟା ସଂଖ୍ୟା ତଳେ ପିଲାମାନେ ଡିଭାଇଡ୍ କରିଦବା। ମାନେ ବା ନମ୍ବର ଅଫ ଯେତୁଟା ସଂଖ୍ୟାର ନମ୍ବର ପିଲାମାନେ ଏଇଟା ଆମେ ଡିଭାଇଡ୍ କରିଦବା। ଯେମିତି କି ଏଇଠି ଗୋଟେ ଏକ୍ସାମ୍ପଲ ତମମାନେ ଦେଖ, ଆଉ ଏଇଟା ଯୋଉ ବାହାରିଲା ଏଇଟା ଆଭରେଜ ହବ, ଆଉ ଆକୁ ପିଲାମାନେ ଅଦରୱାଇଜ ମିନ୍ ବି କହନ୍ତି। ଏଠି ପିଲାମାନେ ଦେଖ ଅଛି ପିଲାମାନେ 6 ପ୍ଲସ୍ 11 ପ୍ଲସ୍ 7 ପିଲାମାନେ 14 ପ୍ଲସ୍ 12। ଏ ସବୁତକ ସଂଖ୍ୟା ମିଶେଇ ଦବା। ତଳେ ପିଲାମାନେ କାହା ସହ ଡିଭାଇଡ୍ କରିବା? 1 2 3 4 5 ଯେତୁଟା ସଂଖ୍ୟା ଦେଇଛି ସେତୁଟା ପିଲାମାନେ ଡିଭାଇଡ୍ କରିଦବା। ଏଠି ପିଲାମାନେ 5ଟା ସଂଖ୍ୟା ଦେଇଛି, ତାକୁ ପିଲାମାନେ ଆମେ ଡିଭାଇଡ୍ କରିଦବା। ତାହେଲେ ଆମର ବାହାରି ପଡିବ 6 11 7 14 12। 14 7 21 21 6 ହେଲା 27 27 ଇଏ ହେଲା 11 5 4 ହେଲେ 2 ହେଲା 50। ତ 50 ଡିଭାଇଡେଡ୍ ବାଇ 5 ଆମର ହେଲା 10। ମାନେ ଆର ମିନ୍ ପିଲାମାନେ କେତେ ବାହାରି ପଡିଲା? ଆମର 10 ବାହାରି ପଡିଲା ମିନ୍। ଏଇଟା ହେଲା ମିନ୍ ବା ତମମାନେ ଅଦରୱାଇଜ ପିଲାମାନେ ଆଭରେଜ ବି କହିପାରିବ। ଠିକ୍ ଅଛି। ଏବେ ପିଲାମାନେ ଆସ କ୍ୱେଶ୍ଚିନ୍ ନମ୍ବର 4 କୁ। କ୍ୱେଶ୍ଚିନ୍ ନମ୍ବର 4 ବି ଅଛି ଦେଖ, ଆମକୁ ମିନ୍ ବାହାର କରିବାକୁ କହିଛି। କ୍ୱେଶ୍ଚିନ୍ ନମ୍ବର 4 ମିନ୍ ଅଫ ଦ ଫଲୋଇଂ ଡାଟା। ଏଇ ଡାଟାର ମିନ୍ ବାହାର କରିବ। ତ ତମମାନେ କେମିତି ମିନ୍ ବାହାର କରିବ? ତମମାନେ ଏଇ ସବୁତ ସଂଖ୍ୟାକୁ ମିଶେଇ ଦିଅ। 23 ପ୍ଲସ୍ 15 ପ୍ଲସ୍ 34 ପ୍ଲସ୍ 18 ପ୍ଲସ୍ 22 ପ୍ଲସ୍ 38 ସବୁତକ ମିଶେଇ ଦେଲ। ତଳେ ପିଲାମାନେ କାହା ସହ ଡିଭାଇଡ୍ କରିବ? ଯେତେଟା ନମ୍ବର ପିଲାମାନେ 1 2 3 4 5 6 6ଟା ନମ୍ବର, ତଳେ ପିଲାମାନେ 6 ଦ୍ୱାରା ଡିଭାଇଡ୍ କରିଦବା। 3 5 8 12 12 8 20 20 22 22 30 3 0 3 8 3 5 6 6 3 9 17 18 3 15 ଟୋଟାଲ 150 ହେଇଗଲା। 150 ବାଇ 6 ତ 150 ବାଇ 6 କଲେ 25 ଚୌକ 150। ତ 25 ଲେଖିଦବା। 25 ଯୋଉଟା ଏଇଟା ଯୋଉ 25 ଥିଲା ଏଇଟା ହେଲା ଆଭରେଜ, ଏଇଟା ହେଲା ମିନ୍। ଠିକ୍ ଅଛି।
କୋଉଠି ଅଛି ଅପସନ ନମ୍ବର ବି ରେ ଅଛି 25 ଠିକ ଅଛି। ତ ତମମାନେ ଏଇଠୁ ଜାଣ ଯେ ତମର ମିନ୍ କହିବାକୁ ଗଲେ ମିନ୍ ହେଲା କଣ ଆଭରେଜ। ଏଠି ମୁଁ ଆଉ ଟିକେ ଭଲସେ ଲେଖି ଦଉଛି ବି ଏଠି ମିଡିଆନ ର ଏଇ ସାଇଡ ରେ ମୁଁ ଭଲସେ ଲେଖି ଦଉଛି ଯୋଉଟା ତମେ ନୋଟ ବନେଇଦବ। ନୋଟ ବନେଇଲେ ଚଳିବ ନ ବନେଇଲେ ବି ଚଳିବ ମାନେ ଅଛି ମ୍ୟାଥ ର ନୋଟ୍ସ ରେ ବି ଅଛି ପେଡାଗୋଜି ରେ ଯେ ତମର ଅଛି ଏଟା ସିଲାବସ ରେ ସେ ପେଡାଗୋଜି ନୋଟ୍ସ ରେ ବି ଅଛି ଡିଟେଲ ରେ। ନୋଟ ବନେଇଲେ ଚଳିବ ନ ବନେଇଲେ ଚଳିବ କିଛି ଅସୁବିଧା ନାହିଁ ହେଲା। ଆଉ ଯୋଉମାନେ ପରଚେଜ ନ କରିବ ସେମାନେ ବନେଇବା ବହୁତ ଜରୁରୀ। ଯୋଉମାନେ ନିଜେ ଲେଖିକି ନୋଟ ବନଉଛନ୍ତି ନା ସେମାନଙ୍କ ପାଇଁ ବେଶୀ ଜରୁରୀ ନାହିଁ। ଦେଖ ମିନ୍ ମାନେ ହେଲା ଫର୍ମୁଲା ଟା ଲେଖିଦିଅ ତମ ମାନେ କି ସମ୍ ଅଫ ଅଲ୍ ସମ୍ ଅଫ ଅଲ୍ ନମ୍ବର given in the data divided by ଆମର ଟୋଟାଲ ନମ୍ବର ମାନେ ଯେତେଟା ନମ୍ବର ଆମକୁ ଦେଇଛି ସେତେଟା ନମ୍ବର ପିଲାମାନେ ତଳେ ଡିଭାଇଡ କରିଦବା ଏଇଟା ହେଲା ପିଲାମାନେ ହେଲା ଆମର ମିନ୍। ଠିକ ଅଛି ଏଇଟା ହେଲା ଫର୍ମୁଲା ଏଇଟା ତମାନେ ଦେଖିଦବ। ଏବେ ଚାଲ ଯିବା ଆମେ ନେକ୍ସଟ ଜିନିଷଟା ବୁଝିବା ସେଟା ହେଲା କଣ ମିଡିଆନ। ମିଡିଆନ ଟା ଆମେ ବୁଝିବା ଏବେ। ମିଡିଆନ ପିଲାମାନେ କଣ ମିଡିଆନ ହେଲା ଯେ ଆମକୁ ଯେତେ ସବୁ ଡାଟା ମିଳିଯାଇ ନଥିବ ଯେମିତି କି ତମମାନଙ୍କୁ ସାଙ୍ଗେ ସାଙ୍ଗେ କହିଲି କି ଗୋଟେ ଗାଁକୁ ଗଲ ତମେ ଗୋଟେ ଗାଁକୁ ଗଲ ତମେ କଣ ସର୍ଭେ କରିବାକୁ ସେ ଗାଁରେ ମନେକର ଗୋଟେ ଘରେ ଅଛନ୍ତି 18 ଜଣ ଲୋକ ଗୋଟେ ଘରେ ଅଛନ୍ତି 20 ଜଣ ଲୋକ ଗୋଟେ ଘରେ ବେଳେ ବେଳେ ବି ତମାନଙ୍କୁ 25 ଜଣ ଲୋକ ବି ଦେଖିବାକୁ ମିଳନ୍ତି ଗୋଟେ ଗୋଟେ ଘରେ ଅଛନ୍ତି 4 ଜଣ ଗୋଟେ ଗୋଟେ ଘରେ ଅଛନ୍ତି 8 ଜଣ ଗୋଟେ ଗୋଟେ ଘରେ 10 ଜଣ ଏଇଭଳିଆ ଏବେ ଯୋଉ ତମାନେ ଦେଖିବାକୁ ମିଳୁଥିବ ବା ଅଲଗା ଅଲଗା ଡାଟା ଯୋଉ ମିଳିବ ତମମାନଙ୍କୁ ନା ତମକୁ ପଚାରିବ ଏଇ ସବୁତକ ଡାଟାର ପିଲାମାନେ ମିଡିଆନ କେତେ ତମାନେ କେମିତି ବାହାର କରିବ ତମାନେ ଆକୁ ପିଲାମାନେ ଆସେଣ୍ଡିଂ ଅର୍ଡର ଲେଖିଦବ। ମୁଁ ଆଉ ଡାଟା ନେଇଯାଉଛି ଆଉ ଡାଟା ନେଇଯାଉଛି 12 ନେଇଯାଉଛି ହେଲା ଗୋଟେ ଘରେ 12 ତ ତମାନେ ତାକୁ କହନା ବଡରୁ ସାନ କ୍ରମରେ ବା ସାନରୁ ବଡ କ୍ରମରେ ଆସେଣ୍ଡିଂ ଅର୍ଡର ବା ଡିସେଣ୍ଡିଂ ଅର୍ଡର ତମେ ଯେମିତି ଲେଖ ବେଟର ବା ଆସେଣ୍ଡିଂ ଅର୍ଡର ଲେଖିଦବ। ଆସେଣ୍ଡିଂ ଅର୍ଡରରେ ତମେ ଲେଖିଦବ ପ୍ରଥମେ ପିଲାମାନେ ସବୁଠୁ ସାନଟା ଲେଖିବ 4 ତାପରେ ଟିକେ ନାକୁ ବଡ ହେଲା 8 ତାପରେ ବଡ ହେଲା 10 ତାପରେ ବଡ ହେଲା 12 ତାପରେ ହେଲା 18 ତାପରେ ହେଲା 20 ତାପରେ ହେଲା କଣ 25 ତମେ ତାକୁ ଆସେଣ୍ଡିଂ ଅର୍ଡର ଲେଖିଦେଲ। ତ ଯେତେବେଳେ ତମେ ତାକୁ ଆସେଣ୍ଡିଂ ଅର୍ଡର ଲେଖିଦବ ନା ତ ସବୁଠୁ ମଝି ନମ୍ବର ଯୋଉଟା ସେଇଟା ହେଲା ପିଲାମାନେ ମିଡିଆନ। ମାନେ ମିଡିଆନ କହିବାକୁ ଗଲେ ଏଇଠି ମୁଁ ଲେଖି ଦଉଛି ମଝି ସଂଖ୍ୟା ଯୋଉ ସଂଖ୍ୟାଟା ସବୁବେଳେ ମଝିରେ ଅଛି ନା ସେଇଟା ହେଲା ତମର ମିଡିଆନ। ଠିକ ଅଛି 5 ନମ୍ବର କ୍ୱେଶ୍ଚିନ୍ ପିଲାମାନେ ଦେଖ କ୍ୱେଶ୍ଚିନ୍ ଅଛି ହ୍ୱାଟ ଇଜ ଦ ମିଡିଆନ ଅଫ ଦ ଫଲୋଇଂ ଡାଟା ଏଇ 5 ନମ୍ବର କ୍ୱେଶ୍ଚିନ୍ ଦେଖ ଆର ମିଡିଆନ ପିଲାମାନେ ବାହାର କରିବା ତ ଆମେ ପ୍ରଥମେ କଣ କରିବା ପିଲାମାନେ ଆକୁ ପ୍ରଥମେ ଆମେ ଆସେଣ୍ଡିଂ ଅର୍ଡରରେ ପିଲାମାନେ ସଜେଇକି ଲେଖିଦବା। ସବୁଠୁ ସାନ କୋଉଟା 19 ତାପରେ ଟିକେ ନାକୁ ବଡ କୋଉଟା ହବ ତାଠୁ ଟିକେ ବଡ ହେଇଯିବ 28 ତାଠୁ ଟିକେ ନାକୁ ବଡ ହେଇଯିବ ଆମର କେତେ 35 ତାଠୁ ଟିକେ ବଡ ହେଇଯିବ 41 ତାଠୁ ଟିକେ ବଡ ହେଇଯିବ 50 ଦେଖ ସବୁଠୁ ମଝିରେ କୋଉଟା ଅଛି 35 ତ 35 ହେଲା ମିଡିଆନ। ଠିକ ଅଛି ତ ମିଡିଆନ ଟା ନା ଗୋଟେ ବହୁତ ଇଜି ଜିନିଷ ମାନେ ବହୁତ ଇଜି ତମେ ମାନେ ଇଜିଲି ପିଲାମାନେ ଆଇଡେଣ୍ଟିଫାଇ କରିପାରିବ ମିଡିଆନ କଣ ମୋଡ କଣ କିନ୍ତୁ ପ୍ରୋବ୍ଲେମ ପିଲାମାନେ ଆସେ ବା ମିଡିଆନ ସଲ୍ଭ କଲା ବେଳେ ଯେତେବେଳେ ପ୍ରୋବ୍ଲେମ ଆସେ ଯେତେବେଳେ ତମମାନଙ୍କୁ ଇଭେନ କେସ୍ ଦେଇଦିଏ। ଇଭେନ କେସ୍ କଣ ତମମାନଙ୍କ ମନେ କ୍ୱେଶ୍ଚିନ୍ ଆସିବ କି ସାର୍ ଆପଣ ତ କହିଲେ ସବୁଠୁ ମଝି ସଂଖ୍ୟାଟା ହେଲା ମିଡିଆନ କିନ୍ତୁ ଏବେ କହୁଛନ୍ତି ଇଭେନ କେସ୍। ଦେଖ ଏଇ ଯୋଉ ସଂଖ୍ୟା ଗୁଡା ଦେଖ ଏଇ ସଂଖ୍ୟା ଗୁଡାକୁ କାଉଣ୍ଟ କର ଆକୁ ମୁଁ ଇରେଜ କରିଦଉଛି ଏଠି ଦେଖ ଏଇ ସଂଖ୍ୟା ଗୁଡାକ କାଉଣ୍ଟ କର ଯେମିତି କି 1 2 3 4 5 ମାନେ ଟୋଟାଲ ପାଞ୍ଚଟି ସଂଖ୍ୟା ଅଛି ଏଇ ପାଞ୍ଚଟି ସଂଖ୍ୟା ମାନେ କଣ ପାଞ୍ଚଟା କଣ ଗୋଟେ ଅଡ ନମ୍ବର ଯେତେବେଳେ ତମକୁ ଅଡ ନମ୍ବର ଦେଇନଥିବ ତମେ ମାନେ ମଝି ସଂଖ୍ୟାଟାକୁ ବାହାର କରିଦବ ସେଇଟା ହେଲା ମିଡିଆନ। ଯେମିତି ଏଠି ବି ଦେଖ ଏଠି ଦେଖ 1 2 3 4 5 6 7 ଏଠି ସାତଟା ସଂଖ୍ୟା ଦେଇଛି ଯେହେତୁ ସାତଟା ସଂଖ୍ୟା ଗୋଟେ ଅଡ ନମ୍ବର ତ ତମେ କଣ କରିବ ମଝି ନମ୍ବରଟା ପିଲାମାନେ କେତେ ମଝି ନମ୍ବରଟା ଯେତିକି ହେଇଥିବ ମଝି ନମ୍ବରଟା ତମର ସବୁ ଏଟା ଆର ଆନ୍ସର ବି ବାହାର କରିଦଉଛି ଦେଖ କ୍ୱେଶ୍ଚିନ୍ ନମ୍ବର 6 ଟା ଦେଖ ବଡରୁ ସାନ କ୍ରମରେ ସଜେଇ ଦବା ଦେଖ 3 ସବୁଠୁ ସାନ ହେଲା 2 ଆସିବ ତାପରେ ଆସିବ 3 ଆସିବ ତାପରେ କେତେ ଆସିବ ତାପରେ ଆସିବ 7 ଆସିବ ତାପରେ 9 ଆସିବ 12 ଆସିବ 14 ଆସିବ 15 ଆସିବ 1 2 3 4 5 6 7 ସାତଟା ସଂଖ୍ୟା ଯେତେବେଳେ ସାତଟା ସଂଖ୍ୟା ଦେଇଥିବ ନା ତ ତମାନେ ସବୁବେଳେ କଣ କରିବ ନା ମଝି ନମ୍ବରଟା ହେଲା ମିଡିଆନ ମଝି ନମ୍ବରଟା ହେଲା ମିଡିଆନ ଏତିକି ଇଜି ମିଡିଆନ। କିନ୍ତୁ ବେଳେ ବେଳେ କଣ ନା ସାତଟା ସଂଖ୍ୟା ବଦଳରେ ତମକୁ ଦେଇଦେଇଥିବ ଆଠଟା ସଂଖ୍ୟା ଦେଇଦେଇଥିବ ବେଳେ ବେଳେ ନହେଲେ 12ଟା ସଂଖ୍ୟା ଦେଇଦେଇଥିବ ତ ତମାନେ ଏଇ କେସରେ ମିଡିଆନ କେମିତି ବାହାର କରିବ ଆସନ୍ତୁ ସେସବୁ ଜିନିଷ ବୁଝିବା ତାପରେ ଆମେ କ୍ୱେଶ୍ଚିନ୍ କୁ ଯିବା। ଦେଖ କୁଆଡେ ଗଲା ଦେଖ ଯେତେବେଳେ ତମକୁ ଏଇ ଯୋଉ ସାତଟି ସଂଖ୍ୟା ଯେତେବେଳେ ତମକୁ ସରି ଯେତେବେଳେ ତମକୁ ଆଠଟି ସଂଖ୍ୟା 12ଟି ସଂଖ୍ୟା 16ଟି 16ଟି ସଂଖ୍ୟା 4ଟି ସଂଖ୍ୟା ଏଇଭଳିଆ ବି ଇଭେନ କେସ୍ ଦେଇଥିବ ନା ସେଇ ଟାଇମରେ ତମେ କଣ କରିବ ନା ସପୋଜ ଟୋଟାଲ ସଂଖ୍ୟା ବା ଟୋଟାଲ ନମ୍ବର ଯେତିକି ଦେଇଛି ସେତିକି ମୁଁ ଯଦି ଏନ୍ ନେଇଯାଏ ନା ବା ଟୋଟାଲ ଆମକୁ ଯେତିକି ବି ନମ୍ବର ଦେଇଛି ବା ନମ୍ବର ଅଫ ଅବଜରଭେସନ ବା ନମ୍ବର ଅଫ ଡାଟା ଏଠି ମୁଁ ଲେଖିଦଉଛି ଟୋଟାଲ ନମ୍ବରଟା ଲେଖିଦେଲେ ଟିକେ ଭୁଲ ହେଇଯିବ ମୁଁ ଏଠି ଲେଖିଦଉଛି
ଦେଖ ଏଠି ମୁଁ ଲେଖି ଦଉଛି ନମ୍ବର ଅଫ ଅବଜରଭେସନ ବା ଏଠି ଲେଖି ଦଉଛି ନମ୍ବର ଅଫ ଡାଟା। ତାକୁ ପିଲାମାନେ ଯଦି n ନେଇଯାଏ ନା ମାନେ ଟୋଟାଲ ଯେତିକି ନମ୍ବର ଅଫ ଡାଟା ଅଛି ତାକୁ ମୁଁ n ନେଇଯିବି ଠିକ ଅଛି ନା। ଏଇ କେସ୍ ଦିଟାକୁ ଅବଜର୍ଭ କର ଡାଇରେକ୍ଟ ବୁଝିଗଲା କଟିଗଲା କି ଛାଡ଼। ଦେଖ ଏଠି ପିଲାମାନେ 1 2 3 4 5 ଯଦି ଏଠି ପାଞ୍ଚଟା ସଂଖ୍ୟା ଅଛି ନା ତ n ଏଠି 5 ହେଇଯିବ। ଏଠି ପିଲାମାନେ ଦେଖ 1 2 3 4 5 6 7 ଏଠି ପିଲାମାନେ n କେତେ ହେଇଯିବ 7 ହେଇଯିବ ଠିକ ଅଛି। ମାନେ ଯେତୁଟା ଅବଜରଭେସନ ଥିବ ବା ଏଠି ଲେଖି ଦଉଛି ନମ୍ବର ଅଫ ଅବଜରଭେସନ ବା ନମ୍ବର ଅଫ ଡାଟା ଯେତିକ ସବୁ ଡାଟାର ବା ଯେତିକ ନମ୍ବର ଦେଇଥିବ ତାକୁ ପିଲାମାନେ n କହନ୍ତି ହେଲା। ଏଠି ପିଲାମାନେ n କେତେ ଅଛି ପାଞ୍ଚଟା ଅଛି ଏଇ 5 ଅଛି ଏଇ 5ଟା କଣ ଗୋଟେ ଅଡ ନମ୍ବର। ଏଠି n କେତେ ଅଛି 7 ଅଛି 7ଟା ପିଲାମାନେ କଣ ଗୋଟେ ଅଡ ନମ୍ବର ଠିକ ଅଛି। ଯେତେବେଳେ ତମମାନଙ୍କୁ ଅଡ ନମ୍ବରର ପିଲାମାନେ ଡାଟା ବାହାର କରିବାକୁ କହିବ ନା ଯେତେବେଳେ ଅଡ ନମ୍ବର ଡାଟା ବାହାର କରିବାକୁ କରିବ ସେତେବେଳେ ତମମାନେ କେମିତି କାଲକୁଲେଟ କରିବ ତମମାନେ n ପ୍ଲସ 1 ଡିଭାଇଡେଡ ବାଇ 2 ଠିକ ଅଛି। ଏଠି ପିଲାମାନେ ଦେଖ ଏଠି n କେତେ ଅଛି 1 2 3 4 5 6 7 ଏଠି 7 ଅଛି ତ 7 ପ୍ଲସ 1 ଡିଭାଇଡେଡ ବାଇ 2 7 ଏକ କେତେ ହେଇଯିବ 8 ବାଇ 2 ଇଜ ଇକ୍ୱାଲ ଟୁ କେତେ 4 ତ 4 ନମ୍ବର ଟର୍ମ ବା फोर्थ टर्म ହେଲା आंसर 4 नंबर टर्म देख आमको ताको असेंडिंग ऑर्डर ताको सजाया प्रथमे असेंडिंग ऑर्डर सजेले ये जो 2 3 7 9 तापर केते 12 14 15 4 नंबर टर्म केते 1 2 3 4 ऑप्शन नंबर हला 9 9 टा हला आंसर सॉरी 4 नंबर टर्म केते आर हला 9 हला 4 नंबर टर्म तो 9 हला आंसर ठीक अछि नले अदरवाइज त माने एमती देखि भी पारथुबो टिके नाकू लागलु भी हेगला तो टिके इरेज कर दबा देखो एटा मु इरेज टे कर दूतबा देखो आको लिखिदेले 2 2 तापर 3 2 3 7 9 14 तापर हला सॉरी 12 हबो ना एटी 12 लिखिदबा ଏଇଟା ହେଇଯିବ 12 ତାପରେ 14 ତାପରେ 15 ଠିକ ଅଛି। ତ ମାନେ ଏମିତି ଇଜିଲି ବି ଦେଖିପାରୁଥିବ ଏପଟେ ତିନିଟା ସଂଖ୍ୟା ଏପଟେ ତିନିଟା ସଂଖ୍ୟା ମଝିରେ ହେଲା 9 ତମେ ଇଜିଲି ଏମିତି ବାହାର କରିପାର ନହେଲେ ଫର୍ମୁଲା ଏଇଟା ହେଲା ଅଡ୍ କେସରେ ଫର୍ମୁଲା ପିଲାମାନେ କଣ ପଡିବ n ପ୍ଲସ 1 ଡିଭାଇଡେଡ୍ ବାଇ 2 n ପିଲାମାନେ ଏଠି କେତେ ଅଛି n ହେଲା 7ଟି ସଂଖ୍ୟା 1 2 3 4 5 6 7 ତ n ହେଲା 7 7 ପ୍ଲସ 1 ଡିଭାଇଡେଡ୍ ବାଇ 2 ଇଜ ଇକ୍ୱାଲ ଟୁ କେତେ ବାହାରି ପଡିବ 8 ବାଇ 2 ଆମର ବାହାରିବ 4 ମାନେ फोर्थ टर्म ହେଲା आंसर। तो फोर्थ टर्म केते अछि 1 2 3 4 आग पटु जाउ कि 4 कि पछ पटु 4 जा फोर्थ टर्म केते अछि 9 तो 9 हला आंसर बा 9 हला हमर कोन मीडियन आ मीडियन माने सब बेले कोन मझी संख्या कोन ना मीडियन ठीक अछि गोटे मिनिट किंतु पिला माने जते बेले एटा त हम ऑड केस रे बुझी गले इजीली हम जानि दवा जे मझी संख्याटा एई ऊपर भी देखो ऊपर जो एग्जांपल टा सेटा भी देखो पिला माने ऊपर पिला माने सब सानो कोडा अछि 19 तापर हला 28 तापर हला हमर केते 19 28 35 तापर हला 41 तापर हला 50 तो सबटु मझी संख्या केते 35 ठीक अछि 35 35 हला सबटु मझी संख्या तो एइटा हला कोन हे जो मीडियन तो आमे पिला माने जेते बेले ऑड केस नउचे सेते बेले कोन ना आमे जानि परिबा जे मझी संख्याटा हला मीडियन एथिरे हमर किछ असुविधा नै किंतु जेते बेले हमर इभेन केस हे जिवो जेते बेले हमर इभेन केस जेते बेले हमर हे जिवो सेते बेले आमे केमिति बाहर करबा बा इभेन केस रे आमे मीडियन टा केमिति बाहर करिया चलो सेटा बुझिबा कोठी आरपट स्लाइड कि बारी एठी पिला माने बुझे दउछु कारण खाली अछि एठी जेते बेले इभेन केस आसीबो ना सेते बेले तार फार्मूला हला n/2 प्लस n/2 प्लस n/2 प्लस 1 डिवाइडेड बाय पिला माने हमर 2 ठीक अछि n माने कोन n हला टर्म n हला nth टर्म बा सॉरी n हला नंबर ऑफ ऑब्जर्वेशन बा नंबर ऑफ डाटा ऑलरेडी पिला माने बुझे भी देछि n माने कोन n/2 माने कोन सपोज हमकु देछि 8 टी टर्म देछि हला 8 टी टर्म देछि ए टर्म देछि आमे कोन करबा ना n/2 प्रथम बाहर करबा n/2 माने कोन n/2 हला 8/2 प्लस 8 8/2 माने केते हिजो 4 4 1 5 डिवाइडेड बाय पिला माने हिजो 2 ठीक अछि 8/2 तो 8/2 केते हिजो 4 4 1 5 हला एठी पिला माने केते हिजो 8/2 एठी भी 4 हिजो एठी भी 4 हिजो तो 5 4 पिला माने केते हिजो 9 9/2 माने हिजो इजो 4.5 तो तो 4.5 माने कोन हमकु तो 4 नंबर टर्म पाइ जिबा 5 नंबर टर्म पाइ जिबा तो 4.5 माने कोन 4.5 माने हला जे जेमिति कि देखो एठी पिला माने गोटे टर्म अछि देखो एठी पिला चारोटी टर्म अछि देखो एठी
1 2 3 4 4 टर्म अछि 8 नंबर एग्जांपल टाको ऑब्जर्व करो 4 टर्म अछि 1 2 3 4 4 टर्म अछि सपोज सबटु सानो सबटु कोटा सबटु सानो हला 78 तापर 85 तापर 88 तापर 92 ठीक अछि एठी पिला माने n हमर केते n हला हमर 1 2 3 4 4 हला हमर n ठीक अछि जदि 4 यदि हमर n ताले फार्मूला पके दबा फार्मूला माने कोन n/2 देखो एबे फार्मूला रे मु बते देबी आ बादे शॉर्टकट रे भी बतेबी तमाने जमा व्यस्त होबा दरकार नै फार्मूला टा तमाने टिके ना एपट सेपट लागुथो बा टिके माइंड रे पसु नथिबो फार्मूला किछि मन रखिया दरकार नै मु जेतल तमाने पाठ पढेबी ना फार्मूला तमाने जमा ही पढेबिनी तमाने फार्मूला शिखेबी फार्मूला टे इन सब एमिति गोटे जिंस अछि फार्मूला तुम यूज करके शॉर्ट रे बाहर कर परबो किंतु मु सब बेले तुमको ना शॉर्ट मेथड ही शिखेबी फार्मूला बाद सेटा आसीबो ठीक अछि देखो तो तुम माने कोन करबो n/2 कर दबो प्लस n n/2 प्लस 1 डिवाइडेड बाय पिला माने 2 n पिला माने एटी केते 4/2 माने 2 हे जिवो 4/2 माने केते 2 प्लस 1 केते जो 3 3/2 माने 5/2 माने केते 2.5 आसीबो 2.5 टर्म एटी पिला माने देखो एटा ला पिला माने केते 2 नंबर टर्म एटा ला केते 3 नंबर टर्म 2.5 माने कोन ई मझी टर्म ला 2.5 टर्म बुझि पारे कि ना कथा जदि तमानु पचारे कि एथि जो सेट टा दिया जायछि ए सेट रे ए जो सेट टा दिया जायछि ए सेट रे पिला माने 2 नंबर टर्म केते 2 नंबर टर्म टा ला केते 85 3 नंबर टर्म टा केते 88 4 नंबर टर्म टा केते 92 जदि पचारे ताल त माने इजीली पिला माने कहि दे परिबो किंतु जदि तमानु पचारे 2.5 नंबर टर्म टा केते बा कोठी अछि तो तमाने इजीली केमिति बाहर करबो 8.5 बा 85 आउ 88 मझिर जो संख्याटा रहबो सेटा ला 2.5 टर्म मान ताल तमे केमिति बाहर करबो 85 प्लस 88 डिवाइडेड बाय 2 कर दबो ए मझि संख्याटा पाइ जो पिला मन तमाने तो 85 आउ 88 दीटा को जदि मिसे दबा ई पाखा पाखी 8 5 13 3 ही रखि दबा तापर 8 8 16 को 17 172 डिवाइडेड बाय 2 तो हमर भारी पडियो केते 86.5 भारी पडिबो तो 86.5 हला मीडियन ठीक अछि जदि तुम माने फॉर्मूला मन रखि पारछ बेले मन रखो किछि असुविधा नै अदरवाइज सबुटु पिला माने बेस्ट मेथड हला सबुटु बेस्ट मेथड हला तुम माने केमिति बाहर करबो तुम माने प्रथमे एई जो संख्या टी कहि ताको पिला माने असेंडिंग ऑर्डर पिला माने सजे कि प्रथम रखि दियो असेंडिंग ऑर्डर माने कोन सानो रु बडो प्रथम सानो कोन सानो हला 6 तापरे 9 तापरे 11 तापरे 14 तापरे 18 तापरे 18 पर केते जो 22 ठीक अछि सजे कि रखितलो सजे कि रखितला परे मझी दुईटी संख्या आइडेंटिफाई करो देखो प्रथमरु ये 3 रहिगला प्रथमरु ये 3 रहिगला मझिरे दुईटी संख्या रहउची गोटे हला 11 और 14 ए 11 और 14 मझिरे जो संख्याटा आसीबो सेटा हला पिला माने हला मीडियन ठीक अछि 11 पिला माने 11 तो मझि संख्याटा हम केमिति पाइबा 11 प्लस 14 डिवाइडेड बाय 2 कर दबा तो 11 14 हमर केते हे जिवो 11 14 हमर पाखा पाखी हे जाउची 25 25 डिवाइडेड बाय 2 ताले केते हे जिवो 12.5 हो ई 12.5 हला कोन मीडियन ठीक अछि जेतिकि भी संख्या जदि पिला माने ऑड रे अछि तो भलो कथा मझि संख्या जदि इभेन अछि ना तो मझि दुईटी संख्या को आइडेंटिफाई करबो ताको पिला माने मिसेई कि तळे दुई गोटे हरि दबो मझि संख्याटा पाइ जाय सेटा तोर मीडियन एठी पिला माने केते अछि 12.5 अछि एई केस टा भी आसा आउथरे बुझि दबा तापर हम नेक्स्ट जिबा कोना मोड टा को बुझिबा जेमिति देखो 78 85 88 92 आको पिला माने प्रथमे लिखि दबा ऑर्डर लिखि दबा 78 85 88 तापर 92 त सजे कि हम लिखि देले एबे देखो मझी संख्या दुईटी कोन 85 आ 88 आको दिटा मिसे दबा केते जो 173 डिवाइडेड बाय 2 हमर केते भारी पड़बो 86.5 एटा पिला माने मीडियन माने मझी संख्या आ कोन बुझि पाइलो तमानकु ऑड केस रे बुझे देली तमानकु इवन केस रे बुझे देली तमानकु डीटा केस पला भलो भाबरे बुझे देली हैला एबे चलो जे पिला माने नेक्स्ट क्वेश्चन को एबे पिला माने आमे बुझि गले कोन 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 बुझिले पिला माने ताको डिस्कशन कर दबा देखो आमे रेंज विषय बुझि गले रेंज माने कोन जे तो हाईएस्ट वैल्यू थिबो आ लोएस्ट वैल्यू थिबो तार डिफरेंस टा पिला माने कोन रेंज ठीक अछि मीन पिला माने बुझि गले माने मीन कहै गले ऑब्वियसली कथा एवरेज माने जेति की वैल्यू दिया जाइथिबो बा जेति को नंबर दिया जाइ तो सब तक मिसे दबा तले जेतिकीटा नंबर थिबो तले डिवाइड कर दबा आमे कोन मीन पाइ जिबा आ मीन माने ही एवरेज मीडियन भी बुझी गले मीडियन माने कोन मझी संख्या जो संख्याटा सबटु मझी रे थिबो सेटा ला मीडियन जदि हमको ऑड केस दिया जाइथिबो ऑड रे तो अवश्य कथा मझी संख्याटा हम इजिली देखिकी आइडेंटिफाई करदा मझी संख्याटा किंतु जदि हमको इवन केस दिया जाइथिबो इवन केस दिया जाइतो सेते बेला हम कोन करबा ना मझी रे जो दुईटी संख्या रहतो पेयर जो दुईटी संख्या रहतो से दुईटी संख्या को मिसेई की तळे पिला माने दुईटी डिवाइड कर दबा हमें कोन ना इवन केस रे हमें मीडियन पाइ जिबा ठीक अछि आ ऑलरेडी तुमको दुईटी एग्जांपल ले हम बुझी देली एबे हमें कोन बुझिबा ना मोड कोन ठीक अछि मोड कोन हमें भला भाबरे बुझिबा देखो तमाने जानिथिबो तमानकु जदि गोटे पॉपुलेशन रो बहुत सारा डाटा दिए जाय ना बहुत सारा डाटा बार बार रिपीट हुए जेमिति कि सपोज तमे गोटे गाँ रो मु तुमको गाँ बार बार कमे कहला गाँ रो पिला माने रिव्यू दोछि कारण तमे जेतले जनगणना करबोनी अवश्य कथा तमे प्राइमरी स्कूल टीचर हैला पर तमे जनगणना को जिवो हे जनगणना ना ई सब जिनिस बहुत काम दिए पूरा प्रैक्टिकल लाइफ रे पूरा प्रैक्टिकल एग्जांपल तमानकु बतै देली ए सब जिनिस बहुत काम दिए देखो मोड रे पिला माने कोन करबो ना
ତମମାନଙ୍କୁ ସପୋଜ ଗୋଟେ ସିଟି ବା ଗୋଟେ ଭିଲେଜ ବା ସପୋଜ ଏଇ ସବୁ ଛାଡ଼ ବା ସିଟି ଭିଲେଜ ଛାଡ଼ ତମମାନଙ୍କୁ ସପୋଜ କିଛି ଡାଟା ଦିଆଗଲା ହେଲା ସେଇ ଡାଟାରେ ନା ଯୋଉ ଭ୍ୟାଲୁଟା ସବୁବେଳେ ବାର ରିପିଟ୍ ହଉଛି ନା ସେଇଟା ହେଲା ପିଲାମାନେ ମୋଡ। ଏଠି ମୁଁ ଲେଖି ଦଉଛି ମୋଡ ଇଜ ଇକ୍ୱାଲ ଟୁ ମୋଡ ଇଜ ଇକ୍ୱାଲ ଟୁ ଦିଆଯାଇଥିବା 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 ଡାଟାରୁ ଯେଉଁ ଡାଟାଟା ବା ଯେଉଁଠି ଯେଉଁଠି ଅଧିକ ଅଧିକ ଥର ରିପିଟ୍ ହେଇଥିବ ସେଇଟା ହେଲା ମୋଡ। ସେଇଟା ମୋଡ ମାନେ କଣ ଯେମିତି କି ଦେଖ ଏଠି ଯୋଉ ଡାଟା ଗୁଡା ଦିଆଯାଇଛି କୋଉ ଡାଟାଟା ଅଧିକ ରିପିଟ୍ ହେଇଛି ତମେ ଦେଖିପାରୁଥିବ 8 ଦିଥର ରିପିଟ୍ ହେଇଛି କିନ୍ତୁ 9 ଏଠି ପିଲାମାନେ 3 ଥର ରିପିଟ୍ ହେଇଛି ତ ଆର ମୋଡ କଣ 9 ହିଁ ହବ ମୋଡ। କାରଣ ଦେଖ 9ଟା 1 2 3 3 ଥର ଆସିଛି 9 ତ ଆର ଆନ୍ସର ହବ 9। ଏଠି ପିଲାମାନେ ଦେଖ ଆର ପିଲାମାନେ ମୋଡ କେତେ ଏଠି ପିଲାମାନେ ଦେଇଛି ମୋଡ୍ସ ଲେଖିଛି ନା କୋଉ ଡାଟା ଦିଟାକ ଅଧିକ ଥର ରିପିଟ୍ ହେଇଛି ଦେଖ 25 ପିଲାମାନେ 2 ଥର ରିପିଟ୍ ହେଇଛି ବା 25ଟା ଆମର କେତେ ଥର ଆସିଛି 2 ଥର ଆସିଛି 14 ବି ଆମର 2 ଥର ଆସିଛି 14 ବି ଆମର କେତେ ଥର 2 ଥର ଆସିଛି 38 ଥରେ ଆସିଛି 19 ଥରେ ଆସିଛି 42 ଥରେ ଆସିଛି ତ ମୁଁ ପଚାରିବି ମୋଡ୍ସ ପିଲାମାନେ କେତେ ହବ ଯେହେତୁ 25 2 ଥର ଅଛି 14 ବି 2 ଥର ଅଛି ତ ମୋଡ୍ସ ପିଲାମାନେ ହବ କେତେ ଦିଟାକ 25 ଆଉ 14 ପିଲାମାନେ ଦିଟା ହବ ମାନେ ଯୋଉ ଡାଟାର ଅଧିକ ରିପିଟ୍ ହେଇଥିବ ଏଠି ପିଲାମାନେ ଦେଖ ପିଲାମାନେ 8 କେତେ ଥର ଆସିଥିଲା 8 ପିଲାମାନେ 2 ଥର ଆସିଛି ଏଠି ମୁଁ 2 ଲେଖି ଦଉଛି 9 ପିଲାମାନେ କେତେ ଥର ଆସିଥିଲା 3 ଥର ଆସିଛି ତାପରେ 10 ଥରେ 11 ଥରେ 7 ଥରେ 10 ଥରେ 11 ଥରେ ଆଉ ତାପରେ କେତେ 10 ଥରେ 11 ଥରେ 7 ବି ଏଠି ମୁଁ ଲେଖି ଦଉଛି 10 ପିଲାମାନେ ଏଠି ଥରେ 11 ଏଠି ଲେଖିଦେଲି ମୁଁ 10 ପିଲାମାନେ ଥରେ ଆସିଛି ତ ଦେଖ କୋଉ ଡାଟା ସବୁଠୁ ଅଧିକ ଥର ରିପିଟ୍ ହେଇଛି 9 ପିଲାମାନେ ଅଧିକ ଥର ରିପିଟ୍ ହେଇଛି ବା 9 ବାର ଆସିଛି ତ 9 ହେଲା ମୋଡ। ଠିକ ଅଛି ଏଇଟା ତ ଆମକୁ ସିମ୍ପଲ ଡାଟା ହେଲା ବେଳେ ବେଳେ କଣ ନା କ୍ୱେଶ୍ଚିନ୍ ପଚାରିଦବ ନା ଗୋଟେ ଫର୍ମୁଲା ଉପରେ ସେ ଫର୍ମୁଲାଟା ମନେ ରଖ ସେ ଫର୍ମୁଲାଟା ଏଠି ମୁଁ ଲେଖି ଦଉଛି ଏଠି ଲେଖି ଦଉଛି କି ମୋଡର ପିଲାମାନେ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଫର୍ମୁଲା ଥାଏ ସେଇଟା ହେଲା କଣ ଆମର 3 ମିଡିଆନ ମାଇନସ୍ 2 ମିନ୍ ଏଇଭଳିଆ କ୍ୱେଶ୍ଚିନ୍ ପଚାରେ କୋଉଟା ନା ଓ ଡବଲ ଏସ୍ ରେ ପଚାରେ ନହେଲେ ଓ ଟ୍ରିପଲ ଏସ୍ ରେ ବି ପଚାରେ ଠିକ ଅଛି ଆଉ ଆମର ପିଲାମାନେ ଯେତେବେଳେ ଓଟିଇଟି ର ବି ପ୍ରିଭିୟସ୍ ଇୟର ବି 4 ଥର ପଚାରିଛି ଓଟିଇଟି ର ପ୍ରିଭିୟସ୍ ଇୟର ତମେ ଦେଖିପାରିବ ଯଦି ପ୍ରିଭିୟସ୍ ଇୟର ଯଦି ତମେ ଦେଖିବ ନା ତ ଏବେ ରିସେଣ୍ଟ ଆ ପୂର୍ବ ବର୍ଷ ଯୋଉ ପ୍ରିଭିୟସ୍ ଇୟର ଉଠିବ ନା ସେଥିରେ ଏଇ ଟାଇପ ପୁରା କ୍ୱେଶ୍ଚିନ୍ ପୁରା ଡାଇରେକ୍ଟ ପିଲାମାନେ ପଚାରିଛି ଠିକ ଅଛି ମୋଡର ଗୋଟେ ଫର୍ମୁଲା ପିଲାମାନେ କଣ 3 ମିଡିଆନ ମାଇନସ୍ 2 ମିନ୍ ଠିକ ଅଛି ମିନ୍ କଣ ବୁଝି ଦେଇଛି ମିଡିଆନ କଣ ବୁଝି ଦେଇଛି ତମକୁ ଡାଇରେକ୍ଟ ପିଲାମାନେ ଏଇଭଳିଆ କ୍ୱେଶ୍ଚିନ୍ ଦବ କି ଯଦି ତମର ମିନ୍ ଦେଇଦେଲା 24 ମିଡିଆନ ଦେଇଦେଲା 20 ତ ତମକୁ ମୋଡ ପଚାରିବ ତ ମାନେ ମୋଡ କଣ ବାହାର କରିବ ମୋଡ ଇଜ ଇକ୍ୱାଲ ଟୁ କଣ 3 ମିଡିଆନ ତ 3 ଇଣ୍ଟୁ 20 ମାଇନସ୍ 2 ଇଣ୍ଟୁ ଏଇଟା ମାଇନସ୍ 2 ଇଣ୍ଟୁ ଆମର 24 ତ 24 ଦୁଗୁଣେ କେତେ ହେଇଯିବ 48 ତ 20 ତେଳି କେତେ ହେଇଯିବ 60 ତ 60 ରୁ ଆଉ ଯଦି 48 ଆମେ ମାଇନସ୍ କରିବା ତାହେଲେ ଆମର କେତେ ବାହାରି ପଡ଼ିବ 12 ବାହାରି ପଡ଼ିବ ଏଇ 12 ହେଲା ଆନ୍ସର ଠିକ ଅଛି ନା ତ ତମାନେ ଜାଣ ଯେ ଏଇ ଫର୍ମୁଲାଟା ପିଲାମାନେ ଖାତାରେ ନୋଟ୍ ବନେଇଦେବ ପୁରା ଇମ୍ପୋର୍ଟାଣ୍ଟ ଆଉ ଏଇ ଫର୍ମୁଲାଟା ବି ମୁଁ ନୋଟ୍ରେ ଦେଇଦେଇଛି ତମମାନଙ୍କୁ ଯେତେବେଳେ ମ୍ୟାଥର ନୋଟ୍ ଦେବି ସେଥିରେ ବି ମେନ୍ସନ୍ ଥିବ ଯେତେବେଳେ ତମ ଓଟିଇଟି ନୋଟ୍ ଥିବ ସେଥିରେ ତମର ମେନ୍ସନ୍ ଅଛି ଠିକ ଅଛି ସେମିତି ପିଲାମାନେ ଦେଖ ତ ଡାଟା ସେଟ୍ରେ ପିଲାମାନେ ମୋଡ୍ ପିଲାମାନେ ଦେଇଦେଲା ମିଡିଆନ ଦେଇଦେଲା ଆମକୁ ମିନ୍ ପଚାରିଛି ତ ଆମେ ଫର୍ମୁଲା ପକେଇଦେବା ମୋଡ୍ ଇଜ ଇକ୍ୱାଲ ଟୁ 3 ମିଡିଆନ ମାଇନସ୍ 2 ମିନ୍ ଠିକ ଅଛି ଦେଖ ମୋଡ ପିଲାମାନେ କେତେ ଦେଇଛି ମୋଡ ଦେଇଛି 18 18 ଇଜ ଇକ୍ୱାଲ ଟୁ ମିଡିଆନ କେତେ ଦେଇଛି 14 14 ଇଣ୍ଟୁ 3 ଇଜ ମାଇନସ୍ 2 ଇଣ୍ଟୁ ମିନ୍ ଠିକ ଅଛି ଠିକ ଅଛି ଦେଖ 14 ତିରିକି ଆମର କେତେ ଆସିବ 42 ଆସିବ ଠିକ ଅଛି 18 ଇଜ ଇକ୍ୱାଲ ଟୁ 42 ମାଇନସ୍ 2 ମିନ୍ ଠିକ ଅଛି ଏଠି ପିଲାମାନେ 42 ଟା ମୁଁ ଆରପଟୁ ଯଦି ନେଇଯିବି 42 ଟା ଦେଇଛି 1800 ତ 42 ରୁ 18 ଗଲେ ଆମର କେତେ ହେଇଯିବ 24 24 ହେଇଯିବ ମୁଁ ଏଠି ଲେଖି ଦଉଛି ମାଇନସ୍ 24 ଇଜ ଇକ୍ୱାଲ ଟୁ ମାଇନସ୍ 2 ମିନ୍ ଠିକ ଅଛି ମାଇନସ୍ ମାଇନସ୍ କଟିଯିବ ତ ମିନ୍ ଇଜ ଇକ୍ୱାଲ ଟୁ କେତେ ଆସିବ ଏଠି ଲେଖି ଦଉଛି ମିନ୍ ଯୋଉଠି କେତେ ଆସିବ ମିନ୍ ଆସିବ 12 ତ ଆନ୍ସର ଅଛି କୋଉଠି ଅପସନ ନମ୍ବର ଏ ରେ ଅଛି ଠିକ ଅଛି ତ ଏଇ ଫର୍ମୁଲାଟା ନା ବହୁତ ଇମ୍ପୋର୍ଟାଣ୍ଟ ଡାଇରେକ୍ଟ କ୍ୱେଶ୍ଚିନ୍ ପିଲାମାନେ ଓଟିଇଟି ରେ ପଚାରି ଦିଏ ତମର ଓ ଡବଲ ଏସ୍ ଓ ଟ୍ରିପଲ ଏସ୍ ବା ଆଗରୁ ଯେତେବେଳେ ତମେ ଜୁନିୟର ଟିଚର ଦବ ନା ଜୁନିୟର ଟିଚର ତମର ଷ୍ଟାଟିଷ୍ଟିକ୍ସ ଅଛି ତ ଏଇ ଫର୍ମୁଲାଟା ପିଲାମାନେ ଇମ୍ପୋର୍ଟାଣ୍ଟ ହବ ତ ଆମେ ପିଲାମାନେ ମିନ୍ ମିଡିଆନ ମୋଡ ପିଲାମାନେ ବହୁତ ଭଲ ଭାବରେ ବୁଝିଦେଲେ ଏବେ ଆମେ ବୁଝିବା କଣ ଷ୍ଟାଣ୍ଡାର୍ଡ ଡେଭିଏସନ ତ ଏବେ ଆମେ ପିଲାମାନେ ବୁଝିବା ବହୁତ ଇମ୍ପୋର୍ଟାଣ୍ଟ ଟପିକ ପିଲାମାନେ ଷ୍ଟାଣ୍ଡାର୍ଡ ଡେଭିଏସନ କାରଣ ତମମାନେ ଯେତିକ ସବୁ ପ୍ରିଭିୟସ୍ ଇୟର ଓଟିଇଟି ପେପର ଉଠେଇକି ଦେଖିଦିଅ ନା କାମ ପାଇଁ ସବୁତିକ ପେପରରେ ନା ଗୋଟିଏ ନା ଗୋଟିଏ କ୍ୱେଶ୍ଚିନ୍ ଷ୍ଟାଣ୍ଡାର୍ଡ ଡେଭିଏସନ ଥିବ ହିଁ ଥିବ
ମୁଁ ଖାସ କରି ପେପର 2 କଥା କହୁଛି ହେଲା। ପେପର 2 କଥା କହୁଛି। ତମାନେ ଯେକୌଣସି ବି ପେପର 2 ଉଠା, ଯେକୌଣସି ପ୍ରିଭିୟସ୍ ଇୟର ଉଠା, ଏଇ ଷ୍ଟାଣ୍ଡାର୍ଡ ଡିଭିଏସନରୁ ଗୋଟେ ନା ଗୋଟେ କ୍ୱେଶ୍ଚିନ୍ ଯେମିତି ହେଲେ ଥିବ। 2ଟା 3ଟା ବେଳେ ବି ରହିଯାଉଛି। ତମେ ଦେଖିବ ପ୍ରିଭିୟସ୍ ଇୟର। ତ ସେଇ ଯୋଗୁ ଷ୍ଟାଣ୍ଡାର୍ଡ ଡିଭିଏସନଟା କଣ ଆମେ ଭଲସେ ବୁଝିବା। ଏଇ ଥିଓରି ଫିଓରି କଣ ଲେଖା ହେଇଛି ତାକୁ ସେଇଥିରୁ ଆମର କିଛି ଜଣାଶୁଣା ନାହିଁ। ଆମେ ଡାଇରେକ୍ଟ ଏଇଠୁ ବ୍ଲାଙ୍କ ସାଇଡରୁ ପିଲାମାନେ ବୁଝିବା। ଏଇଠୁ ଯେଠୁ ସବୁ ଜିନିଷ ବୁଝିବା। ତାପରେ ଆମେ ଏଇ ଥିଓରି ଫିଓରି ଯୋଉ ଫର୍ମୁଲା ଗୁଡ଼ା ଲେଖା ହେଇଛି, ଫର୍ମୁଲା ତ କ୍ୱେଶ୍ଚିନ୍ ପଚାରୁଛି ନା। ଏଇ ଫର୍ମୁଲା ଯୋଉ ଲେଖା ହେଇଛି, ଏଇ ଫର୍ମୁଲାରୁ କ୍ୱେଶ୍ଚିନ୍ ପଚାରୁଛି। ଏ ଫର୍ମୁଲା ବି ବୁଝିବା। କିନ୍ତୁ ଆମେ ଡାଇରେକ୍ଟ ପିଲାମାନେ ବୁଝିବା ପ୍ରଥମେ ଷ୍ଟାଣ୍ଡାର୍ଡ ଡିଭିଏସନ କଣ, ତାପରେ ଏଇ ଫର୍ମୁଲା କଣ, କେମିତି ଡିରାଇଭ୍ ହେଲା, କଣ ହେଲା, ତମାନେ ପୁରା ଭଲସେ ଡିଟେଲରେ ସବୁ ଜିନିଷକୁ ପୁରା ବୁଝେଇଦେବି। କିଛି ବି ଟେନସନ ନବାର ନାହିଁ। ଏଇଟା ବଡ଼ ଫର୍ମୁଲା ଦେଖିକି ତମମାନଙ୍କର କିଛି ପିଲା ଥିବେ ଡରିକି ପଳେଇବେ ବୋଲି ଭାବିବେ, କିନ୍ତୁ କିଛି ଡରନି। ପୁରା ଇଜି ଜିନିଷ, ପୁରା ଇଜି ଜିନିଷ ହେଲା। ତମମାନେ ଖାଲି ଗୋଟେ ଜିନିଷ ମନେ ରଖିବାର ଅଛି ଷ୍ଟାଣ୍ଡାର୍ଡ ଡିଭିଏସନରେ। ଗୋଟେ କ୍ୱେଶ୍ଚିନ୍ ଥିଲା ପ୍ରିଭିୟସ୍ ଇୟରରେ କି ଆମର ତାଙ୍କ ନାଁଟା ମୋର ମନେ ପଡୁନି, ଗୋଟେ ମିନିଟ୍ ମୁଁ ତାକୁ ଚେକ୍ କରେ। ହଁ, କି ଆମର ଯୋଉ ଷ୍ଟାଣ୍ଡାର୍ଡ ଡିଭିଏସନଟା ପିଲାମାନେ କିଏ ଦେଇଥିଲେ? ଷ୍ଟାଣ୍ଡାର୍ଡ ଡିଭିଏସନଟା ମନେ ରଖ, ସିଏ ଦେଇଥିଲେ ଆମର କଣ ନା କର୍ଲ, କର୍ଲ ତାପରେ ଅ ପର୍ସନ ହେଲା। କର୍ଲ ପିୟର୍ସନ, ପିୟର୍ସନ ଗୋଟେ ମିନିଟ୍ ଗୋଟେ ଭଲସେ ଲେଖିଦେବା ନାଁଟା। ଏଇଠି ଲେଖିଦଉଛି କେ ଆର୍ ଏଲ୍ ପି ପିଇ ଏ ଆର୍ ପିୟର୍ସନ ହେଲା। କର୍ଲ ପିୟର୍ସନ ଯିଏକି ଆମର ଷ୍ଟାଣ୍ଡାର୍ଡ ଡିଭିଏସନ ଦେଇଥିଲେ ହେଲା। ଏଇ ନାଁଟା ଖାଲି ମନେ ରଖ। ଗୋଟେ ଆଇ ଥିଙ୍କ ପଚାରିନି କେବେ ହେଲେ, ମୋ ହିସାବରେ ପଚାରିଥିଲା ନା କଣ, ମୁଁ ଟିକେ ମୋର ମନେ ପଡୁନି, ଡାଉଟରେ ମୁଁ ଅଛି। କିନ୍ତୁ ଏଇ ନେମ୍ଟା ପିଲାମାନେ ତମେ ମନେ ରଖିଥିବା ଟିକେ ଇମ୍ପୋର୍ଟାଣ୍ଟ ହବ ଏଇ ନେମ୍ଟା ହେଲା। ମେ ବି କାଳେ ଆଗକୁ ପଚାରି ଦେଇପାରେ, କାରଣ ଗୋଟେ ଗୋଟେ କ୍ୱେଶ୍ଚିନ୍ ବା ଗୋଟେ ଗୋଟେ ମାର୍କ ହିଁ ମୋ ପାଇଁ ଇମ୍ପୋର୍ଟାଣ୍ଟ। ମୁଁ ତମକୁ ଯୋଉ ପଢଉନି, ତମକୁ ଯୋଉ ଏତେ ସମୟ ହେଲା ଯୋଉ ଥିଓରି ପଢେଇଲି ବା ଏତେ ଯୋଉ ଥିଓରି ଗୁଡ଼ା ପେଡାଗୋଜିର ଯୋଉ ୱାନ୍ ସଟ୍ ଥିଓରି ଗୁଡ଼ା ତମମାନେ ଯୋଉ ପଢା ହେଲା, ତ ସେସବୁ ପିଲାମାନେ ଇମ୍ପୋର୍ଟାଣ୍ଟ, ନୋ ଡାଉଟ୍ ସେସବୁ ଇମ୍ପୋର୍ଟାଣ୍ଟ ନୁହଁ। କିନ୍ତୁ ତାଠୁ ଅଧିକ ଏଇ ଷ୍ଟାଣ୍ଡାର୍ଡ ଡିଭିଏସନଟା ଇମ୍ପୋର୍ଟାଣ୍ଟ ଏଥିପାଇଁ, କାରଣ ଏଇଥିରୁ 2-3 ମାର୍କ ଆସିଛି, ପିଲାମାନେ କଣ ନା ଏଇଟା ହିଁ କରନ୍ତିନି, ଛାଡି ଦିଅନ୍ତି। କିନ୍ତୁ ମୋ ହିସାବରେ ନା ଟୋଟାଲ 30ରୁ 30 ମାର୍କ ଆମର ଟାର୍ଗେଟ ରହିବା ଦରକାର। ଯେତେବେଳେ ବି ଯୋଉ ବି ଏକ୍ସାମ ପ୍ରିପାରେସନ ଆମେ କରୁଛେ ନା, ଫୁଲ୍ ଟୁ ଫୁଲ୍ ସ୍କୋର କରି ଆମର ହେଇଟା ଟାର୍ଗେଟ ରହିବା ଦରକାର। ତ ସେଥିପାଇଁ ମୁଁ ଷ୍ଟାଣ୍ଡାର୍ଡ ଡିଭିଏସନଟା ପୁରା ଡିଟେଲରେ ପିଲାମାନେ ଆମେ କଥା ହେବା। ମୁଁ ଏଇଠିକି ଆସୁଛି ହେରି, ଏ ଫର୍ମୁଲା ବିଷୟରେ ଆମେ କଥା ହେବା। ଦେଖ ଷ୍ଟାଣ୍ଡାର୍ଡ ଡିଭିଏସନ କଣ, ଯେମିତି କି ସପୋଜ ଗୋଟେ ସିରିଜ ମୁଁ ନେଇଯାଉଛି, ଗୋଟେ ରାଣ୍ଡମଲି ଗୋଟେ ସିରିଜ ନେଇଯାଉଛି। ଗୋଟେ ସିରିଜ ନେଇଯିବା କଣ 10, ତାପରେ 20, ତାପରେ ଆମର ନେଇଯିବା କେତେ 30, ତାପରେ 40, ତାପରେ 50। ଏଇଟା ଗୋଟେ ସିରିଜ, ଠିକ ଅଛି। ଯଦି ମୁଁ କହିବି ଏଇ ସିରିଜଟା ଯୋଉ ନେଲି ନା, ଏଇ ସିରିଜର ଆମେ ଷ୍ଟାଣ୍ଡାର୍ଡ ଡିଭିଏସନ ବାହାର କରିବା। ଠିକ ଅଛି, ଏଇ ସିରିଜଟା ଯୋଉ ମୁଁ ନେଲି, ସେଇ ସିରିଜର ଆମେ ଷ୍ଟାଣ୍ଡାର୍ଡ ଡିଭିଏସନ ବାହାର କରିବା। କେମିତି ବାହାର କରିବା, ପ୍ରଥମେ ମୁଁ କହିଦଉଛି ଟିକେ ନାକୁ ଓଭରଭ୍ୟୁ ତମମାନଙ୍କୁ ଦେଇଦଉଛି, ଯେମିତି କି ତମର ଆଇଡିଆ ପଳେଇ ଆସିବ। କାରଣ ଦେଖ, କାରଣ ଯେତେବେଳେ ଆମେ ଗୋଟେ ବଡ ଟପିକ ପଢିବା ନା, ତାକୁ ଯଦି ଆମେ ଫ୍ରାକ୍ସନରେ ଭାଙ୍ଗି ଭାଙ୍ଗି ପଢିବା ନା, ଜିନିଷଟା ଇଜି ହବ। ଠିକ ଅଛି, ଦେଖ ଏଇଟା ଗୋଟେ ତମମାନଙ୍କୁ କଣ, ଏଇଟା ଗୋଟେ ଦେଇଦେଲି ମୁଁ, କଣ ନା ଗୋଟେ ଡାଟା ଦେଇଦେଲି। ମୁଁ ଏବେ ଷ୍ଟାଣ୍ଡାର୍ଡ ଡିଭିଏସନ ବାହାର କରିବି। ତ ଷ୍ଟାଣ୍ଡାର୍ଡ ଡିଭିଏସନ ବାହାର କରିବା ପାଇଁ ପ୍ରଥମେ କଣ ନା, ଆର ମିନ୍ ବାହାର କରିବାକୁ ପଡିବ। ମିନ୍ ବିଷୟ ତମମାନଙ୍କୁ ବୁଝେଇ ଦେଇଥିଲି। ମିନ୍ ମାନେ କଣ, ଆଭରେଜ। ଆଭରେଜ ପ୍ରଥମେ ବାହାର କରିବାକୁ ପଡିବ। ଆଭରେଜ ପିଲାମାନେ କେମିତି ବାହାର କରିବେ, ପାଞ୍ଚଟାକ ସଂଖ୍ୟାକୁ ମିଶେଇ ଦିଅ। 10, 20, 30, 30, 60, 60, 40 ଆମର ହେଇଯିବ କେତେ, 60, 40 ହେଇଯିବ 100, 100, 100, 150। ତ 150 ଡିଭାଇଡେଡ ବାଇ 5 ଆମର କେତେ ହେଇଯିବ 30, ମାନେ ଆର ପିଲାମାନେ ମିନ୍ ବାହାରି ପଡ଼ିଲା 30, 30 ମିନ୍ ବାହାରି ପଡ଼ିଲା। ତ ଆମେ ଏବେ କଣ କରିବା ନା, ଗୋଟେ ଟେବୁଲ ବନେଇବା। ଏଠି ଗୋଟେ ଟେବୁଲ ବନେଇବା। ସେ ଟେବୁଲରେ ପିଲାମାନେ ଆମେ ଯେତେ ସବୁ ଭ୍ୟାଲୁ ଗୁଡ଼ା ଲେଖିନେ, ଏଇ ଭ୍ୟାଲୁ ଗୁଡ଼ା ନବା। ଭ୍ୟାଲୁରେ କଣ କଣ ନବା, 10 ନବା, 20 ନବା, 30 ନବା, 40 ନବା, 50 ନବା। ଏବେ ଆମେ କଣ ନା, ଆଉ ଗୋଟେ କଲମ ବନେଇବା। ଏଇଟା ଗୋଟେ କଲମ ବନେଇଲେ, ଏଠି ଆଉ ଗୋଟେ କଲମ ବନେଇବା, ଯୋଉଥିରେ କି ଆମେ କେତେ ଡେଭିଏଟ୍ ହଉଛି, ବା ଏଇ ଭ୍ୟାଲୁ ଟୁ ଏଇ ଯୋଉ ମିନ୍ ଟା କେତେ ଡେଭିଏଟ୍ ହଉଛି, ବା ମିନ୍ ଟୁ ଏଇ ଭ୍ୟାଲୁ ଟା କେତେ ଡେଭିଏଟ୍ ହଉଛି। ମୁଁ ଏଠି ଲେଖି ଦଉଛି ପୁରା ଭଲସେ, କେତେ କେତେ ଡେଭିଏଟ୍ ହେଉଛି। ଠିକ ଅଛି, କଣ ଡେଭିଏଟ୍ ହଉଛି ପିଲାମାନେ, 30 ରୁ ଭ୍ୟାଲୁ ଗୁଡ଼ା ଗୁଡ଼ା କେତେ କେ ହେଇଗଲା ପିଲାମାନେ, କେତେ ଅଧିକ ବା କମ, ଅଧିକ ବା କମ। ଠିକ ଅଛି, ଏଇ ଯୋଉ 30 ରୁ, କାରଣ ଆମର ମିନ୍ କେତେ ବାହାରି ପଡ଼ିଲା 30, 30 ରୁ ଏଇ ଭ୍ୟାଲୁ ଗୁଡ଼ା କେତେ ଡେଭିଏଟ୍ ହଉଛି, ବା ଅଧିକ ବା କମ, ଆମେ ଏଇଟା ବାହାର କରିବା। ଦେଖ 30 ରୁ ଆମର 10ଟା ପିଲାମାନେ କେତେ ବା କେତେ ଅଧିକ ବା କେତେ କମ, 20 କମ, ତ -20 ଲେଖିଦିଅ। 30 ରୁ ଏଇ ଯୋଉ 20ଟା କେତେ କମ, -10 କମ। 30 ରୁ 30ଟା ପିଲାମାନେ କେତେ କମ, 0। 30 ରୁ 40ଟା ପିଲାମାନେ କେତେ ଅଧିକ, 10 ଅଧିକ। 30 ରୁ 50ଟା ପିଲାମାନେ କେତେ ଅଧିକ, 30 ରୁ 50ଟା ପ୍ଲସ୍ 20 ଅଧିକ। ଠିକ ଅଛି, ଆମେ କଣ ନା ଡେଭିଏଟ୍ କେତେ ହଉଛି ବା 30 ରୁ କେତେ କମ ବା ଅଧିକ, ଆମେ ସେଇଟା ପିଲାମାନେ ବାହାର କରିଦେଲେ। ଏବେ ପିଲାମାନେ ଆମେ କଣ ବାହାର କରିବା, ଏଇ ଯୋଉ ଭ୍ୟାଲୁ ଗୁଡ଼ା ଆମେ ପାଇଲେନି, ତାର ପିଲାମାନେ ସ୍କୋୟାର ବାହାର କରିବା। ଯଦି ମୁଁ ଏଇ ଡେଭିଏଟ୍ କୁ ପିଲାମାନେ, ଯଦି ପିଲାମାନେ ମୁଁ ଡି ନେବି ନା, କେତେ ଡେଭିଏଟ୍ ତାକୁ ପିଲାମାନେ ଡି ନେବି, ତ ଆମେ କଣ କରିବା, ଏଇ ଡି ର ସ୍କୋୟାର ବାହାର କରିବା। ତ 20 ର ସ୍କୋୟାର କେତେ ହେଇଯିବ, 400। କାରଣ ସ୍କୋୟାର ହେଇଗଲା ନା, ଏଇ ମାଇନସ୍ ସାଇନ୍ ଗୁଡ଼ା ହଟିଯିବ ହେଲା। ଆଉ ପ୍ଲସ୍ ସାଇନ୍ ତ ଯେମିତି ସେମିତି ରହିବ। ତ 100 ର ସ୍କୋୟାର କେତେ, 100। ଆର ତ 0, ତାର 10 ର ସ୍କୋୟାର କେତେ ହେଇଯିବ, 100। ଏଠି ପିଲାମାନେ ହେଇଯିବ 400। ତ ଆମେ ସ୍କୋୟାର ବାହାର କରିଦେଲେ। ପୁଣି ଫର୍ଦର ଆର ପିଲାମାନେ ସ୍କୋୟାର ରୁଟ୍ ବାହାର କରିବା। ଠିକ ଅଛି, ମାନେ ପ୍ରଥମେ ଆମେ କଣ ନା ସ୍କୋୟାର ବାହାର କରିଦେଲେ। ଆମେ ଡେଭିଏସନ ପାଇଁ, ଆମେ ଏବେ ଡେଭିଏସନ ପାଇଁ
ଡେଭିଏସନ୍ ପାଇଁ ଡେଭିଏସନ୍ ପାଇଁ ଆମେ କଣ କରିବା ନା ଆର ସ୍କୋୟାର ରୁଟ୍ ବାହାର କରିବା। ଆର ସ୍କୋୟାର ରୁଟ୍ ମାନେ 400 ର ସ୍କୋୟାର ରୁଟ୍ କେତେ ହେଇଯିବ? 20 ହେଇଯିବ। ଆର ସ୍କୋୟାର ରୁଟ୍ କେତେ? 10 ହେଇଯିବ। ତ ଆମେ ଯୋଉ ସ୍କୋୟାର ରୁଟ୍ ଗୁଡ଼ା ବାହାର କରିବାନି ସେଇଟା ହିଁ ପିଲାମାନେ ଡେଭିଏସନ୍। ସେଇଟା ହିଁ ଆମର ଷ୍ଟାଣ୍ଡାର୍ଡ ଡେଭିଏସନ୍ ବା ଏଇ ସ୍କୋୟାର ଗୁଡ଼ା ବାହାର କରିକି ଆମେ ଯୋଉ କାଲକୁଲେସନ୍ କରିବା ସେଇଟା ହେଲା ପିଲାମାନେ ହେଲା କଣ ଆମର ଷ୍ଟାଣ୍ଡାର୍ଡ ଡେଭିଏସନ୍। ସେ କାଲକୁଲେସନଟା କେମିତି କରିବା ଆସ ତାକୁ ବୁଝିବା ଭଲ ଭାବରେ। କାରଣ ସେତେବେଳକୁ ଆମେ ଫର୍ମୁଲାଟା ଭଲସେ ବୁଝୁଥିବା ନା। ଏଇ ଯୋଉ ଫର୍ମୁଲାଟା ଅଛି ସେ ଫର୍ମୁଲାଟା ଭଲସେ ବୁଝୁଥିବା। ଏ କାଲକୁଲେସନ କେମିତି କରିବା ସେ ସବୁ ଜିନିଷଟା ଆମେ ବୁଝିବା। ଠିକ୍ ଅଛି। ମୁଁ ଏଠି ଆସୁଛି ପିଲା ବ୍ଲାଙ୍କ ସ୍ଲାଇଡକୁ ତାପରେ ଏଠି କ୍ୱେଶ୍ଚିନ୍ ଗୋଟେ ଅଛି ତାପରେ ଏଇ ଚାପ୍ଟରଟାକୁ ଏଣ୍ଡ କରିବା। ବହୁତ ସାରା ଜିନିଷ ଅଛି ତାକୁ ଏଣ୍ଡ କରିବା। ଠିକ୍ ଅଛି। ଏବେ ଦେଖ ତମମାନଙ୍କୁ ମୁଁ ଗୋଟେ ଓଭରଅଲ୍ ଆଇଡିଆ ଦେଇଦେଲି ତମମାନେ କେମିତି ଷ୍ଟାଣ୍ଡାର୍ଡ ଡିଭିଏସନ୍ ବାହାର କରିବ। ଠିକ୍ ଅଛି। ଏବେ ଦେଖ ତମମାନେ ଯେତେବେଳେ ତମେ ମାନେ ଯେତେବେଳେ ଆର ରୁଟ୍ ବାହାର କରିବ, ରୁଟ୍ ବାହାର କଲା ପରେ ତମେ କଣ ନା ମିନ୍ ଯେତିକି ଆମର ଯୋଉ ମିନ୍ ଥିବ ସେ ମିନ୍‌କୁ ଆମେ କାଲକୁଲେଟ୍ କରି ଷ୍ଟାଣ୍ଡାର୍ଡ ଡିଭିଏସନ୍ ବାହାର କରିବା। ଏଇ ଯୋଉ ଷ୍ଟାଣ୍ଡାର୍ଡ ଡିଭିଏସନ୍‌ଟା ଅଛି କୋଉଠି କହିଲ ଏଠି ଯୋଉ ଲେଖା ହେଇଛି ଷ୍ଟାଣ୍ଡାର୍ଡ ଡିଭିଏସନ୍। ଏଇ ଷ୍ଟାଣ୍ଡାର୍ଡ ଡିଭିଏସନ୍‌ଟା ନା ଗୋଟେ ଗ୍ରୀକ୍ ୱାର୍ଡରୁ ଆସିଛି। ଏଠି ମୁଁ ଲେଖିଦଉଛି ଗୋଟେ ମିନିଟ୍ ଏଠି ଲେଖିଦବା। ଏଇ ଯୋଉ ଷ୍ଟାଣ୍ଡାର୍ଡ ଡିଭିଏସନ୍‌ଟା ଗୋଟେ ଗ୍ରୀକ୍ ୱାର୍ଡରୁ ଆସିଛି। ଗ୍ରୀକ୍ ୱାର୍ଡ। ସେ ଗ୍ରୀକ୍ ୱାର୍ଡଟା ପିଲାମାନେ କଣ ଜାଣିଛ ନା? ଗ୍ରୀକ୍ ୱାର୍ଡ ହେଲା ସିଗ୍ମା। ଏଇଟାକୁ କଣ କହନ୍ତି? ସିଗ୍ମା। ସିଗ୍ମା ପିଲାମାନେ ଦୁଇ ପ୍ରକାର। ତମେ ଭାବନି ଯେ ଏଇ ସିଗ୍ମାର କେବଳ ଏଇ ଗୋଟିଏ ସିମ୍ବଲ, ସିଗ୍ମାର ଦୁଇଟା ସିମ୍ବଲ ଅଛି। ଏଇଟା ତ ଗୋଟେ ହେଲା ସିଗ୍ମା, ଆଉ ଗୋଟେ ସିଗ୍ମାର ସିମ୍ବଲ ହେଲା ଏଇଟା। ଏଇଟା ହେଲା ଗୋଟେ ସିଗ୍ମାର ସିମ୍ବଲ। ତମମାନଙ୍କ ମନେ ଆସିବନି ସାର୍ କଣ ଦିଟା ସିଗ୍ମା ଆସିଲାଣି। ଦେଖ ତମମାନେ ଯେତେବେଳେ ଇଂଲିଶର ଆଲଫାବେଟ୍ ପଢୁଛ ତ ତମମାନେ ଜାଣିଥିବ ଗୋଟେ କ୍ୟାପିଟାଲ ଏ ଅଛି ଆଉ ଗୋଟେ ସ୍ମଲ ଏ ଅଛି ସେମିତି ଯେତେବେଳେ ତମେ ଗ୍ରୀକର ଆଲଫାବେଟ୍ ପଢିବ ନା ଯେତେବେଳେ ତମେ ସିଗ୍ମାର ଗୋଟେ ଏଇଟା ହେଲା ସ୍ମଲ ସିଗ୍ମା, ଏଇଟା ହେଲା କଣ ନା କ୍ୟାପିଟାଲ ସିଗ୍ମା। ଠିକ୍ ଅଛି। ଯେମିତି ଗୋଟେ କ୍ୟାପିଟାଲ ଲେଟର ଆଉ ଗୋଟେ ସ୍ମଲ ଲେଟର ଆମର ଯୋଉ ଇଂଲିଶ ଆଲଫାବେଟରେ ସେମିତି ଗ୍ରୀକ୍ ଆଲଫାବେଟରେ ପିଲାମାନେ ଗୋଟେ ହେଲା ସ୍ମଲ ସିଗ୍ମା ଆଉ ଗୋଟେ ହେଲା କ୍ୟାପିଟାଲ ସିଗ୍ମା। ନର୍ମାଲି କ୍ୟାପିଟାଲ ସିଗ୍ମାର ପିଲାମାନେ ମିନିଂ ହେଲା ସମ୍। ସମ୍ ମାନେ ଯେତିକ ସଂଖ୍ୟା ଦେଇଥିବ ତାର ପିଲାମାନେ ମିଶାଣ ହେଲା ବା ସମ୍ ହେଲା ଯୋଉଟା ଆଗକୁ ମୁଁ ପଢେଇବି ମାନେ ଆ ମିନିଂ ହେଲା ସେଇ ହେଲା ସିଗ୍ମା। ଠିକ୍ ଅଛି। ଏତିକ ତ ତମମାନେ ପୁରା ଡିଟେଲ ପିଲାମାନେ ଜାଣିଦେଲଣି ହେଲା। ଏବେ ପିଲାମାନେ ଷ୍ଟାଣ୍ଡାର୍ଡ ଡିଭିଏସନଟାକୁ ଆମେ ପୁରା ଡିଟେଲରେ ପିଲାମାନେ ବୁଝିବା। ଠିକ୍ ଅଛି। ଟିକେ ସମୟ ନବା ବୁଝିବା ଭଲସେ କାରଣ ଥରେ ପଢିଲେ ସାରା ଜୀବନ ମନେ ରହିବ ସେଇଭଳିଆ ଭାବେ ବୁଝିବା। ଠିକ୍ ଅଛି। ତମମାନଙ୍କୁ ଏଇନା ପଢୁଥିଲା ପେଡାଗୋଜିରେ କି ତମମାନେ ଦି ପ୍ରକାର ପଢିବ। ଗୋଟେ ହେଲା ଉପରେ ଉପରେ ପଢିଦବ ଆଉ ଗୋଟେ ସବୁ ଜିନିଷକୁ ବୁଝିକି ପଢିବା ବା ଡିଟେଲ ପିଲାମାନେ ଏକ୍ସପେରିମେଣ୍ଟ କରିକି ପଢିବ। ଏବେ ଆମେ କଣ ନା ସବୁ ଜିନିଷକୁ ଏକ୍ସପେରିମେଣ୍ଟ କରିକି ଭଲ ଭାବରେ ବୁଝିବା। ଠିକ୍ ଅଛି। ଦେଖ ନର୍ମାଲି ଆମକୁ ଯେତେବେଳେ ଷ୍ଟାଣ୍ଡାର୍ଡ ଡିଭିଏସନ୍ ବାହାର କରିବାକୁ ଦିଆଯାଏ ନା ଆମକୁ ନର୍ମାଲି ଦୁଇଟି ଡାଟା ଉପରେ ବାହାର କରିବାକୁ ଦିଆଯାଏ। ପ୍ରଥମ ଡାଟା କଣ? ଗୋଟେ ହେଲା ଗ୍ରୁପ ଡାଟା। ଗ୍ରୁପ ଡାଟା। ଠିକ୍ ଅଛି। ଆଉ ସେକେଣ୍ଡ ପିଲାମାନେ ଆମର ହେଲା ଅନଗ୍ରୁପଡ ଡାଟା। ଅନଗ୍ରୁପ ଡାଟା। ନର୍ମାଲି ଡାଟା ଟିକେ ସ୍ପେଲିଂଟା ଠିକ୍ ଲେଖିଦବା। ଡାଟା। ନର୍ମାଲି ଯେତେବେଳେ ଆମକୁ କାଲକୁଲେସନ କରିବାକୁ ଦିଆଯାଏ, ଯେତେବେଳେ ଆମକୁ ଷ୍ଟାଣ୍ଡାର୍ଡ ଡିଭିଏସନ୍ କାଲକୁଲେସନ କରିବାକୁ ଦିଆଯାଏ, ସେତେବେଳେ କଣ ନା ଆମକୁ ଦୁଇଟି ଗ୍ରୁପରେ ଡାଟା ଦିଆଯାଏ। ତମମାନେ ଦେଖିଥିବ ଆଗକୁ ବି ଦେଖେଇଦେବି ତମମାନଙ୍କୁ ଏଠି ବି ନହେଲେ ଏକ୍ସାମ୍ପଲ ଦେଖେଇ ଦଉଛି। ଏବେ ଏଇ ଯୋଉ ଡାଟାଟା ଦିଆଯାଇଛି ଠିକ୍ ଅଛି 4, 6, 8, 10, 12 ଏଇଟା କଣ? ଏଇଟା ଗୋଟେ ଅନଗ୍ରୁପ ଡାଟା। ଯଦି ଗ୍ରୁପ ଡାଟା ଉପରେ କଥା କହିବା ଏଠି ଯୋଉ ଲେଖା ହେଇଥିବ ନା କୁଆଡେ ଗଲା? ହଁ ଏଇଠି ତ ଦେଖା ହେଇଛି ଦେଖ 10 ରୁ 14, 15 ରୁ 19, 20 ରୁ 24 ଏଇଟା ପିଲାମାନେ କଣ? ଏଇଟା ହେଲା ଗୋଟେ ଗ୍ରୁପ ବା ଏଇଟା ସବୁ ହେଲା ଗ୍ରୁପ ଡାଟା। ଠିକ୍ ଅଛି। ଏଇଟା ହେଲା ଗ୍ରୁପ ଡାଟା ଆଉ ଏଇଟା ହେଲା ପିଲାମାନେ ଅନଗ୍ରୁପ ଡାଟା। ଠିକ୍ ଅଛି। ତ ତମମାନଙ୍କୁ ଓଭରଅଲ୍ ଆଇଡିଆ ହେଇଗଲା। ମାନେ ହେଲା ଯେ ଅନଗ୍ରୁପ ଡାଟା ମାନେ ଆମେ କଣ କରିବା ଗୋଟେ ଡାଟା ପୁରା ଡାଟା ପୁରା ମେଥଡରେ ଥିବ ହେଲା। ପୁରା ସିମ୍ପଲ ମେଥଡରେ ଥିବ ମେଥଡ ଥିବ। କୌଣସି ବି ଗ୍ରୁପରେ କ୍ଲାସିଫାଇ ହେଇନଥିବ। ଏଠି କିନ୍ତୁ କଣ ନା ଏଠି ଦେଖ ଗ୍ରୁପରେ କ୍ଲାସିଫାଇ ହେଇଛି। ଗ୍ରୁପରେ ବା କ୍ଲାସ ଇଣ୍ଟରଭାଲ ଗୁଡା ଗ୍ରୁପରେ କ୍ଲାସିଫାଇ ହେଇଛି। କିନ୍ତୁ ଆମର ଗ୍ରୁପ ଡାଟାରେ ନା କୌଣସି ପ୍ରକାର ଗ୍ରୁପରେ କ୍ଲାସିଫାଇ ହେଇନଥିବ। ଠିକ୍ ଅଛି। ଖାଲି ପିଲାମାନେ ଇଣ୍ଡିଭିଜୁଆଲ ଭ୍ୟାଲ୍ୟୁ ଗୁଡା ଲିଷ୍ଟରେ ଥିବ। ଯେମିତି କି ପିଲାମାନେ ଗୋଟେ ଏକ୍ସାମ୍ପଲ ଦେଇଦଉଛି। ଗୋଟେ ଏକ୍ସାମ୍ପଲ ଦେଇଦଉଛି। ଗୋଟେ କ୍ଲାସରେ ସପୋଜ 8 ଜଣ ଷ୍ଟୁଡେଣ୍ଟ ଅଛନ୍ତି। ଗୋଟେ କ୍ଲାସରେ 8 ଜଣ ଷ୍ଟୁଡେଣ୍ଟସ୍ ଅଛନ୍ତି। ଠିକ୍ ଅଛି। 8 ଜଣ ଷ୍ଟୁଡେଣ୍ଟ ଅଛନ୍ତି। ସପୋଜ ଆମେ ଗୋଟେ ଟେଷ୍ଟ କଲେ ବା ଗୋଟେ ଏକ୍ସାମିନେସନ କଲେ ସମସ୍ତେ ମନେକର ଗୋଟେ ଏକ୍ସାମିନେସନ କଲେ ସମସ୍ତଙ୍କର ଏକ୍ସାମିନେସନ କଲେ 8 ଜଣ ଯାକ ନା ଅଲଗା ଅଲଗା ମାର୍କ ରଖିଲେ। ସପୋଜ ଜଣେ ରଖିଲା 12, ଜଣେ ରଖିଦେଲା 15, ଜଣେ ରଖିଦେଲା 14, ଆଉ ଜଣେ ରଖିଦେଲା 16, ଆଉ ଜଣେ ରଖିଦେଲା କେତେ 14, ସପୋଜ ଆଉ ଜଣେ ରଖିଦେଲା 13, କେତେ ଜଣ ହେଲେ 1, 2, 3, 4, 5, 6, 6 ଜଣ, ଆଉ ଜଣେ ରଖିଦେଲା କେତେ 18, ଆଉ ଜଣେ ରଖିଦେଲା କେତେ ନେଇଯିବା 10 ନେଇଗଲା। ତ ଏଇଟା ଗୋଟେ ନା ଡାଟା କୌଣସି ଗ୍ରୁପରେ ନାହିଁ। ଡାଇରେକ୍ଟ 12, 15, 14, 16, 14 ପୁଣି 13, 18, 20 ଏଇରା ନା ସବୁତକ ପିଲା ନା ଅନଗ୍ରୁପ ଡାଟା। ଠିକ୍ ଅଛି। ପୁରା ଫର୍ମାଟରେ ଅଛି। ଠିକ୍ ଅଛି। ଆମେ ଯେତେବେଳେ ଡାଇରେକ୍ଟଲି ପିଲାମାନେ ଏଥିରେ ବା ଏଇଥିରେ ଯେତେବେଳେ ଆମେ ଯେତେବେଳେ କୌଣସି ଭ୍ୟାଲୁ ବାହାର କଲେ ବା ଏଇ ଯୋଉ ଡାଟାଟା ଦେଇଛି ଏଥିରେ ପିଲାମାନେ ଯଦି ଆମେ ମିନ୍ ବାହାର କରିବା, ଆର ଯଦି ଆମେ ମୋଡ ବାହାର କରିବା,
ଆର୍ ଯଦି ଆମେ ପିଲାମାନେ ରେଞ୍ଜ ବାହାର କରିବା, ଯାହା ବି ପିଲାମାନେ ଆମର ବାହାର କରିବା, ଠିକ୍ ଅଛି? ଆମେ କଣ କରିବା? ଡାଇରେକ୍ଟ ଫର୍ମୁଲା ବାହାର କରିବା ବା ଡାଇରେକ୍ଟ ଫର୍ମୁଲା ପକେଇବା ବା ଷ୍ଟାଣ୍ଡାର୍ଡ ଡିଭିଏସନ୍ ଯଦି ବାହାର କରିବା, ଷ୍ଟାଣ୍ଡାର୍ଡ ଡିଭିଏସନ୍ ଯଦି ବାହାର କରିବା, ତ ଆମେ କଣ କରିବା ପିଲାମାନେ? ଡାଇରେକ୍ଟ ପିଲାମାନେ ଫର୍ମୁଲା ପକେଇବା, ଆମେ ଆନ୍ସର ପାଇଯିବା। ଠିକ୍ ଅଛି? ବା କୌଣସି ପ୍ରକାର କ୍ଲାସ୍ ଇଣ୍ଟରଭାଲ ନଥାଏ ଏଠିରେ ବା କୌଣସି ପ୍ରକାର ସେପାରେଟ ଡାଟା ପଏଣ୍ଟସ୍ କିଛି ବି ନଥାଏ। ସେଇ ଯୋଗୁ ଏଇ ଯୋଉ ଡାଟାଟାକୁ କୁହନ୍ତି ଆମର କଣ ନା ଅନଗ୍ରୁପ୍ ଡାଟା। ଠିକ୍ ଅଛି? ଏଇ ଡାଟାଟାକୁ ଆମର କଣ କହନ୍ତି? ଅନଗ୍ରୁପ୍ ଡାଟା। ଠିକ୍ ଅଛି? ବା ଆମକୁ ମାନେ କଣ ନା ତମମାନେ ପୁରା ଡିଟେଲ ବୁଝିଗଲ ନା ଅନଗ୍ରୁପ୍ ଡାଟା କଣ? ଠିକ୍ ଅଛି? ଯେହେତୁ କମ୍ ପିଲା, ଯେହେତୁ ଏଠି ପିଲାମାନେ 8 ଜଣ ପିଲା ବିଷୟରେ କଥା ହେଇଛି ଆଉ ଯେହେତୁ କମ୍ ପିଲା ନା ତ ଆମକୁ ଏଠି କୌଣସି ପ୍ରକାର ଗ୍ରୁପ୍ କରିବାକୁ ପଡ଼ିବନି। ଠିକ୍ ଅଛି? କିନ୍ତୁ ଯଦି ଗୋଟେ କ୍ଲାସରେ ବେଶୀ ପିଲା ଥିବେ, ଠିକ୍ ଅଛି? ଯଦି ଗୋଟେ କ୍ଲାସରେ ବେଶୀ ପିଲା ଥିବେ ମନେକର 500 ରୁ 1000 ପିଲା ଯଦି ଗୋଟେ କ୍ଲାସରେ ବସନ୍ତି, ନର୍ମାଲି ତ ଏତେ ପିଲା ନଥାନ୍ତି, ଫିର୍ ବି ଆମେ ଯଦି ଅନୁମାନ ଲଗେଇବା ଗୋଟେ ସ୍କୁଲରେ ଯଦି ସପୋଜ 2000 ପିଲା ଅଛନ୍ତି ପାଠ ପଢୁଛନ୍ତି, ଗୋଟେ ସ୍କୁଲରେ 2000 ପିଲା ପାଠ ପଢୁଛନ୍ତି। ସେଟା ଗୋଟେ ବହୁତ ବଡ ନମ୍ବର ହେଇଗଲା 2000 ଟା ଗୋଟେ ବହୁତ ବଡ ନମ୍ବର। ଏମିତି ଇଣ୍ଡିଭିଜୁଆଲି ଆମେ ସମସ୍ତଙ୍କର ମାର୍କ ଗୁଡା କାଉଣ୍ଟ ଫାଉଣ୍ଟ କରିବା ତ ବହୁତ କଷ୍ଟ ହବ ନା। ବୁଝ କି ନାଇଁ କଥା? ଯେତେବେଳେ ଡାଟା ଗୁଡା ନା ସିମ୍ପଲ ଫର୍ମାଟ ଥିବ ମାନେ 10 ଜଣଙ୍କର 12 ଜଣଙ୍କର ଯଦି ଆମେ ବାହାର କଲେ ତ ଆମର ଠିକ ଅଛି। ଆମେ ଅନଗ୍ରୁପ୍ ଡାଟା କରିକି ସେପାରେଟ କରି ବାହାର କରିଦବା। କିନ୍ତୁ ଯେତେବେଳେ ବହୁତ ହି ବେଶୀ ପିଲା ଥିବେ ସେତେବେଳେ ନା ଆମେ ଗ୍ରୁପ୍ କରିବାକୁ ବାଧ୍ୟ। ଠିକ ଅଛି? ସେତେବେଳେ ଗ୍ରୁପ୍ କରିବା ବାଧ୍ୟ ବା ଆମେ ଡାଟା ବା ଡିଫରେଣ୍ଟ ଗ୍ରୁପ୍ କରିକି ଡାଟା ଏଠି ଲେଖି ଦଉଛି ଡାଟା ସେଟ୍ ପିଲାମାନେ ଆମେ କରିବା ସେଇ ଟାଇମରେ ଯୋଉ ଟାଇମରେ ବହୁତ ସାରା ପିଲା ଥିବେ। ଠିକ ଅଛି? ଗ୍ରୁପ୍ ମାନେ କଣ କଣ? ମାନେ ଡାଟାକୁ ଆମେ ଅର୍ଗାନାଇଜ କରୁଛେ ଗ୍ରୁପରେ ତାକୁ ଆମେ କହିବା କଣ ନା କ୍ରାସ୍ ଇଣ୍ଟରଭାଲ ବୋଲି କହିବା, ଫ୍ରିକ୍ୱେନ୍ସି ବୋଲି କହିବା। ଯୋଉଠି ମୁଁ ଏଠି ଲେଖିଛି ବି ଯେତେବେଳେ ଆମେ ଗ୍ରୁପ୍ ଇଣ୍ଟରଭାଲ ଯେତେବେଳେ କରୁଛେ ସେତେବେଳେ ବା ବହୁତ ସାରା ଗ୍ରୁପକୁ ଯେତେବେଳେ ନଉଛେ ସେତେବେଳେ ଆମେ ସେଟାକୁ କ୍ଲାସ୍ ଇଣ୍ଟରଭାଲ ବୋଲି କହୁଛେ, ଫ୍ରିକ୍ୱେନ୍ସି ବୋଲି କହୁଛେ। ଠିକ ଅଛି ନା? ସେତେବେଳେ ତାକୁ ଫ୍ରିକ୍ୱେନ୍ସିରେ ସଜେଇବା, କ୍ରାସ୍ ଇଣ୍ଟରଭାଲରେ ସଜେଇବା, ଫ୍ରିକ୍ୱେନ୍ସିରେ ପିଲାମାନେ ତାକୁ ସଜେଇବା। ହେଲା? ତାପରେ ତାକୁ ପିଲାମାନେ ବହୁତ ସାରା ସେଇ କେସରେ ନା ବହୁତ ସାରା ଅଧିକ ପିଲା ବା ଅଧିକ ନମ୍ବର ଥିବ ହେଲା। ଏଇ ଏକ୍ସାମ୍ପଲଟା ମୁଁ ତମମାନଙ୍କୁ ବୁଝେଇ ଦଉଛି ତାପରେ ବେଟର ତମର ଅଣ୍ଡରଷ୍ଟାଣ୍ଡିଂ ହବ। ଦେଖ ଏଇ ଯୋଉ ଲେଖା ହେଇଛି ଯୋଉ ଏକ୍ସାମ୍ପଲଟା ଏଇ ଏକ୍ସାମ୍ପଲଟାକୁ ଆମେ ଟିକେ ଭଲସେ ବୁଝିଦବା। ଯେମିତିକି ଦେଖ ଏଠି ପିଲାମାନେ ଗୋଟେ କ୍ଲାସରେ ସପୋଜ 15 ଜଣ ଛୁଆ ଅଛନ୍ତି। ଏଇ ଯୋଉ ଫ୍ରିକ୍ୱେନ୍ସି ମାନେ ନମ୍ବର ଅଫ ଷ୍ଟୁଡେଣ୍ଟ। ଏଠି ମୁଁ ଲେଖି ଦଉଛି ନମ୍ବର ଅଫ ଷ୍ଟୁଡେଣ୍ଟ। ତାକୁ ପିଲାମାନେ ଆମକୁ ଫ୍ରିକ୍ୱେନ୍ସି କହନ୍ତି। ଠିକ ଅଛି? ନମ୍ବର ଅଫ ଷ୍ଟୁଡେଣ୍ଟ। ଠିକ ଅଛି? ଏଠି ଯୋଉ ଲେଖା ହେଇଛି ନା 10 ରୁ 14 ଗୋଟେ କ୍ଲାସରେ ସପୋଜ ମୁଁ ଏକ୍ସାମ କଲି। ଗୋଟେ କ୍ଲାସରେ ମୁଁ ଏକ୍ସାମ କଲି। 10 ରୁ 14 ଭିତରେ କେତେ ଜଣ ପିଲା ମାର୍କ ରଖିଛନ୍ତି? ଜଣିଏ ପିଲା ମାର୍କ ରଖିଛନ୍ତି। 15 ରୁ 19 ଭିତରେ କେତେ ଜଣ ପିଲା ମାର୍କ ରଖିଛନ୍ତି? 4 ଜଣ ପିଲା ମାର୍କ ରଖିଛନ୍ତି। 20 ରୁ 24 ଭିତରେ 2 ଜଣ ପିଲା ମାର୍କ ରଖିଛନ୍ତି। 25 ରୁ 29 ଭିତରେ ଆମର 3 ଜଣ ପିଲା ମାର୍କ ରଖିଛନ୍ତି। ମାନେ ଏଇ ଯୋଉ ପିଲା ଗୁଡା ରହିଲେନି ମାନେ କଣ ନା ଫ୍ରିକ୍ୱେନ୍ସି ବା ଗୋଟିଏ କ୍ଲାସଟାକୁ ଯଦି ଆମେ ସେପାରେଟ କରିବା ସପୋଜ ମନେକର 12 ମାର୍କ ଜଣେ ରଖିଛି। ସପୋଜ ଗୋଟେ ଗୋଟେ ପିଲା ରଖିଛି 15 ମାର୍କ, ଗୋଟେ ପିଲା ରଖିଛି 14 ମାର୍କ, ସରି 14 ନୁହଁ ତ ଗୋଟେ ପିଲା ରଖିଛି 16 ମାର୍କ, ଗୋଟେ ପିଲା ପୁଣି ଫର୍ଦର ରଖିଛି କେତେ ମାର୍କ? ଗୋଟେ ପିଲା ରଖିଛି 17 ମାର୍କ, ଗୋଟେ ପିଲା ଆଉ ଗୋଟେ ପିଲା ବି ରଖିଛି 17 ମାର୍କ। 1 2 3 4 ତ 4ଟି ପିଲା ହେଇଗଲେ। ଏଇ 4ଟି ପିଲା ମାନଙ୍କର ଆମର କୋଉ କୋଉ ଭିତରେ ଅଛନ୍ତି? 15 ରୁ 19 ଭିତରେ ଅଛନ୍ତି। 15 ରୁ 19 ଭିତରେ ଆମର କେତେ ଜଣ ଅଛନ୍ତି? 4 ଜଣ ପିଲା ଅଛନ୍ତି। ତ ଏଇ ଯୋଉ ଜିନିଷଟା ମିଳିଲା ଏଇଟା କଣ? ଆମେ ତ ଗୋଟେ ଗ୍ରୁପ ବା କ୍ଲାସ ଇଣ୍ଟରଭାଲ ଭାବରେ କରିକି ମୁଁ ଏମିତି ଲେଖିଥାନ୍ତି ଗୋଟେ ପିଲା ରଖିଛି 15 16 17 17 ଏମିତି ରଖିଛି ଗୋଟେ ଗୋଟେ ପିଲା ଅଲଗା ଅଲଗା ପିଲା ରଖିଛନ୍ତି। କିନ୍ତୁ ମୁଁ କଣ ନା ତାକୁ ଏମିତି ନ ଲେଖି ମୁଁ ଡାଇରେକ୍ଟ ଲେଖିଦେଲି ଯେ 15 ରୁ 19 ଭିତରେ 4 ଜଣ ପିଲା ଅଛନ୍ତି। ଠିକ ଅଛି ନା? ଏଇଟାକୁ କହନ୍ତି ନା ବା ଏଇ ଯୋଉ ସଜେଇକି ରଖିଲି ବା ଟେବଲ ଫର୍ମାଟ ଲେଖିଲି ତ ଏଇଟାକୁ ପିଲାମାନେ ଫ୍ରିକ୍ୱେନ୍ସି ବୋଲି କହନ୍ତି। ଆଉ ଏଇ ଯୋଉ ଗୋଟେ ଗୋଟେ ଗ୍ରୁପ କଲି ନା ଏଇ ଗ୍ରୁପଟାକୁ କ୍ଲାସ ଇଣ୍ଟରଭାଲ ବୋଲି କହନ୍ତି। କଣ ପାଇଁ ଗ୍ରୁପ କଲି? କାରଣ ଦେଖ ଗୋଟେ କ୍ଲାସରେ ନା ବା ଗୋଟେ ଗ୍ରୁପରେ ପିଲାମାନେ ନା ବା ଗୋଟେ ବହୁତ ବଡ ଗୋଟେ ପପୁଲେସନରେ ନା ଆମେ ଯେତେବେଳେ ଡାଟା ଗୁଡା ବାହାର କରୁ ନା ସେଇ ଟାଇପର ନା କଣ ନା ଆମକୁ ବହୁତ ସାରା ମାନେ ପ୍ରୋବ୍ଲେମ କ୍ରିଏଟ ହୁଏ ଇଣ୍ଡିଭିଜୁଆଲ ଡାଟା ବାହାର କରିବାକୁ। ସେଇ ଯୋଗୁଁ ଆମେ କଣ ନା ଗୋଟେ ଗ୍ରୁପ ବା କ୍ଲାସ ଇଣ୍ଟରଭାଲ ଭାବେ କରିକି ଆମେ କଣ ନା ଡାଟା ଗୁଡା ପିଲାମାନେ ଆମେ ବାହାର କରୁ। ଠିକ ଅଛି? ତ ଫ୍ରିକ୍ୱେନ୍ସିରେ ପିଲାମାନେ କଣ କେତେ ପିଲା ରହିବେ ବା ନମ୍ବର ଅଫ ଷ୍ଟୁଡେଣ୍ଟ ପିଲାମାନେ ରହିବ। ଆଉ ଏଠି ପିଲାମାନେ 10 ରୁ 14 ଭିତରେ ଗୋଟିଏ ପିଲା, 30 ରୁ 39 ଭିତରେ 3ଟି ପିଲା। ଆଉ ଏଇଠି ଯୋଉ ଇଣ୍ଟରଭାଲଟା ରହିଛି କେତେ କେତେର ଇଣ୍ଟରଭାଲ ଆଗ ଗ୍ୟାପଟା ଦେଖ କେତେ କେତେର ଇଣ୍ଟରଭାଲ ରହିଛି। ଆଗ ଗ୍ୟାପଟା 4ର ଇଣ୍ଟରଭାଲ, ଏଠି ବି 4ର ଇଣ୍ଟରଭାଲ, ଏଠି ବି 4ର। ତ ଯେତିକ ସବୁ ଗ୍ୟାପ ଗୁଡା ସେ ଗ୍ୟାପଟା ହେଲା ଇଣ୍ଟରଭାଲ। ଠିକ ଅଛି? ସେ ଯୋଉ ଲେଖା ହେଇଛି ନା କ୍ଲାସ ଇଣ୍ଟରଭାଲ। ଗୋଟେ କ୍ଲାସଟାରେ 4 ଜଣ ପିଲା, ଏଇ ଯୋଉ 4 ଜଣ ପିଲାକୁ କ୍ଲାସ ଇଣ୍ଟରଭାଲ ବୋଲି କହନ୍ତି। ତ ତମମାନଙ୍କୁ ଏଇ ଡାଟାଟାକୁ ଦେଖିକି ଇଜିଲି ପିଲାମାନେ ତମେ ସବୁ ଜିନିଷକୁ କ୍ଲିୟରଲି ପିଲାମାନେ ବୁଝିପାରୁଥିବ। ଠିକ ଅଛି? ଏଠି ଦେଖ ଗୋଟେ 14 ଗୋଟେ ପିଲା ରଖିଛି 12 ମାର୍କ, ଗୋଟେ ପିଲା ରଖିଛି 15 ମାର୍କ, ଗୋଟେ ପିଲା ରଖିଛି 17 ମାର୍କ, ଗୋଟେ ପିଲା ରଖିଛି 18 ମାର୍କ, ଗୋଟେ ପିଲା 19 ମାର୍କ। ଏବେ ଦେଖ 15 ରୁ 19 ଭିତରେ କେତେ ଜଣ ପିଲା ଅଛନ୍ତି? 4 ଜଣ ପିଲା ଅଛନ୍ତି। 10 ରୁ 14 ଭିତରେ କେତେ ଜଣ? ଜଣେ ପିଲା ଅଛି। ଏଠି ଦେଖ ଆମେ ନେଇଯିବା କେତେ? 20 20 ମାନେ କଣ? 21 23 ତାପରେ କେତେ? 21 ଆଉ 23 ଏଇଟା 21 ଆଉ 23 ଟା କେତେ? 20 ରୁ 24 ଭିତରେ କେତେ ଜଣ? 2 ଜଣ ପିଲା ଅଛନ୍ତି। ଏଠି ବି 2 ଜଣ ମେନସନ ଅଛି। 25 ଆଉ 27 25 27 29 ଆ ଭିତରେ କେତେ ଜଣ ପିଲା ଅଛନ୍ତି? 3 ଜଣ ପିଲା ଅଛନ୍ତି ବା 25 ରୁ 29 ଭିତରେ 3 ଜଣ ପିଲା ଅଛନ୍ତି। ଠିକ ଅଛି? ତ ତମମାନେ ଦେଖିପାରୁଥିବ ଇଜିଲି ଆମେ ଗୋଟେ ଟେବୁଲରେ ଗୋଟେ ଗ୍ରୁପରେ ପିଲାମାନେ ଡାଟା ଗୁଡାକ ଆମେ ରଖିଦେଇଛେ। ତ ଏଠି ପିଲାମାନେ ଆମେ ମିନ୍ ହଉ ମିଡିଆନ ହଉ ଷ୍ଟାଣ୍ଡାର୍ଡ ଡିଭିଏସନ ବାହାର କରିପାରିବା। କେମିତି ବାହାର କରିବା? ଆମେ ଆଗକୁ ଚାଲ ବୁଝିବା।
ଠିକ୍ ଅଛି। ତ ତମମାନଙ୍କୁ ଏବେ କଣ ଏଇ ଟେବୁଲ ବିଷୟରେ ଭଲ ବୁଝେଇଦେଲି। ଆଉ ମୋଟାମୋଟି ଭାବରେ ତମର ଷ୍ଟାଣ୍ଡାର୍ଡ ଡିଭିଏସନ୍ କଣ ତମର ଏବେ ଟିକେ ଆଇଡିଆ ପଳେଇ ଆସିଥିବ। ଠିକ୍ ଅଛି। ଏବେ ଆମେ କଣ ନା ଗୋଟେ ଆହୁରି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କନସେପ୍ଟ ବୁଝିବା ସେଇଟା କଣ ନା ଭ୍ୟାରିଆନ୍ସ। କୋଉଠି ବୁଝିବା? ଅ ଗୋଟେ ଭଲ ବ୍ଲାଙ୍କ ସ୍ଲାଇଡ୍ ନେଇଯିବା। ଏଠି ପିଲାମାନେ ବୁଝିବା। ଦେଖ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଗୋଟେ ଜିନିଷ ବୁଝିବା ସେଇଟା ହେଲା କଣ ନା ଭ୍ୟାରିଆନ୍ସ। ଭ୍ୟାରିଆନ୍ସ। ଭ୍ୟାରିଏନ୍ସ ପିଲାମାନେ କଣ? ଠିକ୍ ଅଛି, ଭ୍ୟାରିଏନ୍ସ ପିଲାମାନେ କଣ? ଦେଖ, ଯେତେବେଳେ ବା କୌଣସି ଗୋଟେ ଡାଟା ନଉ ବା କୌଣସି ଗୋଟେ ଡାଟା ହଉ, କୌଣସି ଗୋଟେ ପପୁଲେସନର ମାର୍କ ହଉ ବା କୌଣସି ଜିନିଷ ଆମେ ନଉ, ତ ଆମେ ଯେତେବେଳେ ଆଭରେଜରୁ ଇଣ୍ଡିଭିଜୁଆଲ ମାର୍କ କେତେ ଡିଫର ହଉଛେ ବା ତମମାନେ ଯେତେବେଳେ ଜାଣିଥିବ ଏଇ ଯୋଉ ଇଣ୍ଡିଭିଜୁଆଲ ମାର୍କ ଗୁଡା ଯେତେବେଳେ ତମମାନେ ଟିକେ ପୂର୍ବ ଯୋଉ ବୁଝଉଥିଲି, ଏଇ ଯୋଉ ଇଣ୍ଡିଭିଜୁଆଲ ମାର୍କ ଯେତେବେଳେ ଗୋଟେ ଆଭରେଜ ବା ଏଇଟା ହେଲା କଣ ମିନ୍, ଏଇ ମିନ୍ ରୁ ଏଇ ଯୋଉ ଇଣ୍ଡିଭିଜୁଆଲ ମାର୍କ ଗୁଡା ନା କେତିକି ଡିଫର ହଉଛି ନା ସେଟା ସବୁ ଆମେ ଏଠି ବାହାର କରିଥିଲେ। କେତିକି ଡିଫର ହଉଛି ବା ସବୁ ଭ୍ୟାଲୁ ଗୁଡା ଆମର କେତିକି ଡିଫର ହଉଛି ଆମେ ବାହାର କରିଥିଲେ। ସେଇ ଯୋଉ ଡିଫର ହଉଛି ନା ସେ ସବୁକୁ କ୍ୟାଲକୁଲେସନ କରିବାଟା ହେଲା ଭ୍ୟାରିଆନ୍ସ। ମନେ ରଖ, ଭ୍ୟାରିଆନ୍ସ ମାନେ ହେଲା ଯେ ଆମର ତାକୁ ଓଡିଆରେ ଇଂଲିଶ ମିକ୍ସ କରିକି ମୁଁ ଲେଖିଦଉଛି ଦେଖ, ମାନେ ଆଭରେଜରୁ ଇଣ୍ଡିଭିଜୁଆଲ ମାର୍କ, ଇଣ୍ଡିଭିଜୁଆଲ ଡାଟା ମୁଁ ଲେଖିଦଉଛି, ଡାଟା କେତେ କେତେ ଆମର ଡିଫର ଡିଫର କରୁଛି ଡିଫର କରୁଛି ସେଇଟା ହେଲା କଣ ଭ୍ୟାରିଆନ୍ସ ବା ତାର କାଲକୁଲେସନ ଡିଫର କରୁଛି ତାର କାଲକୁଲେସନ କରିବା, ତାର କାଲକୁଲେସନ କରିବା ସେଇଟା ହେଲା କଣ ଭ୍ୟାରିଆନ୍ସ ହେଲା। ତାର ସେଇଟା ହେଲା କଣ ବା ତା ମିନିଂ ହେଲା ଭ୍ୟାରିଆନ୍ସ। ଠିକ୍ ଅଛି। ଯଦି ପିଲାମାନେ ଆମକୁ ଅଧିକ ଭ୍ୟାରିଆନ୍ସ ଦେଖିବାକୁ ମିଳେ ବା ଯଦି ଅଧିକ ଭ୍ୟାରିଆନ୍ସ ବା ହାଇ ଭ୍ୟାରିଆନ୍ସ ମୁଁ ଲେଖିଦଉଛି ଡାଇରେକ୍ଟ, ହାଇ ଭ୍ୟାରିଆନ୍ସ ଆମକୁ ଯଦି ପିଲାମାନେ ଦେଖିବାକୁ ମିଳେ ବା ହାଇ ଭ୍ୟାରିଆନ୍ସ ଯଦି ଆମକୁ ଦେଖିବାକୁ ମିଳେ ଏଇଟା ଇ ହବା ପିଲାମାନେ, ଏଇଟା ଭ୍ୟାରିଏନ୍ସ। ଠିକ୍, ଯଦି ପିଲାମାନେ ଆମକୁ ହାଇ ଭ୍ୟାରିଆନ୍ସ ପିଲାମାନେ ଦେଖିବାକୁ ମିଳେ ତାହେଲେ ଆମେ ଜାଣିବା ଯେ ଆମର ଯୋଉ ଡାଟା ପଏଣ୍ଟସ ଗୁଡା ନୁହଁ ସେରା ମିନ୍ ଠାରୁ ବା ଆଭରେଜ ଠାରୁ ବହୁତ ଦୂରରେ ଅଛନ୍ତି ବା ଡାଟା ଗୁଡା ମିନ୍ ଟୁ ମିନ୍ ବା ଆଭରେଜ ଟୁ ବହୁତ ଦୂରରେ। ଏସବୁ ବୁଝେଇବି ହେଲା, କିଛି ବ୍ୟସ୍ତ ହବା ଦରକାର ନାହିଁ। ସବୁ ଜିନିଷ ପିଲାମାନେ ତମର କ୍ଲାସ ଶେଷ ହେଲା ବେଳକୁ ଇଜିଲି ପିଲାମାନେ ସବୁ ଡାଉଟ୍ ଗୁଡା କ୍ଲିୟର ହେଇ ଯାଉଥିବ, କାରଣ ମୁଁ ସବୁ କଥାକୁ 2 ରୁ 3 ଥର ଲେଖେ ବୁଝଉଛି ହେଲା। ଜମା ବି ଟେନସନ ନିଅନି, ସବୁ ଜିନିଷ ବୁଝିଛି। ଆଉ ଏସବୁ ଜିନିଷ ପୁରା ନୋଟରେ ପୁରା ଡିଟେଲରେ ଲେଖା ହେଇଛି। ଆଉ ମୁଁ ଯେତେବେଳେ ଆଗରୁ ମ୍ୟାଥ ନୋଟ ଆଣିବି ନା ସେ ମ୍ୟାଥ ନୋଟରେ ପୁରା ସବୁ ଜିନିଷ ପିନ୍ ପଏଣ୍ଟ ଲେଖା ହେଇଥିବ। ଠିକ୍ ଅଛି। ଆଉ ଗୋଟେ ଥିବ କଣ ନା ଲୋ ଭ୍ୟାରିଏନ୍ସ ବା ଭ୍ୟାରିଏନ୍ସଟା ଯଦି କମିଯାଏ ତାହେଲେ ପିଲାମାନେ ଡାଟା ଗୁଡା ଆଭରେଜ ବା ମିନ୍ ପାଖାପାଖି ପାଖାପାଖି ଏଇଟା ମିନ୍ ଗୋଟେ ମିନିଟ୍ ହେଲା, ମିନ୍ ର ପାଖାପାଖି ଡାଟା ଗୁଡା କଣ ଆଭରେଜ ବା ମିନ୍ ର ପାଖାପାଖି। ଠିକ୍ ଅଛି। ଏବେ ଦେଖ ପିଲାମାନେ ଆମର ଭ୍ୟାରିଏନ୍ସ ପିଲାମାନେ ଦୁଇ ପ୍ରକାର, ଭ୍ୟାରିଏନ୍ସଟା ହେଲା ଦୁଇ ପ୍ରକାର, ଦୁଇ ପ୍ରକାର। ଏଇ ଭ୍ୟାରିଏନ୍ସ ଯାହା ଭ୍ୟାରିଏନ୍ସର ପିଲାମାନେ ବା ଆମର ସିଗ୍ମା, ଏଇ ସିଗ୍ମାର ସ୍କୋୟାରଟା ହେଲା ଭ୍ୟାରିଏନ୍ସ। ଏଇ ସିଗ୍ମା ମାନେ ହେଲା ଷ୍ଟାଣ୍ଡାର୍ଡ ଡିଭିଏସନ। ଆ ବିଷୟରେ ବୁଝେଇବି, କିଛି ବ୍ୟସ୍ତ ହବା ଦରକାର ନାହିଁ। ଆ ବିଷୟରେ ବୁଝେଇବି। ଟିକେ ଖାଲି କଣ ନା ପେସେନ୍ସର ସହ ଖାଲି ତମମାନେ ଦେଖ। ଖାଲି ଦେଖିକି ଟିକେ ଖାଲି ଧ୍ୟାନ ସହକାରେ ପୁରା ଧ୍ୟାନ ସହକାରେ ଦେଖୁଥାଅ। ଦେଖ, ଭ୍ୟାରିଏନ୍ସ ହେଲା ନର୍ମାଲି ଆମର ଦୁଇ ପ୍ରକାର। ଠିକ୍ ଅଛି। ପ୍ରଥମ ପିଲାମାନେ ଭ୍ୟାରିଏନ୍ସ କଣ ବା ପ୍ରଥମ ଭ୍ୟାରିଏନ୍ସଟା ହେଲା ଆମର ହେଲା ନା ପପୁଲେସନ ଭ୍ୟାରିଏନ୍ସ। ପପୁଲେସନ ଭ୍ୟାରିଏନ୍ସ। ଆଉ ଏଇ ପପୁଲେସନ ଭ୍ୟାରିଏନ୍ସରୁ ହିଁ କୋଶ୍ଚିନ୍ ପଚାରେ। ଆଜି ଯାଏଁ ଓଟିଇଟିରେ ପଚାରିନି, କିନ୍ତୁ ଡାଇରେକ୍ଟ ଫର୍ମୁଲାଟା ପଚାରିଛି। ଓଟିଇଟିରେ ଫର୍ମୁଲାଟା ପଚାରିଛି। ମେ ବି ଆଗକୁ ବେଳେବେଳେ ବା ଆଗକୁ ଯଦି ପଢିଲା ବେଳେ କାଳେ ଭ୍ୟାରିଏନ୍ସ ବିଷୟରେ ଡିଟେଲରେ ପଚାରିଦବ। ତ ସେଥିପାଇଁ ମୁଁ ଡିଟେଲରେ ପଢେଇ ଦଉଛି ହେଲା। ତ ଭ୍ୟାରିଏନ୍ସ ପିଲାମାନେ ଆମର ଦୁଇ ପ୍ରକାର। ଗୋଟେ ହେଲା ପପୁଲେସନ ଭ୍ୟାରିଏନ୍ସ, ସେକେଣ୍ଡଟା ପିଲାମାନେ କଣ ସାମ୍ପଲ ଭ୍ୟାରିଏନ୍ସ। ସାମ୍ପଲ ଭ୍ୟାରିଏନ୍ସ। ପପୁଲେସନ ଭ୍ୟାରିଏନ୍ସଟା ପିଲା ବା ପପୁଲେସନ ଭ୍ୟାରିଏନ୍ସଟା ନା ଏଇଟା ହେଲା ସବୁଠୁ ବହୁତ ଇମ୍ପୋର୍ଟାଣ୍ଟ। ଠିକ୍ ଅଛି, କାରଣ ପପୁଲେସନ ଭ୍ୟାରିଏନ୍ସରୁ ହିଁ ପିଲାମାନେ ଆମେ ଯଦି ପପୁଲେସନ ଭ୍ୟାରିଏନ୍ସକୁ ଯଦି ଆମେ ବୁଝିଦବା ନା ସାମ୍ପଲ ଭ୍ୟାରିଏନ୍ସଟା ଖାଲି n-1 କରିବାକୁ ପଡିବ, ଆଉ କିଛି ନାହିଁ। ଆମକୁ କେବଳ ପପୁଲେସନ ଭ୍ୟାରିଏନ୍ସଟା ଭଲସେ ବୁଝିବାର ଅଛି। ଆଉ ସାମ୍ପଲ ଭ୍ୟାରିଏନ୍ସଟା ଆମେ ଖାଲି ଖାଲି ଇଜିଲି ପିଲାମାନେ n-1 ଖାଲି ବାହାର କରିବା ହେଲା। ଦେଖ, ପପୁଲେସନ ଭ୍ୟାରିଏନ୍ସର ଫର୍ମୁଲାଟା ପିଲାମାନେ ଦେଖ, ପପୁଲେସନ ଭ୍ୟାରିଏନ୍ସ ର ଫର୍ମୁଲାଟା ଦେଖ। କଣ ହବ କଣ ନା ଯଦି ପିଲାମାନେ ସିଗ୍ମାର ସ୍କୋୟାର ଇଜ ଇକ୍ୱାଲ ଟୁ ସିଗ୍ମା ମାନେ କଣ ଷ୍ଟାଣ୍ଡାର୍ଡ ଡିଭିଏସନ ହେଲା। ସିଗ୍ମାର ସ୍କୋୟାର ଇଜ ଇକ୍ୱାଲ ଟୁ ଆମର ହେଲା ବଡ ସିଗ୍ମା ସିଗ୍ମା ଏକ୍ସ ଆଇ ମାଇନସ୍ ଏକ୍ସ ବାରର ପିଲାମାନେ ସ୍କୋୟାର ଡିଭାଇଡେଡ୍ ବାଇ ଆମର କେତେ ରହିବ ଏନ୍ ରହିବ। ଏଇଟା ହେଲା କଣ ନା ପପୁଲେସନ ଭ୍ୟାରିଏନ୍ସ। ଯଦି ପିଲାମାନେ ସିଗ୍ମା ଭ୍ୟାରିଏନ୍ସ ଯଦି ଆମେ ବୁଝିବା, ସରି ସିଗ୍ମା ମୁଁ କହିଦେଲି ସିମ୍ପଲ ଭ୍ୟାରିଏନ୍ସ। ଯଦି ଆମେ ସିମ୍ପଲ ଭ୍ୟାରିଏନ୍ସ ବିଷୟରେ ବୁଝିବା ତ ସିମ୍ପଲ ଭ୍ୟାରିଏନ୍ସ କଣ ହବ?
ଭ୍ୟାରିଆନ୍ସ ପିଲାମାନେ ବୁଝିଲେ। ତ ସିମ୍ପଲ୍ ଭ୍ୟାରିଆନ୍ସର ଫର୍ମୁଲା କ'ଣ ହବ? ସେମ୍ ସିଗ୍ମା ଏକ୍ସ ଆଇ ମାଇନସ୍ ଏକ୍ସ ଉପରେ ବାର ଉପରେ ହେଲା ସ୍କୋୟାର ଡିଭାଇଡେଡ୍ ବାଇ ଏନ୍ ମାଇନସ୍ ୱାନ୍। ମାନେ ଉପରେ ଯାହା ତଳେ ଯାହା ଖାଲି ତଳେ ଉପରେ ରହିବ ଏନ୍ ତଳେ ରହିବ ଏନ୍ ମାଇନସ୍ ୱାନ୍। ଏତିକି ହିଁ ଡିଫରେନ୍ସ ବା ସିଗ୍ମା ଭ୍ୟାରିଆନ୍ସ ଆଉ ପପୁଲେସନ୍ ଭ୍ୟାରିଆନ୍ସ ବିଷୟରେ ବା ସରି ପପୁଲେସନ୍ ଭ୍ୟାରିଆନ୍ସ ଆଉ ସିମ୍ପଲ୍ ଭ୍ୟାରିଆନ୍ସ ବିଷୟରେ ମାତ୍ର ଏତିକି ଡିଫରେନ୍ସ। ଆସ ଏସବୁ ଦୁଇଟା ପିଲାମାନେ ଭଲ ଭାବରେ ବୁଝିବା। ଠିକ୍ ଅଛି ଦେଖ କୋଉଠି ବୁଝିବା ଜାଗା ତ ନାହିଁ ଆମେ ଏଇଟା ବୁଝିଦବା ହେଲା। ଏଇ କୋଶ୍ଚିନ୍ଟା ତା ବାଟେ ଥାଉ ଆମେ ଏଇଠି ଏଇ କୋଶ୍ଚିନ୍ଟା ଥାଉ ଆମେ ଏଇଠିକିନା ଭଲ ଭାବରେ ବୁଝିଦବା ଜିନିଷଟା। ଦେଖ ତମମାନଙ୍କୁ ସପୋଜ ବା ଲେଟ୍ ଗୋଟେ ମୁଁ ଡାଟା ଦେଲି ଆମେ କୋଉଥର ନବା ଏଇଟା ଏକ୍ସ ରେ ଅଛି ଟି? ହଁ ଆମେ ଏକ୍ସ ରେ ନବା। ସପୋଜ ମୁଁ ଆପଣଙ୍କ ପାଖରେ କିଛି ଗୋଟେ ନମ୍ବର ଅଛି ଲେଟ୍ ଆପଣଙ୍କ ପାଖରେ ଗୋଟେ ନମ୍ବର ଅଛି ଗୋଟେ ନମ୍ବର ହେଲା x1 ଗୋଟେ ନମ୍ବର ହେଲା x2 ଗୋଟେ ନମ୍ବର ହେଲା x3 ଏଇଭଳିଆ ଭାବେ ଲମ୍ବି ଲମ୍ବି ଯାଇକି କୋଉ ଯାଏଁ ଯାଇଛି x ର n ଯାଏଁ ଯାଇଛି। ଠିକ ଅଛି ଆପଣଙ୍କ ପାଖରେ ନମ୍ବର ଅଛି ହେଲା। ଟୋଟାଲ ପିଲାମାନେ ଏଇ ଯୋଉ n ଟା ଲେଖା ହେଲାନି ଏଇ n ଟା କଣ n ଟା ହେଲା ଆମର ଟୋଟାଲ n ଟି ସଂଖ୍ୟା ଅଛି ସଂଖ୍ୟା ଅଛି ସେଇ ଯୋଉ ପିଲାମାନେ ଆମେ ଏଠି n ଲେଖିଛେ। ଠିକ ଅଛି ବା ଏଠି n ତାକୁ ମୁଁ ଲେଖିଦେବି ଯେ ଟୋଟାଲ ନମ୍ବର ଅଫ ଅବଜରଭେସନ। ঠিক ଅଛି n ମାନେ କଣ ଟୋଟାଲ ନମ୍ବର ଅଫ ଅବଜରଭେସନ ସପୋଜ ମୁଁ ନେଇଗଲି ଟୋଟାଲ ନମ୍ବର ଅଫ ଅବଜରଭେସନ ନେଇଗଲି ହେଲା। ଆଉ ଏଠି ପିଲାମାନେ ଆଉ ଗୋଟେ ଟର୍ମ ପିଲାମାନେ ତମେ ଜାଣିବାକୁ ପଡିବ ଏକ୍ସ ଆଇ। ଆଉ ଗୋଟେ ଭଲସେ ଲେଖିଦବା ଆକୁ ଗୋଟେ ନମ୍ବର ଜାଣିବ ସେଇଟା ହେଲା କଣ ଏକ୍ସ ଆଇ। ঠিক ଅଛି এক্স স্মল আই ବି ତମେ ଲେଖିପାର କିଛି ନାହିଁ। ଏଇ ଯୋଉ ଏକ୍ସ ଆଇ ମାନେ ହେଲା ଯେ ତମର ଏକ୍ସ ୱାନ୍ ବା ଏକ୍ସ ଟୁ ବା ଏକ୍ସ ଥ୍ରୀ ବା ଏକ୍ସ ଏନ୍ ତା ଭିତରେ ପିଲାମାନେ ଯେକୌଣସି ଗୋଟେ ନମ୍ବର ହେଇପାରିବ ବା ଯେକୌଣସି ଗୋଟେ ନମ୍ବର ପିଲାମାନେ ଯୋଉଟା ହେଇପାରିବ ସେଟା ହେଲା ଏକ୍ସ ଆଇ। ମୁଁ ଲେଖିଦଉଛି ଏକ୍ସ ୱାନ୍ ଟୁ ଆମର ଏକ୍ସ ଏନ୍ ଭିତରେ ଭିତରେ ଯେକୌଣସି ସଂଖ୍ୟା ତମେ ଏଇ ଏକ୍ସ ଆଇ ଜାଗାରେ ତମେ ୱାନ୍ ପକେଇ ପାରିବ ଟୁ ପକେଇ ପାରିବ ଥ୍ରୀ ପକେଇ ତମେ ଯାହା ବି ପକେଇ ପାରିବ ଠିକ ଅଛି। ଆଉ ଗୋଟେ ଟର୍ମ ତମକୁ ଜାଣିବାକୁ ପଡିବ ହେଲା ଏକ୍ସ ଉପରେ ବାର। ଏକ୍ସ ଉପରେ ବାର ମାନେ କଣ ଏକ୍ସ ଉପରେ ବାର ହେଲା ଯେ ତମର ଯେତିକ ବି ସଂଖ୍ୟା ଦିଆଯାଇଛି ନା ତାର ଆଭରେଜ ବାହାର କରିବ ସେଇଟା ହେଲା ଏକ୍ସ ବାର ବା ଆଭରେଜ ବା ମିନ୍। ଯେକୌଣସି ସଂଖ୍ୟା ବା ଯେତିକ ବି ସଂଖ୍ୟା ସେଟ୍ ଦିଆଯାଇଥିବ ଯେମିତିକି ଦେଖ ଏକ୍ସ ୱାନ୍ ଏକ୍ସ ଟୁ ଏକ୍ସ ଥ୍ରୀ ମୋର ଆର ଆଭରେଜ ପିଲାମାନେ ଏଠି ଲେଖିଦଉଛି ଦେଖ ଏକ୍ସ ବାର ମାନେ କଣ ହବ ନା ଯେମିତିକି ଏକ୍ସ ୱାନ୍ ପ୍ଲସ୍ ଏକ୍ସ ଟୁ ପ୍ଲସ୍ ଏକ୍ସ ଥ୍ରୀ এইଭଳି ଭାବେ କୋଉ ଯାଇଯିବ ଏକ୍ସ ଏନ୍ ଯାଇ ଯିବ ତଳେ ଡିଭାଇଡେଡ୍ ବାଇ ଏନ୍। ତ ଏଇଟା ପିଲାମାନେ କଣ ଏଇଟା ହେଲା ଆଭରେଜ। ଆଭରେଜର ଫର୍ମୁଲା ଏଠି ତମାନେ ପାଇଗଲ ଉପରେ ପିଲାମାନେ ଟୋଟାଲ ନମ୍ବର ସମ୍ ତଳେ ପିଲାମାନେ ନମ୍ବର ଅଫ ଅବଜରଭେସନ ହେଲା ଏକ୍ସ ବାର ମାନେ କଣ ଏକ୍ସ ବାର ମାନେ ହେଲା ଆଭରେଜ ବା ମିନ୍। ଠିକ ଅଛି ଏଇଟା ତ କାହାର ଜାଣିପାରି ନଥିବ ବା ଉପରେ ବା ସବୁ ସଂଖ୍ୟାକୁ ତମାନେ ମିଶେଇ ଦବ ତଳେ ପିଲାମାନେ ଯେତେଟା ନମ୍ବର ଥିବ ସେତେଟା ନମ୍ବର। ଠିକ ଅଛି ଆଉ ଗୋଟେ ଯୋଉ ଏଇଠି ଯୋଉ ଆଇ ଯୋଉ ଅଛି ଆକୁ ପିଲାମାନେ ସେପାରେଟ କରିକି ମୁଁ ଲେଖି ଦଉଛି ବା ଆଇ ମାନେ ହେଲା ୱାନ୍ ଟୁ ଏନ୍ ଯାଏଁ ଲେଖିଦଉଛି ୱାନ୍ ଟୁ ଏନ୍ ଭିତରେ ଏକ ନମ୍ବର ହେଲା। ଏଠି ଏଇ ଯୋଉ ଏକ୍ସ ଆଇ ଲେଖା ହେଇଛି ହେଲା ମୁଁ ଏଠି ବି ଲେଖିଦେଇଛି ଫିର ବି ଆଉ ଥରେ ଲେଖିଦଉଛି କ୍ଲାରିଟି ତମମାନଙ୍କୁ ମିଳିବ। ଆଉ ଏଠି ଯୋଉ ଗୋଟେ ସমেସନ ସାଇନଟା ଯୋଉ ରୁହେ ଏଇଟା ହେଲା ବଡ ସିଗ୍ମା। ଏଇ ବଡ ସିଗ୍ମାର ଯୋଉ ସমেସନ ସାଇନଟା ରୁହେ ଏଇ ସିଗ୍ମା ମାନେ ହେଲା ଯେ ଏଇଟା ହେଲା ସମ୍। ସମ୍ କଣ ସମ୍ ହେଲା ଯେ ଆମର ଯେତିକ ସବୁ ଅବଜରଭେସନ ଗୁଡା ଦେଇଛି ଯେତିକ ସବୁ ଅବଜରଭେସନ ଗୁଡା ଦେଇଛି ସବୁ ଅବଜରଭେସନର ଅବଜରଭେସନ ଅବଜରଭେସନର ସମ୍ ସବୁ ଅବଜରଭେସନ ସମ୍ କେତେ ଏଇ ଯୋଉ ସିଗ୍ମାଟା ହେଲା ସବୁ ଅବଜରଭେସନ ସମ୍ ବା ସବୁ ଅବଜରଭେସନର ଯୋଗଫଳ। ଆଉ ଏଇ ସିଗ୍ମାଟା ତମାନେ ଜାଣିଛ ଗ୍ରୀକ ୱାର୍ଡରୁ ଆସିଛି। ଗ୍ରୀକ ୱାର୍ଡରୁ ପିଲାମାନେ ଏଇ ଯୋଉ ସିଗ୍ମାଟା ଆସିଛି ଆଉ ଯାହାର ମିନିଂ ହେଲା କଣ ସମ୍। ସମ୍ ହେଲା କଣ ତାର ମିନିଂ। ଠିକ ଅଛି ତ ଏଠି ଯୋଉ ଫର୍ମୁଲାଟା ଲେଖା ହେଲା ମୁଁ ଆକୁ ଏମିତି ଲେଖିପାରିବି କି ନାହିଁ ଏଇ ଯୋଉ ଉପରେ ଯୋଉ ଫର୍ମୁଲାଟା ଲେଖା ହେଲା ଆକୁ ମୁଁ ଏମିତି ଲେଖିପାରିବି କି ନାହିଁ ସିଗ୍ମା ଏକ୍ସ ଆଇ ଡିଭାଇଡେଡ୍ ବାଇ ଏନ୍ କାରଣ ଉପରେ ଏଇ ଯୋଉ ସବୁଜ ସଂଖ୍ୟାର ପିଲାମାନେ ସମ୍ ଆଉ ଏଇ ଯୋଉ ସବୁଜ ଆଇ ଜାଗାରେ ତ ତମାନଙ୍କୁ କହିଛି ନା ଏକ ରୁ ଏନ୍ ଭିତରେ ଏକ ସଂଖ୍ୟା ତମେ ନବ ତ ସିଗ୍ମା ଏକ୍ସ ଆଇ ବାଇ ଏନ୍ ଏଇଟା ହେଲା ଗୋଟେ ପ୍ରକାର ଗୋଟେ ଫର୍ମୁଲା ବୋଲି ମନେ ରଖ। ଏଇଟା ଆଗକୁ କାମ ଦବ ହେଲା। ଏବେ ଚାଲ ଆମେ କମ୍ପେୟାର କରିବା ସବୁ ଭ୍ୟାଲୁ ଗୁଡା ଏବେ ଆମେ କମ୍ପେୟାର କରିବା ତମାନଙ୍କୁ କହିଦେଲି ଏଠି ଯୋଉ ଏକ୍ସ ଆଇ ଲେଖିଥିଲି ଏଇ ଏକ୍ସ ଆଇ ର ଭ୍ୟାଲୁଟା ତମାନଙ୍କୁ କହିଦେଲି ଏକ୍ସ ଉପରେ ବାର ର ଭ୍ୟାଲୁ କହିଦେଲି ଏନ୍ କହିଦେଲି ଆଉ ଆର ସಮೇସନ କହିଦେଲି ଡିଟେଲ ସବୁ ଜିନିଷ ବୁଝେଇଦେଲି ଆଉ କିଛି ଆଉ ତମର ଡାଉଟ ନାହିଁ ସବୁ ଜିନିଷ ତମମାନଙ୍କ କ୍ଲିୟର ହେଇ ଚାଲିଥିବ। ଏବେ ଚାଲ ଆମେ ଭ୍ୟାଲୁ ଗୁଡା କମ୍ପେୟାର କରିବା। କମ୍ପେୟାର ପିଲାମାନେ କାହାକୁ କରିବା ଦେଖ ଏଠି ଯୋଉଠି ଲେଖା ହେଇନି ସିଗ୍ମା ଏକ୍ସ ଆଇ ମାଇନସ ଏକ୍ସ ବାର ଆକୁ ପିଲାମାନେ ଆମେ କମ୍ପେୟାର କରିବା। ଦେଖ କୋଉଠି କମ୍ପେୟାର କରିବା ଏସବୁ ତମମାନେ ନୋଟ ବନେଇ ଦେଇଥିବ ତମମାନଙ୍କୁ ଆଉ ଗୋଟେ ଏଠି ନେଇଯାଉଛି ପୁରା ବ୍ଲାଙ୍କ ପେଜକୁ ନେଇଯାଉଛି ଏଠି ଦେଖ ଏବେ କଣ ନା କମ୍ପେୟାର କରିବା। କମ୍ପେୟାର ପିଲାମାନେ କାହାକୁ କରିବା ଦେଖ ତମର କଣ ନା ଏକ୍ସ ବାର ପିଲାମାନେ ମାନେ ତମାନଙ୍କୁ କଣ କହିଥିଲେ ଏଇଟା ଗୋଟେ କହିଥିଲେ ଆଭରେଜ ବା ମିନ୍ ତମାନଙ୍କୁ କହିଥିଲେ କି ନାହିଁ ଆଭରେଜ ବା ମିନ୍ ତମାନଙ୍କୁ କହିଥିଲେ ଏକ୍ସ ବାର ସାଙ୍ଗେ ସାଙ୍ଗେ ତମାନଙ୍କୁ କହିଲି ତ କମ୍ପେୟାର ପିଲାମାନେ କେମିତି କରିବ ମୁଁ କମ୍ପେୟାର କରିବି ଏକ୍ସ ୱାନ୍ ମାଇନସ ଏକ୍ସ ବାର ଏଇଟା ଗୋଟେ ଭ୍ୟାଲୁ ତାପରେ ପ୍ଲସ୍ ଏକ୍ସ ଟୁ ମାଇନସ ଏକ୍ସ ବାର ଏମିତି ବଢି ବଢି କୋଉ ଯାଏଁ ଯିବ ଏକ୍ସ ଏନ୍
माइनस एक्स बार ठीक अच्छे ये डाटा सेट गुड़ा मीन ठारू केते अधिक बा ये जो सेट गुड़ा बाहला एटा गोटे सेट एटा गोटे सेट एटा गोटे सेट एटा हला मीन ए मीन टू एटा केते अधिक बा कम तो आमे डिफरेंस बाहर करले जानि परबा एटा लोटे मीन मीन टू एटा केते अधिक कम एटा आमे डिफरेंस बाहर करबा तो मु एटी कोना डिफरेंस गुड़ा बाहर करछि एटी ठीक अछि ना बा एटी मु तो डिफरेंस गुड़ा एटी मु बाहर कर देछि तो आर पिला माने ई जो लाइन टा गला बा ए सब को यही सब जो जोड़ प्रथम यहाँ मीन मीन रु प्रथम नंबर टाक फेड़ मीन रु सेकेंड नंबर टाक फेड़ मीन रु लास्ट नंबर टाक फेड़ फेड़ा पर जो डिफरेन्स बाहर करवा डिफरेन्स बाहर कर जो कंपेयर करवा ये सब को जोड़े आमको जो रिजल्ट मिल से रिजल्ट आम स्क्वायर बाहर करवा ये जो रिजल्ट स्क्वायर बाहर करवा कौन स्क्वायर बाहर कले कारण ये फर्मुला तुम फर्मुला साइंस देखली कौन देती आमर प्रथम यहाँ कौन यहाँ मीन यहाँ कौन मीन ए मीन रु गोटे गोटे टर्म को हम जो फेडिला पर तार जो जोगफलटा ये समेसन अच्छी समेसन सैडटा अच्छी जो सम कला जहाँ भी बाहर तार पे स्क्वायर बाहर करवा ठीक अच्छे डिटेल बुझे तले पे कौन डिवाइड करवा एन डिवाइड करवा ठीक अच्छे जहाँ भी बाहर पे तले पे कौन एन सह डिवाइड करवा आउटा पे भारियंस सरी कौड़े गल स्लाइडटा हाँ बाहर कलापर आम भारियंस भारियंस चेक करवा ठीक अच्छे तापर जिते आम स्क्वायर तो करवा से जो नेगेटिव वैल्यू गुड़ा थी तो पॉजिटिव हो बुझा पड़ोनी आगे एन सह डिवाइड कला आम पॉपुलेशन वेरिएंस बाहर करदे ठीक अच्छे तो पॉपुलेशन वेरिएंस आउे फर्मुला मुझे लिखी दूसरी सैंपल वेरिएंस बुझीदे तापर पॉपुलेशन वेरिएंस आम कौन पे पे पढ़ा दरकार ताकू पिला बुझा तापर डायरेक्ट क्वेश्चन को जी किसी ना ये सब जिनसा ना टिके भलसे बुझीगला क्वेश्चन को जो तुमने जीव ना तो पूरा क्लीयर हो पूरा माइंड सेट तुम पूरा क्लीयर हो ठीक अच्छे ना एबे देख तुमको बुझाऊँ फर्मुलाटा मुझे देखी तुमने सैंपल वेरिएंस बुझा इजी हम फर्मुलाटा लिखी दूसरी यहाँ कौन सिग्मा स्क्वायर इज इक्वल टू सिग्माटा कौन सिग्माटा पॉपुलेशन वेरिएंस बोली कहि परिबो पॉपुलेशन वेरिएंस को पिला माने बुझेबो वेरिएंस को केते कमिची बढ़ची पॉपुलेशन वेरिएंस को बुझेबो देखो ये हे जो पिला माने सिग्मा x1 माइनस x बार रो पिला माने x1 माइनस x बार xi पिला माने जो भलसे लिखि दबा ताको xi माइनस x बार रो पिला माने हमर स्क्वायर डिवाइडेड बाय हमर कोन आसीबो n आसीबो आ एटा पिला माने पॉपुलेशन वेरिएंस माने टोटल पॉपुलेशन बुझेबो एटा हमर जो बाहला एटा पिला माने पॉपुलेशन वेरिएंस रो पिला माने फार्मूला ठीक अच्छे किंतु सैंपल वेरिएंस जदि बाहर करी सैंपल वेरिएंस ताले आमे कोन करिया पिला माने ए सिग्मा करबा तापर xi माइनस x बार रो पिला माने स्क्वायर तले डिवाइडेड बाय n माइनस 1 एटा ला कोन ना सैंपल वेरिएंस रो फार्मूला ठीक अच्छे तले खाली एन रहिबो एन माने कोन जेतिको टर्म अछि एठी पिला माने जेतिको टर्म दे ताठी पिला माने गोटे टर्म माइनस कर देबा आमे कोन पई सैंपल वेरिएंस पढिबा दरकार सॉरी सैंपल वेरिएंस आमे बा पॉपुलेशन वेरिएंस आमे कोन पई पिला माने पढिया दरकार प्रथम कथा ला जे गोटे क्लास रो जदि स्ट्रेंथ ला 500 से क्लास रो एवरेज मार्क केते आमे केंति बाहर करबा जदि गोटे गां रो पिला माने लोक हले 10000 लोक से गां रो पिला माने एवरेज लोक बाहर केते टंका अछि बा जदि गोटे क्लास रो बा गोटे गां रो बा गोटे शहर रो जदि पॉपुलेशन हला 20 लाख तुम से 20 लाख लोकंकर एवरेज कौन बाहर कर पार 20 लाख लोकंकर एवरेज कौन पैसा बा सेमान बाहर केते एवरेज पैसा सब बाहर कर पार बाहर कर पार तो आम ताले केमिति बाहर करबा बा कौन पे बुझुचे देख जिते बहुत बड़ क्वांटिटी थाए बहुत बड़ नंबर थाए ना सेते आम कौन करू ना से क्वांटिटी गोटे छोटिया पोर्सन नहीं कि बा छोटिया पोर्सन नहीं कि आम बाहर करू जेमिति कि जदि आमको गोटे सिटी रो पिला माने पॉपुलेशन रो एवरेज इनकम जदि आमको बाहर करिया पड़िबो ना तो आमे कोन करबे ना सबुतिक लोकंकर एवरेज इनकम न नै कि से सिटी रो किछि गोटे स्मॉल सैंपल ले जिबा से स्मॉल सैंपल लो पिला माने आमे बाहर करदा पॉपुलेशन वेरिएंस तापर से पॉपुलेशन वेरिएंस टाको आमे कहि परिबा जे ये टोटल ग्रुप रो एवरेज रो एतिक एतिक पाखा पाखी होबा एई नंबरटा टोटल ग्रुप रो पाखा पाखी बाहरिबो सेई जोकु आमे टोटल पॉपुलेशन वेरिएंस टा पिला माने बाहर करू ठीक अछि बा हमर गोटे आईडिया आसीबो जे टोटल ग्रुप रो पाखा पाखी एया ही हबो आमे जेतेबेले टोटल ग्रुप रो गोटे स्मॉल सैंपल नेकी जेतेबेले आमे डाटा टाको बाहर करबा ना सेतेबेले हमर गोटे आईडिया आसी जिवो बा सेई स्मॉल सैंपल रो जो रिजल्ट मिल जिवो तो आमे रिजल्ट को देखि गोटे आईडिया लगै परिबा जे टोटल ग्रुप रे भी पाखा पाखी सेम रिजल्ट हबो सेई जोगु आमे पॉपुलेशन वेरिएंस हो सेई जोगु आमे एते जिंस पिला माने बुझुछु ठीक अछि बा गोटे बड़ पॉपुलेशन आम हिसाब रे बा आमे आम हिसाब रे गोटे ग्रुप बा छोटिया सैंपल साइज नै कि पिला माने आमे जो एवरेज कैलकुलेशन करूचे सेईडा को पिला माने आमे वेरिएंस बोली कहूचे एठी हम लिखि दउची गोटे बड़ पॉपुलेशन ग्रुप रो गोटे छोट सैंपल नै कि
ଆମେ ଯୋଉ ଆଭରେଜ ଯୋଉ ଆମର କାଲକୁଲେସନ ଆମେ ବାହାର କରିଦବା ନା ତାକୁ ପିଲାମାନେ ଆମେ ଭ୍ୟାରିଆନ୍ସ ବୋଲି କହିବା। ଠିକ ଅଛି। ତ ଏତିକି ଥିଲା ତମର ଆମର ତମର ଭ୍ୟାରିଆନ୍ସ ର ବେସିକ। ଭ୍ୟାରିଆନ୍ସ ବିଷୟରେ ଆମେ ବୁଝିଗଲା ପରେ ଆମେ ଏବେ କଣ ବୁଝିବା ନା ବା ଭ୍ୟାରିଆନ୍ସ ବିଷୟରେ ବୁଝିଗଲା ପରେ ଆମେ ଏବେ ବୁଝିବା ଷ୍ଟାଣ୍ଡାର୍ଡ ଡିଭିଏସନ କଣ। କାରଣ ଭ୍ୟାରିଆନ୍ସ ଯାହା ଷ୍ଟାଣ୍ଡାର୍ଡ ଡିଭିଏସନ ସେଇଆ, କିନ୍ତୁ ଷ୍ଟାଣ୍ଡାର୍ଡ ଡିଭିଏସନ ଟିକେ ନାକୁ ଫରକ ଆସେ। କଣ ଫରକ ଆସେ ଦେଖ। ପ୍ରଥମ କଥା ହେଲା ଯେ ଆମର ମିନ୍ ରୁ ଆଭରେଜ ଭିତରେ ଯୋଉ ଡିଷ୍ଟାନ୍ସଟା ବା ଡାଟା ସେଟଟା ବା ଯୋଉ ନମ୍ବରଟା ରହିଥାଏ ସେଇଟା ହେଲା ନର୍ମାଲି ଆମର ଷ୍ଟାଣ୍ଡାର୍ଡ ଡିଭିଏସନ। ଯେମିତିକି ଏଇଠି ଦେଖ ପିଲାମାନେ, ଗୋଟେ ମିନିଟ ଦେଖ ପିଲାମାନେ, ସପୋଜ ହେଲା ଆମର ମିନ୍ ଟୁ ଏଠି ମୁଁ ଲେଖିଦଉଛି ଷ୍ଟାଣ୍ଡାର୍ଡ ଡେଭିଏସନ। ଠିକ ଅଛି। ତ ତମାନେ ଜାଣ ଷ୍ଟାଣ୍ଡାର୍ଡ ଡିଭିଏସନ ର ରିଲେସନ କଣ ଭ୍ୟାରିଆନ୍ସ ସହ। ଷ୍ଟାଣ୍ଡାର୍ଡ ଡେଭିଏସନ ର ରିଲେସନ କଣ ଭ୍ୟାରିଆନ୍ସ କଣ, ମାନେ ଷ୍ଟାଣ୍ଡାର୍ଡ ଡିଭିଏସନ ଇଜ ଇକ୍ୱାଲ ଟୁ ରୁଟ ଓଭର ଅଫ ଭ୍ୟାରିଆନ୍ସ। ଏଇଟା ହେଲା ଷ୍ଟାଣ୍ଡାର୍ଡ ଡିଭିଏସନ ଆଉ ଭ୍ୟାରିଆନ୍ସ ବିଷୟରେ ମାନେ ରିଲେସନ। ଆଉ ଷ୍ଟାଣ୍ଡାର୍ଡ ଡିଭିଏସନ ମାନେ ହେଲା ଯେ ଆମର ମିନ୍ ରୁ ଆମର ଯୋଉ ମିନ୍ ବା ଆଭରେଜ ରୁ ଯୋଉ ଡାଟା ସେଟ ର ବା ନମ୍ବର ଗୁଡାକର ଯୋଉ ଡିଷ୍ଟାନ୍ସ ଟା ରହିଥାଏ ନା ସେଇଟା ହେଲା ଆମର ଷ୍ଟାଣ୍ଡାର୍ଡ ଡିଭିଏସନ। ମିନ୍ ରୁ ଆମର ଡାଟା ସେଟ ର ଯୋଉ ଡିଫରେନ୍ସ ବା ଡିଷ୍ଟାନ୍ସ ରହିଥାଏ ସେଇଟା ହେଲା ଷ୍ଟାଣ୍ଡାର୍ଡ ଡିଭିଏସନ। ତମମାନଙ୍କୁ ଏଇନା ସାଙ୍ଗେ ସାଙ୍ଗେ ଏଇଠି ବୁଝେଇଲିଣି ବହୁତ ଥର ବି। ଏଠି ତମମାନଙ୍କୁ ଟେବୁଲଟା କରି ବୁଝେଇଥିଲି କି ତମମାନଙ୍କର ଏଠି ଦେଖ କେତେ କେତେ ଡିଫରେନ୍ସ ରହୁଛି। ଏଇଟା ହେଲା ଗୋଟେ ମିନ୍ ସେଟ୍। ମିନ୍ ସେଟ୍ର ଗୋଟେ ଆଭରେଜ ବାହାର କରିବା, ଆଉ ଏଇ ଆଭରେଜରୁ କେତେ କେତେ ଡିଷ୍ଟାନ୍ସ ରହୁଛି। ଏଠି ପିଲାମାନେ ଆଭରେଜ ବାହାର କରି ତମମାନଙ୍କୁ ଡିଷ୍ଟାନ୍ସ ବି ବୁଝେଇଦେଲି। ତ ଆଇ ଥିଙ୍କ ତମମାନଙ୍କର ଗୋଟେ ଜେନେରାଲ ଆଇଡିଆ ରହିଗଲା ଷ୍ଟାଣ୍ଡାର୍ଡ ଡିଭିଏସନ କଣ, ଭ୍ୟାରିଆନ୍ସ କଣ। ଯଦି ତମକୁ ଗୋଟେ କୋଶ୍ଚିନ୍ ପଚାରେ ବା ଯଦି ତମମାନଙ୍କୁ ଗୋଟେ କୋଶ୍ଚିନ୍ ପଚାରେ, କଣ ପଚାରିବ ଗୋଟେ କୋଶ୍ଚିନ୍, ଏଠି କୋଶ୍ଚିନ୍ ବି ଅଛି, କୁଆଡେ ଗଲା, ଠିକ ଅଛି। ଏଇଠି ଦେଖ, ଯଦି ପିଲାମାନେ ଗୋଟେ କୋଶ୍ଚିନ୍ ପଚାର କି ଯଦି ତମର ଗୋଟେ ଭ୍ୟାରିଆନ୍ସ ଅଫ ଏ ସାମ୍ପଲ, ଗୋଟେ ସାମ୍ପଲର ଭ୍ୟାରିଆନ୍ସ ଯଦି 64, ତାହେଲେ ତମର ଷ୍ଟାଣ୍ଡାର୍ଡ ଡିଭିଏସନ ପିଲାମାନେ କେତେ ରହିବ। ବା ଗୋଟେ ସାମ୍ପଲ ତମମାନଙ୍କୁ ଏଠି ଦିଆହେଇଗଲା, ସେ ସାମ୍ପଲ ଯଦି ତମମାନଙ୍କୁ ଦିଆହେଇଗଲା ନା, ସେ ସାମ୍ପଲ ଯଦି ମନେକର ହେଲା 64, ତାହେଲେ ତମର ଷ୍ଟାଣ୍ଡାର୍ଡ ଡିଭିଏସନ ପିଲାମାନେ ଆମର କେତେ। ତାହେଲେ ଆମେ ତମମାନେ କଣ କରିବ, 64 ଗୋଟେ ରୁଟ କରିଦବ, ତାହେଲେ କେତେ ବାହାରି ପଡିବ 8। ତାହେଲେ ତମ ଷ୍ଟାଣ୍ଡାର୍ଡ ଡିଭିଏସନ 8। ଠିକ ଅଛି। ଏସବୁକୁ ତ ଆମେ ବୁଝିଗଲେ ବା ଏସବୁ ଷ୍ଟାଣ୍ଡାର୍ଡ ଡିଭିଏସନ ଆଉ ଭ୍ୟାରିଆନ୍ସ ବିଷୟରେ ଏଇଟା ହେଲା ରିଲେସନସିପ। ଏବେ ଚାଲ ମୁଁ ଆଉ ଟିକେ ତମମାନଙ୍କୁ ଟିକେ ଡେପ୍ଥକୁ ନେଇଯାଉଛି, ତାପରେ ଆମେ କ୍ଲାସଟାକୁ ଏଣ୍ଡ କରିବା। ବହୁତ ସାରା କୋଶ୍ଚିନ୍ ଗୁଡ଼ା ଅଛି ତାକୁ ପିଲାମାନେ ସଲ୍ଭ କରିକି ଏ କ୍ଲାସଟାକୁ ପିଲାମାନେ ଆମେ ଏଣ୍ଡ କରିବା। ଆସ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କନସେପ୍ଟ ଏବେ ବୁଝିବା। ଦେଖ, ସପୋଜ ଗୋଟେ କୋଶ୍ଚିନ୍, ଛାଡ଼ ଆମେ ଗୋଟେ କୋଶ୍ଚିନ୍ ବି କରିଦେବା। ପୂର୍ବରୁ ବହୁତ ସାରା କୋଶ୍ଚିନ୍ ଗୁଡ଼ା ଅଛି, ତାକୁ ଆମେ ଶେଷ କରିନେ। କୋଉଟା କଲେ 11 ନମ୍ବର କୋଶ୍ଚିନ୍ଟା ଆମେ କରିଦେଇଛେ ନା କଣ, ମିନ୍ ମିଡିଆନ ମୋଡ କରିଦେଇଛେ। ଗୋଟେ ମିନିଟ୍, ଏଇଟା ବୋଧେ ପପୁଲେସନ, ଏଇଟା ଆମେ କୋଶ୍ଚିନ୍ଟା ସଲ୍ଭ କରିଥିଲେ କି ନାଇଁ, ଏଇଟା କରିନଥିଲେ ବୋଧେ। ଏଇଟା କେତେ ନମ୍ବର, 13 ନମ୍ବର ବୋଧେ, 4 ହେଲେ। ହଁ, ଏଇ କୋଶ୍ଚିନ୍ଟାକୁ ଆମେ ସଲ୍ଭ କରିନେ। ତ ତମମାନେ ଆଇ ଥିଙ୍କ ଏସବୁ ଜିନିଷ ନୋଟ୍ ବନେଇ ସାରିଥିବ, ଆକୁ ଇରେଜ୍ କରିଦେଇକି ଆଉ କିଛି କୋଶ୍ଚିନ୍ ଅଛି କି ତାକୁ ସଲ୍ଭ କରିଦେବା, ଆଗକୁ ବଢିବା। ନହେଲେ ଛାଡ଼ିଦେବି, ମୋର ମନେ ବି ନଥିବ। ଏଇଟା ସଲ୍ଭ କରିଦେଲେ 9, 10, 11, 12 ସଲ୍ଭ କରିଦେଇଛେ। ତ 13 ନମ୍ବର କୋଶ୍ଚିନ୍ ଆମେ ସଲ୍ଭ କରିଦେବା, ଆଗକୁ ବଢିବା। କାରଣ କୋଶ୍ଚିନ୍ ଗୁଡ଼ା ସଲ୍ଭ ନ କଲେ କ୍ଲାସ୍ ସରିଯାଇଥିବ, କିନ୍ତୁ ମୋର ମନେ ନଥିବ କୋଶ୍ଚିନ୍ ସଲ୍ଭ କରିବାକୁ। ଦେଖ, ଆକୁ ଇରେଜ୍ କରିଦେବା। ଦେଖ, ମୁଁ ତମକୁ ଭ୍ୟାରିଆନ୍ସ ବିଷୟରେ ବୁଝେଇ ଦେଇଛି, ଏବେ ଆଉ ଟିକେ ଡିଟେଲରେ ବୁଝେଇଦେବି। ଦେଖ, ଆମକୁ ପଚାରିଛି ଫାଇଣ୍ଡ ଦ ପପୁଲେସନ ଭ୍ୟାରିଆନ୍ସ ଅଫ ଦ ଡାଟା। ଏଇ ଡାଟାର ପପୁଲେସନ ଭ୍ୟାରିଆନ୍ସ କଥା ବାହାର କରିବାକୁ କହିଛି। ମୁଁ ପପୁଲେସନ ଭ୍ୟାରିଆନ୍ସର ଫର୍ମୁଲା ତମମାନଙ୍କୁ ଦେଇଦେଇଛି। ଫର୍ମୁଲା ତମମାନଙ୍କୁ କହିଦେଇଛି, କଣ ହବ ଫର୍ମୁଲା ତମର ସିଗ୍ମା ସିଗ୍ମା x1 ମାଇନସ x ବାର ର ପିଲାମାନେ ସ୍କୋୟାର ଡିଭାଇଡେଡ୍ ବାଇ ଆମର କଣ ହେଇଯିବ n ହେଇଯିବ। ଏଠି ପିଲାମାନେ ଦେଖ 4, 6, 8, 10, 12, 4, 6, 8, 10, 12 ହେଲେ କେତେ ହେଇଯିବ, 6, 4, 10, 8, 18, 18, 12 ହେଲା ଆମର କେତେ, 18, 12 ହେଲା ଆମର 40, 10 ସରି 18, 12 ହେଲା 30, 30, 10, 40। ତ 40 ବାଇ 5 ଆମର ମିନ୍ ପିଲାମାନେ ବାହାର କରିଦେବା। ପ୍ରଥମେ ମିନ୍ ଆମର କେତେ ହେଇଯିବ, ମିନ୍ ହେଇଯିବ 40 ଡିଭାଇଡେଡ୍ ବାଇ 5 ଆମର କେତେ ହେଇଯିବ, 8 ହେଇଯିବ ମିନ୍। ମିନ୍ ଆମର 8 ବାହାରି ପଇଲା। ତାପରେ ଆମର ଏବେ ଭାରିଆନ୍ସ ବାହାର କରିବା। ଭାରିଆନ୍ସ ପିଲାମାନେ ଆମର କେମିତି ବାହାର କରିବ, ଏଇ ମିନ୍ ଏଠି ଏଇ ଯୋଉ ମିନ୍ ଟା ଆମର ବାହାରିଲା ଯୋଉ 8 ଏଠୁ 4ଟା ପିଲାମାନେ ଆମର କେତେ ଅଧିକ ବା କେତେ କମ, 4 କମ। ତ 4 ର ସ୍କୋୟାର ପ୍ଲସ ଏଇ 8 ଏଠୁ 6ଟା ପିଲାମାନେ ଆମର କେତେ କମ, ତମେ ଦେଖିପାର 2 କମ, ତ 2 ର ସ୍କୋୟାର, ଆଉ 8 ତ ଅଛି 0 ର ସ୍କୋୟାର ପ୍ଲସ 8, 10ଟା କେତେ ଅଧିକ, 2 ଅଧିକ 2 ର ସ୍କୋୟାର ପ୍ଲସ 8 ରେ 4 ର ପିଲାମାନେ ସ୍କୋୟାର। ତ ତଳେ ପିଲାମାନେ ଡିଭାଇଡ କରିବା, କେତେଟା ନମ୍ବର ଅଛି ପିଲାମାନେ, 5ଟା ନମ୍ବର ଅଛି। ତ 5 ଡିଭାଇଡ କରିଦବା, ଇଏ ହେଇଯିବ 16, ଇଏ ହେଇଯିବ 4, ଇଏ ହେଇଯିବ 0, ଇଏ ହେଇଯିବ ଆମର କେତେ 4, ଇଏ ହେଇଯିବ 16। ତ 6, 4, 10, 6, 4, 10, ଇଏ ପିଲାମାନେ କେତେ ହେଇଯିବ, 6, 4, ସରି 6, 4, 10, ଇଏ ହେଇଯିବ 20, 20, ଇଏ ହେଇଯିବ 40। ତ 40 ଡିଭାଇଡେଡ୍ ବାଇ 5, ଇଏ ବି ହେଇଯିବ 8। ମାନେ ଆମର ଯୋଉ ଭ୍ୟାରିଏନ୍ସଟା ମିଳିଲା, ଆମର ଯୋଉ ଭ୍ୟାରିଏନ୍ସ ଆମକୁ ମିଳିଲା, ଆମର କେତେ ମିଳିଲା, ଆମକୁ 8 ମିଳିଲା। ଯଦି ତମମାନଙ୍କୁ ପଚାରେ ଷ୍ଟାଣ୍ଡାର୍ଡ ଡିଭିଏସନ କେତେ, ଷ୍ଟାଣ୍ଡାର୍ଡ ଡେଭିଏସନ ଆମର କେତେ ଯଦି ତମମାନଙ୍କୁ ପଚାରେ, ତାହେଲେ ତମମାନେ କଣ କରିବ, ଷ୍ଟାଣ୍ଡାର୍ଡ ଡିଭିଏସନ ମାନେ କଣ, ଭ୍ୟାରିଏନ୍ସ ର ରୁଟ
variance ର root ତ ତମେ ଡାଇରେକ୍ଟ root କରିଦବ ତ 8 ର root ପିଲାମାନେ କେତେ ହେଇଯିବ 8 ର root ହେଇଯିବ ପିଲାମାନେ ତ ଇଏ ହେଇଯିବ 8 ଟାକୁ ଭାଙ୍ଗୁନ 2 2 2 ତ 2 2 ବାହାରି ପଡ଼ିଲା ମାନେ 2 root 2 এই 2 root ଟା ହେଲା ଆମର କ'ଣ ଏଇଟା ହେଲା ଆମର ଷ୍ଟାଣ୍ଡାର୍ଡ ଡିଭିଏସନ୍ ঠিক ଅଛି ଯଦି ତମ ଏମିତି ଡାଟା ଦିଏ ନା ତ ତମେ ଭ୍ୟାରିଆନ୍ସ ବାହାର କରିପାରିବ ଷ୍ଟାଣ୍ଡାର୍ଡ ଡିଭିଏସନ୍ ବାହାର କରିପାରିବ ଏଠି ଯୋଉ ସ୍କୋୟାର ମୁଁ ନେଲି କେମିତି ନେଲି ପିଲାମାନେ ଦେଖ ଏଇ ଯୋଉ x ଟା ଅଛି এই x ଟା କ'ଣ ମିନ୍ मीन नु को माइनस कली गोटे नंबर बार माइनस कली देखो केतरा नंबर माइनस कली प्रथम 4 को माइनस कली आ तापर 6 को माइनस कली 4 को माइनस कला पर केते आसिला 8 ରୁ 4 को माइनस कला पर मते 4 मिलला पुणी पुणी मीन नु पिला माने मु 2 को माइनस कली सॉरी 2 मीन नु पुणी मु 6 को माइनस कली मते 2 मिलला मीन नु मु पुणी आ गोटे संख्या को एई भला संख्या को माइनस करी मु तार समेशन बाहर कली एठी देखो ऊपर देखो समेशन बाहर करछि तळे पिला माने गोटे 5 टा डिवाइड कर देछि तो मते वेरिएंस मिल गला मते वेरिएंस मिलला पर मु स्टैंडर्ड डेविएशन बाहर कर देली स्टैंडर्ड डेविएशन हमर केते बाहर पड़ला ଆମର 2 ରୁଟ୍ ଟୁ ବାହାରି ପଡ଼ିଲା ତ ଆମକୁ ଏଠି ଷ୍ଟାଣ୍ଡାର୍ଡ ଡିଭିଏସନ୍ ପଚାରିନି ଆମକୁ ଖାଲି ଭ୍ୟାରିଆନ୍ସ ପଚାରିଥିଲା ଭ୍ୟାରିଆନ୍ସ କେତେ ହେଇଯିବ 8 ହେଇଯିବ ଠିକ୍ ଅଛି ଏବେ ଆସ ତମମାନେ ଦେଖ ବେସିକଟା ବୁଝେଇଦେଲି ବୋଲି ଏଇ କ୍ୱେଶ୍ଚିନ୍ଟା ଦେଖ କେତେ ଇଜିଲି ଅଣ୍ଡରଷ୍ଟାଣ୍ଡ ହେଇପାରୁଥିବ ତମର ସେମିତି ପିଲାମାନେ ଆମର ନେକ୍ସଟ ପିଲାମାନେ ଆମର କ'ଣ ଷ୍ଟାଣ୍ଡାର୍ଡ ଡିଭିଏସନ୍ ବୁଝିଦେବା ତାପରେ ଏଇ କ୍ୱେଶ୍ଚିନ୍ ଗୁଡ଼ା କରିବା କାରଣ ଏଇ କ୍ୱେଶ୍ଚିନ୍ ପରେ ଆମର ସରିଯିବ ଚାପ୍ଟର ହେଲା ଆଉ ଦୁଇ ତିନିଟା ଇମ୍ପୋର୍ଟାଣ୍ଟ ଜିନିଷ ଅଛି ତମମାନଙ୍କୁ ପଢ଼େଇ ଦେଲେ ଏଇ ଚାପ୍ଟରଟା ମୋର ପୁରା କମ୍ପ୍ଲିଟ୍ ତମମାନଙ୍କୁ ପଢ଼େଇ ଦେବି ବୋଲି ମୁଁ ମତେ ଫିଲ୍ ହବ ଯେ ମୁଁ ତମକୁ କମ୍ପ୍ଲିଟ୍ ପିଲାମାନେ ଜ୍ଞାନ ଦେଇଦେଲି ଠିକ୍ ଅଛି ଦେଖ ତମମାନେ ଜାଣିଥିବ ତମର ଷ୍ଟାଣ୍ଡାର୍ଡ ଡିଭିଏସନ୍ର ଯୋଉ ଫର୍ମୁଲାଟା ଅଛି ଫର୍ମୁଲାଟା ପିଲାମାନେ କେତେ ଅଛି ଫର୍ମୁଲାଟା ଷ୍ଟାଣ୍ଡାର୍ଡ ଡିଭିଏସନ୍ର ଫର୍ମୁଲାଟା ଗୋଟେ ମିନିଟ୍ ଷ୍ଟାଣ୍ଡାର୍ଡ ଡିଭିଏସନ୍ର ଫର୍ମୁଲାଟା ହେଲା କ'ଣ ସିଗ୍ମା ଆର ପିଲାମାନେ ଆକୁ ପିଲାମାନେ ଇରେଜ୍ କରିଦେବା ଟିକେ ଦେଖ ଷ୍ଟାଣ୍ଡାର୍ଡ ଡିଭିଏସନ୍ର ଫର୍ମୁଲାଟା ହେଲା ଆମର ଆମର ସିଗ୍ମା ସିଗ୍ମା ସିଗ୍ମାର ସ୍କୋୟାର ତାକୁ ଡାଇରେକ୍ଟ ଏମିତି ଲେଖିଦେଉଛି ସିଗ୍ମାର ସ୍କୋୟାର ଇଜ ଇକ୍ୱାଲ୍ ଟୁ କେତେ ହେବ ପୁଣି ସିଗ୍ମା ସିଗ୍ମା ଏକ୍ସ ମାଇନସ୍ ଏକ୍ସ ବାର ଏଇ ଏକ୍ସ ବାର ହେଲା କ'ଣ ମିନ୍ ତାର ପିଲାମାନେ ସ୍କୋୟାର डिवाइडेड बाय n इज इक्वल टू केते सिग्मा रो स्क्वायर हमर पाई जेतले एटा हला कोन एटा हला वेरिएंस ठीक अछि किंतु आमे जदी हमर स्टैंडर्ड डेविएशन जदी बाहर करबा स्टैंडर्ड डेविएशन हला तार फार्मूला कोन सेम सिग्मा हला स्टैंडर्ड डेविएशन जदी हमें बाहर करबा ना स्टैंडर्ड डेविएशन पिला माने कोन होबो स्टैंडर्ड डेविएशन होबो हमर सिग्मा को भल से लिखि दबा ठीक सिग्मा x x x i इटी x i गोट रहबा पिला माने x i माइनस x बार रो पिला माने स्क्वायर डिवाइडेड बाय n एटा ला कोन स्टैंडर्ड डेविएशन पिला माने फार्मूला किंतु जेतु ई स्क्वायर टा पिला माने हटि गला ना आर गोटे रूट पिला माने एटी पळे आसीबो ठीक अछि स्टैंडर्ड डेविएशन एटा ला फार्मूला तो एटा ला सबटु इंपोर्टेंट फार्मूला स्टैंडर्ड डेविएशन एटा तो माने मन रखिबो एटी जो x पर बार लागिची x पर बार लागिची तार माने कोन तार माने हला मीन बा एवरेज आ x पाखर जो i लागिची ता माने हला जे गोटे नंबर जे कोनसे नंबर ठीक अछि आ जेतु एटी समेशन लागिची ना तमे जेतिक नंबर नैतो ना तार सबुतिक सम करा हबो बा एई भला भाबे करिकि तार सबुतिक सम बाहर करा हबो जोटा कि क्वेश्चन ने मु तमरो बाहर करिकि तम मानको बुझे देली ठीक अछि कोठी थिलेटी आमे 8 अछि हला बस एतिकी जिंस ही तम मानकर मन रखिबार अछि आ किछ एक्स्ट्रा मन रखिबार नाही एबे चलो जिबा आमे कोन ना आबे कोन जिबा एबे चलो आमे क्वेश्चन पर जिबा 13 नंबर टा आमे कर देथिले डाइरेक्ट आमे 14 नंबर टू करबा 14 नंबर टा आमे आउथरे करिकि बुझे दोछि बेटर हबो देखो 14 नंबर टा हमर पचाछि कोन आमर पिला माने सैंपल साइज टा पिला माने दे देछि गोटे वेरिएंस ऑफ सैंपल देछि केते 64 हमहु स्टैंडर्ड डेविएशन पचाछि तो स्टैंडर्ड डेविएशन माने कोन साइंस बुझेली स्टैंडर्ड डेविएशन माने हला बुझेली स्टैंडर्ड डेविएशन माने कोन वेरिएंस रो रूट पिला माने स्टैंडर्ड डेविएशन एठी पिला माने वेरिएंस हमहु के देछि 64 64 रो रूट हमर केते हिजबो 8 हिजबो तो स्टैंडर्ड डेविएशन केते 8 तो कोटे अछि ऑप्शन नंबर बी रे अछि ठीक अछि क्वेश्चन नंबर 15 भी पिला माने सेम गोटे पॉपुलेशन पिला माने वेरिएंस रो केते देछि 400 तो हमर कोन वेरिएंस रो रूट हला कोन वेरिएंस रो रूट पिला माने कोन स्टैंडर्ड डेविएशन तो वेरिएंस पिला माने केते अछि 400 400 रो रूट पिला माने केते स्टैंडर्ड डेविएशन माने ये हिजो पिला माने केते हिजो ये हिजो 20 तो स्टैंडर्ड डेविएशन हमर केते बारी पला 20 बारी पला ହେଲା ଏଇଟା ମୁଁ ଟିକେ ବୁଲେଇକି ଲେଖିପାରୁନି ଅଭ୍ୟାସ ନାହିଁ ହେଲା ତ ଏଇଟା ହେଲା ପିଲାମାନେ ଷ୍ଟାଣ୍ଡାର୍ଡ ଡିଭିଏସନର ରୁଟ୍ ଠିକ୍ ଅଛି ବା ସରି ଷ୍ଟାଣ୍ଡାର୍ଡ ଡିଭିଏସନ ବାଲା ଏଇଟା ହେଲା ଏବେ ଆମେ ଆସ ଆଉ ଗୋଟେ କ୍ୱେଶ୍ଚିନ୍ କି ଯିବା 16 ନମ୍ବର କ୍ୱେଶ୍ଚିନ୍ କି ଯିବା 16 ନମ୍ବର କ୍ୱେଶ୍ଚିନ୍ ପିଲାମାନେ ଦେଖ ଦେଇଛି ଆପ୍ରୋକ୍ସିମେଟ୍ ପପୁଲେସନ ଅଫ୍ ଷ୍ଟାଣ୍ଡାର୍ଡ ଡିଭିଏସନ ଏଇ ଯୋଉ ପପୁଲେସନଟା ଦେଇଛି ଆମର ଗୋଟେ ପପୁଲେସନ ପିଲାମାନେ ସାମ୍ପଲ ଦେଇଦେଲା ଆମେ ତାର ଷ୍ଟାଣ୍ଡାର୍ଡ ଡିଭିଏସନ ବାହାର କରିବା ପ୍ରଥମେ ଆମେ ଷ୍ଟାଣ୍ଡାର୍ଡ ଡିଭିଏସନ ବାହାର କରିବା ମାନେ କ'ଣ ଆମେ ଫର୍ମୁଲାଟାକୁ ଲେଖିବା ଫର୍ମୁଲାଟାକୁ ଲେଖିଲେ ବି ଚଳିବ ନହେଲେ ମୁଁ ଲେଖିବି ଦଉଛି ଫର୍ମୁଲାଟା ଏଇଟା ହେଲା ଷ୍ଟାଣ୍ଡାର୍ଡ ଡିଭିଏସନ ପିଲାମାନେ ଫର୍ମୁଲାଟା ଦେଖ ଫର୍ମୁଲାଟା ଆମର କେତେ ହେଇଯିବ ଏଇଟା ଗୋଟେ ଭାଗରେ ଲେଖା ହେଲାନି କି ଦେଖ ତାକୁ ପିଲାମାନେ ଏମିତି ଲେଖିବ ଦେଖ ଇଏ ହେଇଯିବ କେତେ ଏକ୍ସ ଆଇ ମାଇନସ୍ ଏକ୍ସ ବାରର ପିଲାମାନେ ସ୍କୋୟାର ଡିଭାଇଡେଡ୍ ବାଇ ଏନ୍ ଏଇଟା ହେଲା କ'ଣ ଆମର ଷ୍ଟାଣ୍ଡାର୍ଡ ଡିଭିଏସନର ଏଇଟା କ'ଣ ଏଇଟା ହେଲା ଫର୍ମୁଲା ଏବେ ଦେଖ ଆକୁ ମୁଁ ଲେଖିଦେଉଛି ସିଗ୍ମା ହେଲା ସିଗ୍ମା ମୁଁ ଲେଖିଦେଲି ଏବେ ଦେଖ ଉପର ପିଲାମାନେ ଏକ୍ସ ବାର ମାନେ କ'ଣ ମିନ୍ ବାହାର କରିବା ମିନ୍ ମାନେ କ'ଣ ଏକ୍ସ ବାରର ମିନ୍ ବାହାର କରିବା ମିନ୍ ମାନେ କ'ଣ ସବୁଜ ସଂଖ୍ୟାକୁ ମିଶାଇ ଦେବା
डिवाइडेड बाय 5 जेतिक संख्या अछि ताको सेतिक पिला माने डिवाइड कर दबा। देखो 10 15 25 25 20 ହେଲା 45 45 ଆଉ ଗୋଟେ 45 5 50 ହେଲା 70 70 30 କେତେ ହେଇଯିବ 100। ତ ଉପର ପିଲା ମାନେ କେତେ ଆସୁଛି ନା ଭୁଲ କହିଲି ନା ଗୋଟେ 4 ହେଲେ କୋଉଠି ଗୋଟେ ଭୁଲ ଭାଲ କହିଲି କି ହଁ ମିନ୍ ଟା ଆମର କେତେ ବାହାରିବ ହଁ ମିନ୍ ଟା 100 ତ ଅଛି ଆଉ କଣ 100 ଡିଭାଇଡେଡ୍ ବାଇ ଆମର କେତେ 5 ବାହାରି ପଡିବ 100 ଡିଭାଇଡେଡ୍ 5 ଆମର କେତେ ବାହାରି ପଡିବ 100 ରେ 5 ହଲେ ଆମର ହେଇଯିବ 20। ଏବେ ଦେଖ এই মিন টু এক্স আই এক্স এটা হল আই হ্যাঁ এক্স আইটা প্রথম এক্স আইটা পিলা মানে কেতে কম এক্স ওয়ানটা পিলা মানে কেতে কম প্রথম পিলা মানে ই ହେଇଯିବ 10 কম ମୁଁ ଏଠି ଲେଖି ଦଉଛି 10 10 ର ସ୍କୋୟାର ଏଠି ମୁଁ ଡାଇରେକ୍ଟ ଲେଖି ଦଉଛି କାରଣ x ମାଇନସ୍ ଏକ୍ସ ଆଇ ର ସ୍କୋୟାର କରିବାକୁ ପଡିବ ମୁଁ ଡାଇରେକ୍ଟ ପିଲା ମାନେ 10 ର ସ୍କୋୟାର ବା 20 ରୁ 10 ପିଲା ମାନେ କେତେ କମ 10 ର ସ୍କୋୟାର ପ୍ଲସ୍ 20 ରୁ 15 ପିଲା ମାନେ କେତେ କମ 5 ର ସ୍କୋୟାର 20 ରୁ 20 ତ 0 ତାପରେ ପିଲା ମାନେ 25 ମାନେ କେତେ ସ୍କୋୟାର ପ୍ଲସ୍ 5 ର ସ୍କୋୟାର डबल प्लस हो 5 स्क्वायर प्लस 30 माने 20 30 के 10 स्क्वायर ठीक अच्छे देख तले पे के डिवाइड हम तले 5 डिवाइड हम यहाँ पे आम कौन बाहर कले यहाँ आम बाहर कले एक्स आई माइनस एक्स बार पे स्क्वायर बाहर कले है टर्मटा बाहर कले एक्स आई माइनस एक्स बार स्क्वायर बाहर कले आ तार सम पे बाहर कले तार सम पे बाहर कले सिग्मा साइन टाक मुझे लिखी दूसरी है सिग्मा साइन लिखिदेली एक्स आउ एक्स वाई ये बाहर कले ठीक अच्छे एवं देख ये जो ये जो 100 5 5 25 125 ठीक अच्छे खाली 25 हम ना 5 5 25 एटी भी सेम है 100 ये सॉरी एटी है 25 एटी है 100 तो 125 125 ताले केते 225 हो 250 बाय 5 आकु जदि डिवाइड करा ये 50 50 टा हम जो बाहरला जे 50 टा हमर कोन बाहरला ये जो 50 टा बाहरला ये 50 टा हमर कोन बाहरला कहलो ये 50 टा बाहरला हमर सिग्मा एक्स आई माइनस एक्स बार पिला माने स्क्वायर डिवाइडेड बाय एन ये तले पिला माने 5 टा ला कोन 5 ला एन एटी मु एन लिखि दोछि 5 टा ला कोन एन बाहरी पला एटा माने आर पिला माने अल्टीमेटली वैल्यू केते सिग्मा स्क्वायर माने सिग्मा स्क्वायर टार वैल्यू बाहर पड़ला माने वेरिएंस रो वैल्यू बाहर पड़ला केते बाहर पड़ला 50 बाहर पड़ला वेरिएंस पे कोन सिग्मा रो वैल्यू हमर केते बाहर पड़ो स्क्वायर रो बाहर पड़ला केते 50 रो ये पाखा पाखी हे गले केते माने 7 7 पिला माने केते 49 7 7 49 माने 7 पॉइंट समथिंग बाहरिबो माने 7 पॉइंट समथिंग बाहरिबो तो कोठी अछि ऑप्शन नंबर बी रे अछि 7 अछि तो आंसर हो केते 7 ठीक अछि तो तुम माने बे कोन अप्रोक्सीमेट वेरिएंस ऑफ स्टैंडर्ड डेविएशन पिला माने बाहर कर देलो स्टैंडर्ड डेविएशन बाहर कर देलो माने खाली सिग्मा जदी बाहर करतो एटा स्टैंडर्ड डेविएशन ଯଦି ଖାଲି ତମେ ଏଇଟା ଯୋଉ ସିଗ୍ମା ସ୍କୋୟାର ବାହାରିଛ ଏଇଟା ହେଲା ଭ୍ୟାରିଏନ୍ସ ଠିକ ଅଛି ତ ଆଇ ଥିଙ୍କ ତମମାନଙ୍କର ଟୋଟାଲ ଭ୍ୟାରିଏନ୍ସ ଆଉ ଷ୍ଟାଣ୍ଡାର୍ଡ ଡେଭିଏସନ ପିଲାମାନେ ବହୁତ ଭଲ ଭାବରେ ବୁଝେଇଦେଲି ମୁଁ ଟିକେ ଚେକ୍ କରିଦିଏ ଆଉ କ'ଣ ଛାଡ଼ିଲି କି କ'ଣ ତାପରେ ଆମେ ଏଇ କ୍ଲାସଟାକୁ ଏଣ୍ଡ କରିବା ହଁ ଏ ଟେବୁଲଟା ବା ବୁଝେଇବି ଟେବୁଲଟା ବୁଝେଇନି ତମମାନଙ୍କୁ ଟେବୁଲଟା ବୁଝେଇ ଦେଲା ପରେ ଆମର ଟୋଟାଲ କମ୍ପ୍ଲିଟ ପିଲାମାନେ ତମର ହେଇଯିବ ଆକୁ ପିଲାମାନେ କ'ଣ ଇରେଜ ହଉନି ବା ହଁ ଇରେଜ ହେଇଗଲା ତମମାନଙ୍କୁ ଏବେ ଦେଖ ଆଉ ତ ଟିକେ ନାକୁ ରିଭିଜନ କରିଦଉଛି ଟିକେ ନାକୁ ତାପରେ ଆମେ କ୍ଲାସଟାକୁ ଏଣ୍ଡ କରିବା ଠିକ ଅଛି ଦେଖ प्रथम तुमको मीन विषय बुझेदेली मीन माने कौन मीन माने एटी चला रेंज विषय प्रथम बुझेली रेंज माने कौन जोटा हाईएस्ट वैल्यू थो आ लोएस्ट वैल्यू थो तार पे डिफरेंस रेंज ठीक अच्छे तापर आस मीन माने कौन मीन माने एवरेज तुम जो एवरेज बाहर करो सेटा मीन माने जेतिक संख्या थो मिसे दबा जितना नंबर थो पिला डिवाइड कर तुम मीन बाहर पड़ो मीडियन पिला तुम बाहर कर तुम बुझेदेली मीडियन तुम केमती बाहर कर तुम मझी संख्या है मीडियन बाहर कर जो अड केस थो तो मझी संख्या तुम इजिली पाई किंतु जिते तुम इभेन केस थो से तुमने कौन कर मझे जो दुईट संख्या तुमको मिलना से दुईट संख्या मिसेक गोटे डिवाइड करदे तार तुम मीडियन पाई मोड पिला तुमको कहीदेली जो संख्या अधिक थर रिपीट है मोड एवं सरी स्टैंडर्ड डेविएशन भी बुझेदेली स्टैंडर्ड डेविएशन माने कौन तुमर जो डाटा गुड़ा अच्छी ना से डाटा गुड़ा तुम मीन टू केते बाट दूर को जाऊँगी लिखा है ना तुम मीन टू से डाटा गुड़ा केते बाट स्प्रेड आउट होता है बाट दूर को जाऊँगी से स्टैंडर्ड डेविएशन तो स्टैंडर्ड डेविएशन तुमने बुझे लो स्टैंडर्ड ये देख फर्मुला गुड़ा भी तुमको जो फर्मुला गुड़ा ये फर्मुला टिके अलग लिखाई ये जो सिग्मा एन यहाँ नुह यहाँ टिके अलग लिखाई म्यू जगह तुमने कौन पकईदब ना एक्स ऊपर बार पकईद ई म्यू मान भी सेम ये भी लिखाई म्यू मान पपुलेशन मीन भी ये लिखाई कि म्यू जगह मुझे एक्स ऊपर बार लिखी देती है तो इजिली दुईटा फर्मुला भी एका स्टैंडर्ड डेविएशन कर तुमने बुझेदेली ये जो टेबुलटा बुझेली केते डेविएट केमती कौन डेविएशन कौन केमती होची ताको भी भलसे बुझेदेली तुमको तापर गोटे क्लास इंटरवल कौन ग्रुप डाटा कौन ताको भी भलसे बुझेदेली तुमको तापर तो क्वेश्चन गुड़ा ये कले स्टैंडर्ड डेविएशन क्वेश्चन भी आम करदेले तुमको इजिली बुझेदेली एबे बुझा आम এইটা को बुझा बा जो टेबुलटा जो अच्छी ताको पिला माने भल भाबरे बुझा देख पिला माने पिला माने देख एठी पिला माने तळे जो देनी तळे हला डाटा वैल्यू ठीक अछि आ ऊपर पिला माने फ्रीक्वेंसी माने केते थरा अपियर हेची केते थरा अपियर पिला माने हेची
ଠିକ୍ ଅଛି। ଆପିୟର ମାନେ କ'ଣ? ସପୋଜ୍ ପିଲାମାନେ ତମର 2ଟା ପିଲାମାନେ କେତେ ଥର ଆପିୟର ହେଇଛି? ଏଇ ଯୋଉ 2ଟା ପିଲାମାନେ କେତେ ଥର ଆପିୟର ହେଇଛି? ଥରେ ଆପିୟର ହେଇଛି। 4ଟା ପିଲାମାନେ କେତେ ଥର ଆପିୟର ହେଇଛି? 3 ଥର ଆପିୟର ହେଇଛି। 5ଟା ପିଲାମାନେ କେତେ ଥର ଆପିୟର ହେଇଛି? 2 ଥର ଆପିୟର ହେଇଛି। 7ଟା ବି ଥରେ, 9ଟା ବି ଥରେ ଆପିୟର ହେଇଛି। ଠିକ୍ ଅଛି। ମୁଁ ଆକୁ ଯଦି ଏମିତି ଲେଖିବି ନା, ଗୋଟେ ସ୍ଲାଇଡ୍‌ଟା ପିଲାମାନେ ମୁଁ ଆଡ୍ ଅନ୍ କରିଦଉଛି। ଦେଖ ଗୋଟେ ମିନିଟ୍। ଠିକ୍ ଅଛି। ତ ଚାଲ ପିଲାମାନେ ଯିବା। ଭିଡିଓଟା ଷ୍ଟାର୍ଟ ହେଲା ଟି? ହଁ, ଠିକ୍ ଅଛି। ଦେଖ ମୁଁ ଏଠି ଲେଖିଦଉଛି, ଭ୍ୟାଲୁ ଲେଖିଦଉଛି। ତାପରେ ଏଠି ଲେଖିଦେବି ମୁଁ ଆମର ଆପିୟର ବା ଫ୍ରିକ୍ୱେନ୍ସି, କେତେ ଥର ଆପିୟର ହେଇଛି ବା ଫ୍ରିକ୍ୱେନ୍ସି। ଦେଖ ପିଲାମାନେ, ଦେଖ ଏଠି ଅବଜର୍ଭ କର, ଆମର ଭ୍ୟାଲୁ 2ଟା, ଏଇ ଯୋଉ ଭ୍ୟାଲୁ 2ଟା ଲେଖା ହେଇଛି ନା, ଭ୍ୟାଲୁ 2ଟା କେତେ ଥର ଆପିୟର ହେଇଛି? 2 ଥର, ବା ସରି ଥରେ ଆପିୟର ହେଇଛି। ତ ମୁଁ ଏଠି ଲେଖି ଦଉଛି ଭ୍ୟାଲୁ 2ଟା ଆମର କେତେ ଥର ଆପିୟର ହେଇଛି? ପିଲାମାନେ ଥରେ ଆପିୟର ହେଇଛି। ତାପରେ କୋଉଠି ଗଲା? ଭ୍ୟାଲୁ 4ଟା, 3 ତ ନାହିଁ, ଭ୍ୟାଲୁ 4ଟା ଆମର କେତେ ଥର ଆପିୟର ହେଇଛି? 3 ଥର। ହଁ, ଯାଉଛି। ଗୋଟେ ମିନିଟ୍। କୋଉଠି ଥିଲେ ଏଠି ଆମେ? ହଁ, ଗୋଟେ ମିନିଟ୍। ହଁ, କୋଉଠି ଥିଲେ ଏଠି ଆମେ? ଦେଖ ଭ୍ୟାଲୁ 2ଟା ପିଲାମାନେ କେତେ ଥର ପିଲାମାନେ ଆସିଛି? ଦେଖ ଭ୍ୟାଲୁ 2ଟା ପିଲାମାନେ ଥରେ ଆସିଛି। ଭ୍ୟାଲୁ 4ଟା ପିଲାମାନେ ଦେଖ 3 ଥର ଆସିଛି। ଆଉ ଭ୍ୟାଲୁ 5ଟା ପିଲାମାନେ 2 ଥର ଆସିଛି। ଭ୍ୟାଲୁ 5ଟା ମୁଁ ଲେଖି ଦଉଛି, ଭ୍ୟାଲୁ 4ଟା ଆସିଛି ଆମର କେତେ? 3 ଥର। ଭ୍ୟାଲୁ 5ଟା ଆମର କେତେ ଥର ଆସିଛି? ଭ୍ୟାଲୁ 5ଟା ଆମର 2 ଥର। ତାପରେ ଆଉ କ'ଣ ରହିଲେ? 7 ଆଉ 9। 7 ଆସିଛି ଥରେ, 9 ବି ଆସିଛି ଥରେ। 7 ଆସିଛି ଥରେ, 9 ବି ଆସିଛି ପିଲାମାନେ ଥରେ। ଏବେ ପିଲାମାନେ ଆମେ କ'ଣ କରିବା ନା, ଆର ଷ୍ଟାଣ୍ଡାର୍ଡ ଡିଭିଜନ ବାହାର କରିବା, ଭ୍ୟାରିଏନ୍ସ ବାହାର କରିବା, ୱିଥ୍ ମିନ୍ ବାହାର କରିବା, ମିଡିଆନ୍ ବାହାର କରିବା, ମୋଡ୍ ବାହାର କରିବା। ଠିକ୍ ଅଛି। ଆମେ କ'ଣ ବାହାର କରିବା ନା, ମିନ୍, ମିଡିଆନ୍, ମୋଡ୍, ଭ୍ୟାରିଏନ୍ସ ସବୁ ବାହାର କରିବା। ଦେଖ ପ୍ରଥମେ ଆମେ କ'ଣ ବାହାରିବ ନା, ମିନ୍ ବାହାର କରିବା। ମିନ୍ ପିଲାମାନେ କେମିତି ବାହାରିବ? ଗୋଟେ ମିନିଟ୍। ହଁ, ମୁଁ ଟିକେ ପରେ ତୋତେ କଲ୍ କରୁଛି। ହଁ, ଟିକେ ପରେ ତୋତେ କଲ୍ କରୁଛି। ଗୋଟେ ମିନିଟ୍। ଦେଖ ପ୍ରଥମେ ଆମେ କ'ଣ ବାହାର କରିବା ନା, ମିନ୍ ବାହାର କରିବା। ମିନ୍ ପିଲାମାନେ କେମିତି ବାହାରିବ? ତମମାନେ ଜାଣିଛ, ମିନ୍ ମାନେ ହେଲା ତମର ଏକ୍ସ ଉପରେ ଯୋଉ ବାର, ମିନ୍ ବାହାର କରିବ। ଦେଖ 2 ପିଲାମାନେ କେତେ ଥର ରିପିଟ୍ ହେଇଛି? ଥରେ ରିପିଟ୍ ହେଇଛି, ତ ମୁଁ ଏଠି ଓନ୍ଲି 2 ଲେଖି ଦଉଛି। 4 ପିଲାମାନେ 3 ଥର ରିପିଟ୍ ହେଇଛି, ତ ମୁଁ ଏଠି ଲେଖି ଦଉଛି +4 +4 +4, 3 ଥର ରିପିଟ୍ ହେଇଛି 4। 5 ପିଲାମାନେ 2 ଥର, +5 +5। 7 ପିଲାମାନେ ଥରେ, +7। 9 ପିଲାମାନେ ଥରେ, +9। ଡିଭାଇଡେଡ୍ ବାଇ ପିଲାମାନେ କେତେଟା ନମ୍ବର? ପିଲାମାନେ ତମମାନେ ଦେଖ, 1 ଇଏ ହେଲା 2, 3 ସରି 4 5 6 7 8, ମାନେ ଟୋଟାଲ 8ଟା ନମ୍ବର। 8 ନମ୍ବର, 8 ନମ୍ବର ଟୋଟାଲ 8 ହେଲା ଟୋଟାଲ। ତ ତଳ ଡିଭାଇଡେଡ୍ ବାଇ 8 କରିଦବା। ତ 2 4 6 4 10 4 14 5 19 19 5 ହେଲା 24 24 24 ହେଇଗଲା 7 24 7 ଆମର କେତେ ହେଇଯିବ? 21 ସରି 31 31 ନ ହେଇଗଲା ଆମର କେତେ? 40 40 ଡିଭାଇଡେଡ୍ ବାଇ 8 ମାନେ ହେଲା 5। ତମାନେ ଦେଖ ମିନ୍ ଆମର କେତେ ବାହାରିଲା ପିଲାମାନେ? 5 ବାହାରିଲା। ଏଠି ବି ଦେଖ ମିନ୍ ବି ଏଠି 5 ଲେଖା ହେଇଛି। ଠିକ୍ ଅଛି। ଏବେ ଚାଲ ପିଲାମାନେ ଆମେ କ'ଣ ବାହାର କରିବା? ମିଡିଆନ୍ ବାହାର କରିବା। ଏବେ ଆମେ କ'ଣ ମିଡିଆନ୍ ବାହାର କରିବା? ମିଡିଆନ୍ ମାନେ କ'ଣ? n = କେତେ? 8। ତମମାନଙ୍କୁ କହିଛି ନମ୍ବର ମାନେ କ'ଣ? ଟୋଟାଲ ନମ୍ବରଟା ସବୁବେଳେ କ'ଣ? n। ଟିକେ ଇରେଜ୍ କରିଦେବା ଟିକେ ନାକୁ, ଗୋଟେ ମିନିଟ୍। ଠିକ୍ ଅଛି। ଟୋଟାଲ ନମ୍ବରଟା ମାନେ କେତେ ବାହାରି ପଡ଼ିବ? n। ତ n ଆମର କେତେ ବାହାରି ପଡ଼ିବ? 8। ତ ଟୋଟାଲ ନମ୍ବରଟା ଯଦି 8, ତ ତମମାନଙ୍କୁ କହିଛି ଏଇଟା କ'ଣ? ଇଭେନ୍ କେସ୍। 8ଟା ନମ୍ବର ମାନେ କ'ଣ? ଇଭେନ୍ କେସ୍। ଏଇଟା ହେଲା ଇଭେନ୍ କେସ୍। ଇଭେନ୍ ମାନେ କ'ଣ? ପ୍ରଥମ ଟର୍ମ, ସରି ଇଭେନ୍ ମାନେ ହେଲା n/2 ପ୍ଲସ୍ n/2 ପ୍ଲସ୍ 1 ଡିଭାଇଡେଡ୍ ବାଇ ପିଲାମାନେ କେତେ? 2। n/2 ଟା ଆମର କେତେ ହେଇଯିବ? 8 ର ଅଧା କେତେ? 4। 4 ପ୍ଲସ୍ 1 କେତେ ହେଇଯିବ? 5। 5/2 ମାନେ କେତେ ହେଇଯିବ? 4.5। ତ ଆମର ଏଇଟା ହେଲା କ'ଣ? ବା 4.5, ଏଇଟା ଆମର କ'ଣ ହେଇଯିବ? ଏଇଟା ହେଲା ମିଡିଆନ୍। ଦେଖ ମିଡିଆନ୍ ପିଲାମାନେ ଏଠି ଲେଖା ହେଇଥିବ 4.5, ଏଠି ଲେଖା ହେଇଥିବ ମିଡିଆନ୍ ହେଲା 4.5। ମୋଡ୍ ପିଲାମାନେ ଦେଖିବା, ମୋଡ୍ ମାନେ କ'ଣ? ଯୋଉଟା ଅଧିକ ଥର ରିପିଟ୍ ହେଇଛି, କୋଉଟା ଅଧିକ ଥର ରିପିଟ୍ ହେଇଛି? 4ଟା ପିଲାମାନେ ଅଧିକ ଥର ରିପିଟ୍ ହେଇଛି, କେତେ ଥର? 3 ଥର ରିପିଟ୍ ହେଇଛି, ତ 4ଟା ହେଲା ଆମର ମୋଡ୍। ଏଠି ଦେଖ 4 ବି ମୋଡ୍ ଲେଖା ହେଇଛି। ଏବେ ଆମେ କ'ଣ ବାହାର କରିବା ପିଲାମାନେ? ଷ୍ଟାଣ୍ଡାର୍ଡ ଡିଭିଜନ। ଷ୍ଟାଣ୍ଡାର୍ଡ ଡିଭିଜନ ପାଇଁ ପିଲାମାନେ ଆମେ କ'ଣ କରିବା ପିଲାମାନେ? ପ୍ରଥମେ ଆମେ ଆମର ଯୋଉ ମିନ୍ ଟା ବାହାରିଲାନି, କୁଆଡେ ଗଲା? ମିନ୍ ଟା ବାହାରିଲା 5। ଏଇ 5 ଏଠୁ ଏଇ ଯୋଉ 2ଟା ପିଲାମାନେ କେତେ କମ୍? ବା 5 ରୁ ଯୋଉ 2 ର ଡିଫରେନ୍ସ ଟା ପିଲାମାନେ କେତେ? 3 ର ଡିଫରେନ୍ସ। 3 କେତେ ଥର? ଥରେ। ତ ମୁଁ ଏଠି କେବଳ ଲେଖି ଦଉଛି 3 ର ସ୍କୋୟାର ପିଲାମାନେ ଲେଖିଦେବେ, କେତେ ହେଇଯିବ? 9 ହେଇଯିବ। ଠିକ୍ ଅଛି। କାରଣ ଆମକୁ ସ୍କୋୟାର ବାହାର କରିବାକୁ ପଡ଼ିବ ନା। 3 ର ସ୍କୋୟାର ପିଲାମାନେ କେତେ ହେଇଯିବ? 9 ହେଇଯିବ। ସେମିତି ପିଲାମାନେ 5 ରେ ପିଲାମାନେ 4ଟା ପିଲାମାନେ କେତେ କମ୍? 1 କମ୍। କେତେ ଉପରେ ପିଲାମାନେ କମ୍? 3 ଉପରେ କମ୍। ତ 1 ର ସ୍କୋୟାର ପିଲାମାନେ କେତେ ହେଇଯିବ? 1 ହେଇଯିବ। ଇଣ୍ଟୁ ପିଲାମାନେ 3 କରିଦେବା, କାରଣ 3 ଥର ରିପିଟ୍ ହେଇଛି। ତ ଆର ଭ୍ୟାଲୁ କେତେ ପଳେଇ ଆସିବ? ଆର ଭ୍ୟାଲୁ ଆମର କେତେ ପଳେଇ ଆସିବ? ଆର ଭ୍ୟାଲୁ ଆମର 3 ପଳେଇ ଆସିବ। ଏବେ ଦେଖ 5 ରେ 5 ତ 0, ଆର କିଛି ଆମେ କାଉଣ୍ଟ କରିବାନି। 5 ରୁ 7ଟା ପିଲାମାନେ କେତେ ଅଧିକ? 2 ଅଧିକ। ତ ଆମେ 2 ର ସ୍କୋୟାର କରିଦେବା। କେତେ ଥର ରିପିଟ୍ ହେଇଛି? ଥରେ। ଆଉ ଆମେ କିଛି ମଲ୍ଟିପ୍ଲାଏ କରିବା ଦରକାର ନାହିଁ। ତ 2 ର ସ୍କୋୟାର ହେଇଯିବ 4। ତାପରେ ପିଲାମାନେ କ'ଣ ହେଇଯିବ? 9। 9ଟା ପିଲାମାନେ କେତେ ଅଧିକ? ପିଲାମାନେ 4 ଅଧିକ।
ସରି ଏଇଠି ମୁଁ ଡାଇରେକ୍ଟ ଲେଖିଦଉଛି 9ଟା 5ଟି ପିଲାମାନେ କେତେ ଅଧିକ 4 ଅଧିକ ତ 4ର ସ୍କୋୟାର ତାର କେତେ ହେଇଯିବ 16 ହେଇଯିବ ଆକୁ ମିଶେଇ ଦିଅ 9 9 3 ପିଲାମାନେ ହେଇଯିବ 12 12 4 16 16 16 ଆମର କେତେ ହେଇଯିବ 32 ତ 32 ଡିଭାଇଡେଡ୍ ବାଇ ଆମର କେତେ କରିଦବା 7 କରିଦବା କାରଣ 7 କଣ ପାଇଁ କରିବା ପିଲାମାନେ କାରଣ ଏଠି ଯେ ଆମେ ଯୋଉ ମିନ୍ ଟା ବାହାର କରିବାନି ଏଠି ଆମେ ଯୋଉ ଭ୍ୟାରିଆନ୍ସ ଟା ବାହାର କରିବା ଏଠି ଆମେ ସାମ୍ପଲ ଭ୍ୟାରିଆନ୍ସ ବାହାର କରୁଛେ ସାମ୍ପଲ ଭ୍ୟାରିଆନ୍ସ କଣ ପାଇଁ ବାହାର କଲେ ପିଲାମାନେ ଦେଖ ଏଠି ପିଲାମାନେ ଡାଟା ଗୁଡ଼ା ନା ଗ୍ରୁପରେ ଅଛି ଦେଖିପାରୁଥିବ ଏଇ ଯୋଉ 2 ହଉ 4 ହଉ 4ଟା 3 ଥର ରିପିଟ୍ ହେଇଛି ଗ୍ରୁପରେ ଅଛି ଦେଖିପାରୁଥିବ ଏଇ ଯୋଉ ଡାଟା ଗୁଡ଼ା ଯେମିତିକି ଦେଖ 3 ରୁ 4 ଭିତରେ ଯୋଉ ଇଏଟା ସେଟା ପିଲାମାନେ ଯାଇଛି ଗ୍ରୁପରେ ଯାଇଛି ତ ସେଠି ପିଲାମାନେ ଆମେ ଏଠି ସାମ୍ପଲ ଭ୍ୟାରିଆନ୍ସ ବାହାର କରିବା ପପୁଲେସନ ଭ୍ୟାରିଆନ୍ସ ନୁହଁ ତ ସାମ୍ପଲ ଭ୍ୟାରିଆନ୍ସ ବାହାର କଲେ କୁଆଡେ ଗଲା କି ବାପା ହଁ ସାମ୍ପଲ ଭ୍ୟାରିଆନ୍ସ ବାହାର କଲେ ଆମେ 8 ଆକ୍ଚୁଆଲି ଡିଭାଇଡ୍ କରିବା କଥା ସାମ୍ପଲ ଭ୍ୟାରିଆନ୍ସ ମାନେ କଣ n - 1 ତ 7 ଡିଭାଇଡ୍ କରିବା ତ 7 ଡିଭାଇଡ୍ କରିଦେଲେ ଇ ଆପ୍ରୋକ୍ସିମେଟଲି କେତେ ଯିବ ଦେଖ 7 ରେ କାଟିଲେ 7 ଚଉ 28 7 ଚଉ 28 4 ପଏଣ୍ଟ 4 ପଏଣ୍ଟ ସମଥିଙ୍ଗ ଆସିବ ହେଲା ମୁଁ 4 ପଏଣ୍ଟ ଲେଖି ଦଉଛି ଏଟା ମୁଁ କରିଦଉଛି 4 ପଏଣ୍ଟ ସମଥିଙ୍ଗ ଆସିବ ଏ 4 ପଏଣ୍ଟ ସମଥିଙ୍ଗଟା କଣ ସାମ୍ପଲ ଭ୍ୟାରିଆନ୍ସ ବା ଭ୍ୟାରିଆନ୍ସ ବି କହିପାରିବ ଏଇଟା କେତେ ଆସିଲା 4 ପଏଣ୍ଟ ସମଥିଙ୍ଗ ଆସିଲା ଠିକ ଅଛି ବା ତମେ ଯଦି ବି ପପୁଲେସନ ଭ୍ୟାରିଆନ୍ସ ନବ କିଛି ଅସୁବିଧା ନାହିଁ ପପୁଲେସନ ଭ୍ୟାରିଆନ୍ସ ନେଲେ ବି ଏକା ହିଁ ଆନ୍ସର ବାହାରିବ ଦେଖ ପପୁଲେସନ ଭ୍ୟାରିଆନ୍ସ ନେଲେ ଇଏ କେତେ ହେଇଯିବ 32 ଡିଭାଇଡେଡ୍ ବାଇ ଆମର 8 ଆସିବ ଇଏ ହେଇଯିବ 4 ରେ କଟିବ ତ 4ଟା ଆମର କଣ ବାହାରି ପଡିଲା ଏଇ ଯୋଉ ସିଗ୍ମାର ସ୍କୋୟାରଟା ପିଲାମାନେ ବାହାରି ପଡିଲା 4 ଯଦି ସିଗ୍ମାର ସ୍କୋୟାରଟା ଯଦି 4 ତାହେଲେ ସିଗ୍ମା କେତେ ଆସିବ 2 ଆସିବ ତ ଆମର ଏଠି ଦେଖିପାରୁଥିବ ଏଠି ପିଲାମାନେ ଦେଖ 2.14 ଆସିଛି ଷ୍ଟାଣ୍ଡାର୍ଡ ଭ୍ୟାରିଆନ୍ସ ଷ୍ଟାଣ୍ଡାର୍ଡ ଡେଭିଏସନଟା ଆମର 2.14 ବା 2 ହିଁ ଆସିଛି ଠିକ ଅଛି ତ ତମମାନଙ୍କୁ ମିନ୍ ବି ବାହାର କରିଦେଲେ ଟେବୁଲର ମିନ୍ ପିଲାମାନେ ଏଠି ବାହାର କରିଦେଲେ ମିନ୍ ଏ ଦେଖ ମିନ୍ ପାଇଁ ପିଲାମାନେ ଏଇ ଯୋଉ ଲାଇନଟା ଲାଗିନି ପୁରା ଏଇ ଯୋଉ ମଝି ଲାଇନଟା ଯୋଉ 5 ଏପଟେ ଯୋଉ ଲାଇନଟା ଅଛି ସେଟା ହେଲା ମିନ୍‌ର ଲାଇନ ତାପରେ ଏଇଠି ଦେଖିପାରୁଥିବ ଏଇଟା ହେଲା ମିଡିଆନର ଲାଇନ ତାପରେ ହେଲା ମୋଡର ଲାଇନ ତାପରେ ଯୋଉ ପୁରା ଯୋଉ ବକ୍ସଟା ହେଇଛି ଏଇଠୁ ଏତିକି ଯାଏଁ ଯୋଉ ବକ୍ସଟା ହେଇଛି ଏଇଟା ହେଲା କଣ ଏଇଟା ଯୋଉ ବାର ବାର ରିପିଟ୍ ହେଇଛି ଅଧିକ ରିପିଟ୍ ହେଇଛି ନା ତମେ ଦେଖିବ ତ 4ଟା ଅଧିକ ରିପିଟ୍ ହେଇଛି 5ଟା ଅଧିକ ରିପିଟ୍ ହେଇଛି ତ ଏଇ ଯୋଉ ଗ୍ୟାପଟା ଏଇଟା ହେଲା ପିଲାମାନେ କଣ ମିନ୍ ଡେଭିଏସନ ଠିକ ଅଛି ତ ଆଇ ଥିଙ୍କ ଏସବୁ ଜିନିଷ ଗୁଡା ନା ତମମାନଙ୍କର ଟିକେ ଟିକେ କ୍ଲିୟର ହେଇପାରୁଥିବ ତମେ ଯଦି କ୍ଲିୟର ନଉଛି ନା ତମେ ଥରେ ଥର ନୋଟଟାକୁ ପଢିଦିଅ କାରଣ ନୋଟରେ ମୁଁ କମ୍ପ୍ଲିଟ ସବୁ ଜିନିଷ ବହୁତ ବଢିଆ ଭାବରେ ପୁରା ଡିଟେଲ ୱେରେ ଲେଖିଛି ଠିକ ଅଛି ତ ଏଇଥର ତମର ବା ଆ ପରେ ତମର କଣ ନା କମ୍ପ୍ଲିଟ ପିଲାମାନେ ପେଡାଗୋଜିର ୱାନ୍ ସଟ୍ ପିଲାମାନେ କମ୍ପ୍ଲିଟ ହେଇଗଲା ମିନ୍ ତମମାନେ ଏଠି ନୋଟ୍ ବି ଦେଖିଦବ ମାନେ ପୁରା କମ୍ପ୍ଲିଟ ପିଲାମାନେ ୱାନ୍ ସଟ୍ କମ୍ପ୍ଲିଟ ହେଇଗଲା ଏଇ ନୋଟଟା ନେଇକି ତମେ ବାର ବାର ରିଭିଜନ ବି ଥରେ ଥର କରିଦବ ଏଠି ଏଇଠି ଦେଖ ତମମାନେ ଦେଖ ଦେଖିପାରୁଥିବ ଏଇଠି ପିଲାମାନେ ଏଇଟା ହେଲା କଣ ଇଭେନ୍ କେସରେ ঠিক ଅଛି ଇଭେନ୍ କେସ୍‌ରେ ଏଇଠି ପ୍ରଥମେ ଏଇ ଟର୍ମଟା ଡିଭାଇଡ୍ ବାଇ 2 ସାଙ୍ଗେ ସାଙ୍ଗେ ତମମାନଙ୍କୁ କହିଛି ତ ତମମାନେ କଣ କରିବ ନା ତମେ ଡିଟେଲ ଏଇ ନୋଟଟାକୁ ଥରେ ଥର ପଢିଦବ ଥରେ ଥର ପଢିଦେଲା ପରେ ତମର ସବୁ ଜିନିଷ ପିଲାମାନେ ଡାଉଟ୍ ବି କ୍ଲିୟର ହେଇଯିବ ଲାଷ୍ଟ ଚାପ୍ଟରଟା ବା ଲାଷ୍ଟ ଟପିକଟା ପିଲାମାନେ ବେଶୀ ସମୟ ଲାଗିଲା କାରଣ ଟିକେ ଅଣ୍ଡରଷ୍ଟାଣ୍ଡିଂ ଜିନିଷ ଥିଲା କାରଣ ତା ପୂର୍ବରୁ ମୁଁ ସବୁ ଜିନିଷ ଥରେ ଥର ପଢିକି ବୁଝେଇ ଦେଇଥିଲି କିନ୍ତୁ ଏଇ ଲାଷ୍ଟ ଚାପ୍ଟରଟା ଯୋଉ ରହିଲା ମିନ୍ ମିଡିଆନ ମୋଡ୍ ଆଉ ଷ୍ଟାଣ୍ଡାର୍ଡ ଡେଭିଏସନ ଟିକେ ନାକୁ ବୁଝିବାକୁ ପଡିବ ପିଲାମାନେ ସେଇ ଯୋଗୁ କ୍ଲାସଟା ଟିକେ ନାକୁ ଲମ୍ବା ହେଇଗଲା ଠିକ ଅଛି ଆଇ ଥିଙ୍କ ଆପଣମାନଙ୍କୁ ଏଇ ସବୁ ଜିନିଷ ପିଲାମାନେ ଭଲସେ ବୁଝା ଆସିଥିବ ଆଉ ନୋଟ୍ ବି ତମମାନେ ନେଇପାରିବ ମାତ୍ର 100 ଟଙ୍କା ଦେଇକି ଡେସ୍କ୍ରିପସନରେ ନମ୍ବର ଅଛି ନହେଲେ 7894749676 ଠିକ ଅଛି ତାପରେ ପ୍ରିଭିୟସ୍ ଇୟର ବି ଦେଖିଦବ ବାସ୍ ତମର ପ୍ରିପାରେସନ ପୁରା 100% ହେଇଗଲା ଦେଖା ପିଲାମାନେ ଆଉ ଗୋଟେ ଭିଡିଓରେ ଜୟ ଜଗନ୍ନାଥ ଜୟ ହିନ୍ଦ